2021 ମସିହାର କଥା। ଶିମିଳିପାଳ ଜଳୁଥାଏ। ନର୍ମାଲ ଡେ ନର୍ମାଲ ଡ୍ୟୁଟି। ଫୋନ୍ ଆସିଲା, ଆଉ ଗୋଟେ ଜାଗାରେ ନିଆଁ ଲାଗିଛି, ଲିଭେଇବା ପାଇଁ ଯିବା ଅଛି। ତ ବର୍ଷାର ନାମ ଗନ୍ଧ ନଥିଲା, ଆଉ ନର୍ମାଲ ଡ୍ୟୁଟି ରାତି ପର୍ଯ୍ୟନ୍ତ କରିବାର ଥିଲା। କିନ୍ତୁ ଆକାଶ ମାର୍ଗରୁ ଭଗବାନ ଆଶୀର୍ବାଦ ଦେଇଥିଲେ, ଆଉ ବର୍ଷା ବହୁତ ଜୋରରେ ହେଇଥିଲା। ନିଆଁ ଲିଭି ଯାଇଥିଲା ଏବଂ ଖୁସି ତାଙ୍କର କଣ୍ଟ୍ରୋଲ ହେଇନଥିଲା, ଆଉ ସେ ନାଚି ପକାଇଥିଲେ। ମୋବାଇଲଟାକୁ ଘର ବନେଇ ସାରିଲେ। ଯା ବର୍ଷ କାମ କଲିନି, ସେ ଯେଉଁ ଜଙ୍ଗଲର ଯେଉଁ ସୁକୁନଟା ସେଟା ବୋଧେ ଆଉ କେଉଁଠି ନାହିଁ। ପୁଣି ଜଏନ୍ କଲାବେଳକୁ ଅଖଣ୍ଡ ଶିକାର। ହଁ, ମୁଁ ଯେତେବେଳେ 9ରେ ଜଏନ୍ କଲି ଅଖଣ୍ଡ ଶିକାର ଡ୍ୟୁଟି ପୁରା ଯାଇଛୁ। ସେତେବେଳେ ତ ଜଙ୍ଗଲ ଭିତରେ ଶହ ଶହ ଚୁଲି, 600 ଚୁଲି ଯେଉଁଟାକି ରାନ୍ଧିକି ଖାଇବେ ଶିକାରୀମାନେ। ହଁ, ସେତେବେଳେ ମାଂସ ବି ବହୁତ ଜବତ ହେଇଛି ସେ ଟାଇମ୍ରେ। ଜନ୍ତୁ ମାନେ ସେ ଜଙ୍ଗଲ ନେଇ ରୋଷେଇ କରି ହଁ ହଁ ହଁ, ସେତେବେଳେ ଜନ୍ତୁଙ୍କ ସୁରକ୍ଷା କରୁଛନ୍ତି ମାନେ ବନ୍ୟ ଜନ୍ତୁ ମାନଙ୍କୁ ଯେଉଁମାନେ ଶିକାର କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ନିହାତି ଏନକାଉଣ୍ଟର ହେଇଥିବ। ତନ୍ତେ ଆମର ବି କାଠ ହେଇଗଲା ପୁରା ହଠାତ୍ ପୁରା ସାମ୍ନା ସାମ୍ନାସାମ୍ନି ହେଲା। ସିଏ ମୋତେ ଗନ୍ ଦେଖେଇଛି, ତ ସିଏ ମୋତେ ଯେତେବେଳେ ଗନ୍ ଦେଖେଇଲା ମୁଁ କ'ଣ ଭାବୁଛି ଏ ଲାଇଟ୍ଟାକୁ ମୋତେ ଦେଖାଉଛି। ମୁଁ ତାକୁ କହୁଛି ମୋ ଯେ ସିଏ କହୁଛି ନା ମ୍ୟାଡ଼ାମ୍ ଦେଖନ୍ତୁ ଗନ୍ଟା ସେଟା ଦେଖନ୍ତୁ। ତ ମୁଁ ତାକୁ କହୁଛି ତୋର ଯଦି ମାରିବାର ଅଛି ମୋତେ ମାରିଲୁ, ଆଉ ତୋ ଗୁଳିରେ ଯଦି ମୋର ମରିବାର ଥିବ ମୁଁ ଏନେ ମରିଯିବି। ତାପରେ ଜଷ୍ଟ ସେତିକି କହିଛି, ଦି ପାଦ ଆଗେଇଛି, ସିଏ ଆଉ ଗନ୍ ଧରିକି ପୁରା ଦୌଡ଼ିଲା। ସେଟା ଥିଲା ଏଇଟା ଯେ ମାନେ ହଠାତ୍ରେ ବର୍ଷା ଆସିଲା, ଆଉ ମାନେ ସେଇ ଖୁସିଟା ବୋଧେ ଲାଇଫରେ ଲାଗେ। ପ୍ରକୃତି ହିଁ ଚିରନ୍ତନ ସତ୍ୟ, ଆଉ ସିଏ ହିଁ ଭଗବାନ। ସିଏ ଯଦି ବି ନଥାନ୍ତା ଆମେ ବଞ୍ଚିବାଟା କଷ୍ଟଦାୟକ। ନମସ୍କାର, ଜୟ ଜଗନ୍ନାଥ। ଆମେ ଓଡ଼ିଆ ସବୁଠୁ ବଢ଼ିଆ ଆମର ଯେଉଁ ସିରିଜ୍ ସାଧାରଣ ମଣିଷର ଅସାଧାରଣ କାହାଣୀ, ତା'ର ଆଉ ଏକ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଅଧ୍ୟାୟ ଷ୍ଟାର୍ଟ କରିବା ପୂର୍ବରୁ ମୁଁ ଦର୍ଶକମାନଙ୍କୁ ବହୁତ ପୁଣି ଥରେ ଧନ୍ୟବାଦ ଜଣାଇ ଷ୍ଟାର୍ଟ କରିବି। କାହିଁକିନା ଆମର ଯେଉଁ ଏଇ ସିରିଜ୍ ସାଧାରଣ ମଣିଷର ଅସାଧାରଣ କାହାଣୀ, ଏଇଟା କେବଳ ଆମ ଜିଲ୍ଲାରେ ନୁହେଁ ବରଂ ସାରା ରାଜ୍ୟରେ କୋଣ ଅନୁକୋଣରେ ଥିବା ଅସାଧାରଣ ବ୍ୟକ୍ତିତ୍ୱଙ୍କୁ ଆପଣମାନଙ୍କ ନିକଟରେ ପ୍ରକାଶ କରିବା ଆମର ଏକମାତ୍ର ମୂଳ ଲକ୍ଷ୍ୟ। ଆଉ ସେଥିପାଇଁ ଦରକାର ଆପଣମାନଙ୍କର ସାହାଯ୍ୟ। ଆଉ ଆପଣ ସାହାଯ୍ୟ ପାଇଁ କେମିତି କରିପାରିବେ? ଗୋଟେ ଲାଇକ୍, ସବସ୍କ୍ରାଇବ୍ ଏବଂ କମେଣ୍ଟ କରିକି ଆମକୁ ବହୁତ ସାରା ସାହାଯ୍ୟ କରିପାରିବେ। ଆପଣ ସେତିକି ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ଆମକୁ ବହୁତ ମାତ୍ରାରେ ଉତ୍ସାହିତ କରିବ ଏବଂ ଆମର କଣ୍ଟେଣ୍ଟରେ ଆହୁରି ଭ୍ୟାଲ୍ୟୁ ଏଡ୍ କରିବା ପାଇଁ ଆମକୁ ହେଲ୍ପ କରିବ। ପ୍ରକୃତିକୁ ନେଇ ବଞ୍ଚିବା ଏବଂ ପ୍ରକୃତି ପାଇଁ ବଞ୍ଚିବା ଦୁଇଟା ଭିନ୍ନ ଭିନ୍ନ ଉକ୍ତି। ପ୍ରକୃତି ଜଣେ ଯେତେବେଳେ ବ୍ୟସ୍ତବହୁଳ ଜୀବନରେ ବହୁତ ହାରାସ ହେଇଯାଇଥାଏ, ରିଲାକ୍ସେସନ୍ ପାଇଁ ପ୍ରକୃତିକୁ ଚୁଜ୍ କରିଥାଏ। ମାତ୍ର ପ୍ରକୃତି ସହିତ ପ୍ରକୃତି ପାଇଁ ବହୁତ କମ୍ ଲୋକ ନିଜ ଜୀବନକୁ ଉତ୍ସର୍ଗ କରିଥାନ୍ତି। ଜୀବଜନ୍ତୁ, ଜଙ୍ଗଲ ଏମାନଙ୍କ ସୁରକ୍ଷା ପାଇଁ ବହୁତ ଚିନ୍ତା ବି କରିଥାନ୍ତି। କିନ୍ତୁ ଏମିତି ବି ବହୁତ ଲୋକ ଥାନ୍ତି ଯେଉଁମାନେ ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥାନ୍ତି। 2021 ମସିହାର କଥା। ଶିମିଳିପାଳ ଜଳୁଥାଏ। ତ ନର୍ମାଲ ଦିନ, ନର୍ମାଲ ଡେ ନର୍ମାଲ ଡ୍ୟୁଟି। ଫୋନ୍ ଆସିଲା କି ଶିମିଳିପାଳ ଆଉ ଗୋଟେ ଜାଗାରେ ନିଆଁ ଲାଗିଛି, ଲିଭେଇବା ପାଇଁ ଯିବା ଅଛି। ସେତେବେଳେ ପର୍ଯ୍ୟନ୍ତ କେହି ଜାଣିନଥିଲେ, ସେ ନିଜେ ମଧ୍ୟ ଜାଣିନଥିଲେ ଯେ ଆଜି ଏମିତି କିଛି ହେଇଯିବ ଯେଉଁଟା ପାଇଁ ମୁଁ ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଯିବି। ତ ବର୍ଷାର ନାମ ଗନ୍ଧ ନଥିଲା, ଆଉ ନର୍ମାଲ ଡ୍ୟୁଟି ରାତି ପର୍ଯ୍ୟନ୍ତ କରିବାର ଥିଲା। କିନ୍ତୁ ଆକାଶ ମାର୍ଗରୁ ଭଗବାନ ଆଶୀର୍ବାଦ ଦେଇଥିଲେ, ଆଉ ବର୍ଷା ବହୁତ ଜୋରରେ ହେଇଥିଲା। ନିଆଁ ଲିଭି ଯାଇଥିଲା ଏବଂ ଖୁସି ତାଙ୍କର କଣ୍ଟ୍ରୋଲ ହେଇନଥିଲା, ଆଉ ସେ ନାଚି ପକାଇଥିଲେ। ଯେଉଁ ଜିନିଷଟା କି ସାରା ବିଶ୍ୱରେ ଆଦୃତ ହେଇଥିଲା, ଆଉ ସେ ଭିଡ଼ିଓ ଭାଇରାଲ୍ ହେଇଥିଲା ଏବଂ ସମସ୍ତେ ବହୁତ ହି ପ୍ରଶଂସା କରିଥିଲେ, ସମସ୍ତଙ୍କୁ ଟଚ୍ କରିଥିଲା ସେ ଭିଡ଼ିଓ। ତ ଆଜି ଆମ ସହିତ ଅଛନ୍ତି ଏକ ଉଲ୍ଲେଖନୀୟ ବନ ଅଧିକାରୀ ଯାହାଙ୍କ ନାମ ସ୍ନେହଲତା ଦଳ, ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଏକ ଛୋଟ ଗାଁ ବାଗେଡ଼ାର ଏକ ମଧ୍ୟବିତ୍ତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କରି ଏକ ଅସାଧାରଣ କାହାଣୀକୁ ନେଇ ଆଜିର ଏହି ଅଧ୍ୟାୟ ଚାଲନ୍ତୁ ଷ୍ଟାର୍ଟ କରିବା। ୱେଲକମ୍ ମ୍ୟାଡ଼ାମ୍। ନମସ୍କାର, ଜୟ ଜଗନ୍ନାଥ। କେମିତି ଥିଲା ମ୍ୟାଡ଼ାମ୍, ଚାଇଲ୍ଡହୁଡ୍ କେମିତି ଥିଲା? ହଁ, ଚାଇଲ୍ଡହୁଡ୍ କହିଲେ ମୋର ଘରର ବଡ଼ ଝିଅ, ଆଉ ମୋର 2 ଭାଇ ଆଉ ଗୋଟେ ଭଉଣୀ, ଫ୍ୟାମିଲିଟା 4 ଜଣ। ଚାଇଲ୍ଡହୁଡ୍ ତ ସେମିତି
ପାଠ ପଢ଼ିବା ଗାଁରେ ହିଁ ଆରମ୍ଭ ହେଇଛି। ପିଉସୀ ଘରେ ରହିକି ଫାଷ୍ଟ ପ୍ରଥମରୁ 7 ପାଠ ପଢ଼ିଲି। ଆଚ୍ଛା ଆଉ ବହୁତ ବଦମାସି ଗୁଣ ଥିଲା। ସେତେବେଳେ ବାପା କହିଲେ ତୁ ଘରେ ପାଠ ପଢ଼ୁନୁ ମାନେ ତୋତେ ପିଉସୀ ଘରେ ରହିକି ପାଠ ପଢ଼ିବା ପାଇଁ ପଡ଼ିବ। ତ ଘରଠାରୁ ସେଟା ଥିଲା 1 କିଲୋମିଟର ଦୂର। ତ ତ ଘରୁ ଯିବା ଆସିବା କରୁଥିଲେ? ନା ପିଉସୀ ଘରେ ମୁଁ 3ୟ କ୍ଲାସ୍ ପର୍ଯ୍ୟନ୍ତ ରହିଲି। ତାପରେ ପିଉସୀ ଟିକେ ବହୁତ ରାଗି। ରାଗି ମାନେ କ'ଣ, ମୁଁ ଖେଳକୁଦରେ ଟିକେ ମାନେ ଖେଳୁଥିବି କାମ ଦେଲେ କିଛି କରେନି। ପାଠ ପଢ଼ିବା କହିଲେ ପାଠ ପଢ଼େ କିନ୍ତୁ ଖେଳଟା ବେଶୀ। ତ ପିଉସୀ ଯେତେବେଳେ ବାଡ଼ାନ୍ତି ତ ରାଗିକି ମୁଁ ଆଉ ଥରେ ଘରକୁ ଫେରି ଆସିଲି। ତ ଯାହାହେଲେ ପାଠ ପଢ଼ିବାର ଅଛି, ଯେହେତୁ ନାଁ ଲେଖା ହେଇଯାଇଛି ତେଣୁ ମୁଁ ପୁଣି ସେଇ 1 କିଲୋମିଟର ଚାଲି 7 ଦେଇ କମ୍ପ୍ଲିଟ୍ କଲି। ଆଚ୍ଛା ଯିବା ଆସିବା। ସାଇକେଲ? ତାପରେ ସାଇକେଲ ମୋତେ 5 କ୍ଲାସ୍ରେ ମୋ ମଝିଆ କାକା ଗୋଟେ ସାଇକେଲ ଆଣିଦେଲେ। ଆଚ୍ଛା ତ ନୂଆ ସାଇକେଲ ତ ତେଣୁ ସମସ୍ତେ ଟିକେ ଚଢ଼ିବା ପାଇଁ ବେଶୀ ଇଣ୍ଟରେଷ୍ଟ ଥାନ୍ତି। କିନ୍ତୁ ଗାଁରେ ସେତେବେଳେ ସାଇକେଲ ନଥାଏ। ତ ସେ ସାଇକେଲ ଆଣିଲା ପରଠୁ ଆଉ ତ ଗାଁରେ କେହି ଯଦି ବି ଚଢ଼ିଲେ ତ କାକା ଦେଖିଲେ ରାଗିବେ, କାହିଁକି ସାଇକେଲଟା ଦେଇଛୁ ଭାଙ୍ଗିଯିବୁ କହିକି। ଲାଷ୍ଟ ସେ ସାଇକେଲ ତ ଯେଉଁ ଯାଉଥିଲି ସ୍କୁଲ, ଗୋୱାଲିଆ ସ୍କୁଲରେ ମୁଁ ପାଠ ପଢ଼ୁଛି। ତ ସେଇ ଗୋୱାଲିଆ ସ୍କୁଲରେ ଯେଉଁ ସିନିୟର ଭାଇମାନେ ଥରେ ଆଣିକି ବାଗଡ଼ା ଛକକୁ ପଡ଼ି ଆସିଥିଲେ ସାଇକେଲଟେ। ତ କାକା ଦେଖିଲେ ଏ ସାଇକେଲ କାହାକୁ ଦେଇଛି। ନେକ୍ସଟ ଦିନ ସେଇଦିନ ହିଁ ସନ୍ଧ୍ୟାବେଳେ 4ଟା ବେଳେ ଯେତେବେଳେ ସ୍କୁଲରୁ ଆସିଲି, ତୁ କାହାକୁ ସାଇକେଲ ଦେଇଥିଲୁ? ସେଥିପାଇଁ ମୁଁ ମାଡ଼ ଖାଇଲି। ଲାଷ୍ଟ ମୁଁ କହିଲି ନା ସାଇକେଲ ପାଇଁ ଯଦି ମୁଁ ମାଡ଼ ଖାଇବି ମୁଁ ସାଇକେଲଟାକୁ ନେବିନି, ମୁଁ ଚାଲିକି ହିଁ ଯିବି। ତାପରେ ସେଇଠି ଗୋଟେ ଜିଦ୍ ହେଲା। ମୁଁ 6-7 ପୁରା ଯିବା ଆସିବା ମାନେ 1 କିଲୋମିଟର ଜିଦ୍ରେ ହିଁ ମୁଁ ସାଇକେଲ ବି ନେଲିନି, ସେ ସାଇକେଲ ବି ଆଉ ଧରିଲିନି। 6-7 କ୍ଲାସ୍ ପୁରା ସେଇ 10ଟା ବେଳେ ଯିବି, 4ଟା ବେଳେ ପୁଣି ସେଇ ଚାଲି ଜିଦିଆ ମାନେ ମୋତେ ସେଇଟା ପାଇଁ ମୁଁ ମାଡ଼ ଖାଇବି ଯଦି ମୁଁ 2 ବର୍ଷ ଗୋଟେ ଜିଦକୁ ବଜେଇକି ରଖିବା। ସେ ସାଇକେଲ ବି ମୁଁ ଆଉ ଛୁଇଁଲିନି। ତାପରେ ଆଉ ଛୁଇଁନା? ନା ତାପରେ ଛୁଇଁଲିନି। ସେଇ ଚାଲିକି ହିଁ ଗଲି, ଚାଲିକି ମୋର ସେଇଠି 7 ଯାଏଁ। ତାପରେ ଗାଁ ସ୍କୁଲ ବାଗଡ଼ା ହାଇ ସ୍କୁଲରେ ମୁଁ ପଢ଼ିଲି 8ରୁ 10 ପର୍ଯ୍ୟନ୍ତ। ପାଠ ପଢ଼ାରେ ବି ସେମିତି ଭଲ ମାର୍କ ଯଦି ନ ଆସିବ ତାହେଲେ କାକା ଟିକେ ଇଏ କଲେ। ସାନ କାକା ସେତେବେଳେ କହିଲେ ଆମ ଘରେ ତ କେହି ବି 10 ପାସ୍ କରିନାହାନ୍ତି, ତୁ ଯଦି ଭଲ ରେଜଲ୍ଟ କରିକି 10 ପାସ୍ କରିବୁ ତାହେଲେ ତୋତେ ଗୋଟେ ସ୍କୁଟି ଆଣିଦେବି। ସେ ଜିଦ୍ରେ ପୁଣି ମୋତେ ତ ଭଲ ରେଜଲ୍ଟ କରିବାର ଅଛି, ଘରେ କେହି ଗୋଟେ ବଂଶରେ ବି ଆମର କେହି ମାନେ ପାସ୍ କରିନଥିଲେ ବେଳେ। ତାପରେ ମୁଁ କହିଲି ନା ମୋତେ ଗୋଟେ ପାସ୍ କରିବାର ଅଛି। ତାପରେ 10 ବି ଭଲସେ ପୁରା ପରୀକ୍ଷା ଦେଇକି ପୁରା ଫାର୍ଷ୍ଟ କ୍ଲାସ୍ ହେଲା। ସେତେବେଳେ ବି ତାପରେ ମୁଁ ଭାବିଲି କାକା ତ କହିଥିଲେ ସ୍କୁଟି ଆଣିଦେବେ। ସ୍କୁଟି ବଦଳରେ +2 ଯେତେବେଳେ ପଢ଼ିଲି ସୁଡ଼ିଆପଦା କଲେଜ PS କଲେଜରେ, ତ ବାପା ଗୋଟେ ସାଇକେଲ ଆଣିଦେଲେ ସେଇ ଟାଇମ୍ରେ। ତ ସେ ସାଇକେଲ ହିଁ ସେତେବେଳେ ବହୁତ ଖୁସି ଲାଗିଲା ଯେ କାକା ଆଣିଦେଇଥିଲେ ସିନା ମୁଁ ଚଢ଼ି ପାରିନଥିଲି, କିନ୍ତୁ ବାପା ଯେହେତୁ ଆଣିଦେଇଛନ୍ତି +2 ମେସ୍ରେ ରହିକି ଟ୍ୟୁସନ୍ ଯିବା ଆସିବା ପାଇଁ, ସେ ତାପରେ ଯାଇକି ମୁଁ ସେ ସାଇକେଲ ସ୍କୁଟି ନ ଆସିଥିଲେ ବି ସାଇକେଲଟା ବି ବହୁତ ଖୁସି ବହୁତ ଖୁସି ଦେଇଥିଲା। କିନ୍ତୁ ସ୍ୱପ୍ନ ସାଇକେଲଟା ଥିଲା, ସେ ସାଇକେଲଟା କାକା ତାଙ୍କ ଶ୍ୱଶୁର ଘରକୁ ଦେଇଦେଇଥିଲେ। ଯେହେତୁ କେହି ୟୁଜ୍ କଲେନି ତାଙ୍କ ଖେଳୁଥିଲେ ମ୍ୟାମ୍, ମାନେ କୋଉ ଗେମ୍ ଖେଳୁଥିଲେ? ଛୋଟ ବେଳୁ ସାର୍ ଏଇ ଯେଉଁ ଗାଁରେ ଯେଉଁ ଆମର ସ୍ପୋର୍ଟସ୍ ହୁଏ ମକର ଟାଇମ୍ରେ ହବ, ସବୁ ଗାଁ ଖେଳ ହୁଏ। ସବୁ ଯେହେତୁ ପାଖ ଗାଁ ଥିଲା ମାମୁଁ ଘର, ତ ସେ ଗାଁରେ ବି ମକର ଟାଇମ୍ରେ 2 ଦିନ ପୁରା ସ୍ପୋର୍ଟସ୍ ହବ। ଗୋଟେ ସପ୍ତାହ ପୁରା ସ୍ପୋର୍ଟସ୍ ଚାଲିବ ସେଇ ଏରିଆରେ। ତ ଯୋଉ ଗାଁରେ ଯିବେ ମୋ ନାଁରେ ହିଁ ଥିବ ଯେ ମୋର ବହୁତ ସାରା ପ୍ରାଇଜ୍। ଘରେ ବାସନ କୁସନ ଆମର ଆଉ କିଣା ହୁଏନି, ମାନେ ପ୍ରାଇଜ୍ରେ ସେଗୁଡ଼ାକ ଦିଆ ହେଇଥାଏ। ମକର ହେଲା ମାନେ ମୁଁ ଚାମ୍ପିୟନ୍ ହେଇକି ଆସିଥିବି ସେଇଠି। ତ ସେତେବେଳୁ ହିଁ ଚାଲିଛି ଗାଁରେ ଯେଉଁ ମେଳା ହେଲା, ମାନେ ଖେଳକୁଦ ଯେଉଁ ହବ 100 ମିଟର 200 ମିଟର ହାଇ ଜମ୍ପ ଲଙ୍ଗ୍ ଜମ୍ପ, ସେଗୁଡ଼ାକରେ ମୋର ହିଁ ନାଁ ଥିବ। ଚାମ୍ପିୟନ୍ ହେଇକି ଆସିଥିବି। ଏଇଟା ସେତେବେଳେ ବି ମାନେ ଖେଳ ଚାଲିଥିଲା। ଆଉ ସେତେବେଳେ ସ୍କୁଲରେ ତ ହାଇ ଜମ୍ପ ଲଙ୍ଗ୍ ଜମ୍ପ 100 ମିଟର ସରିଲା ପରେ ବି ଖୋ, କବାଡ଼ି ଏଇ 2ଟା ପୁରା ଫେମସ୍ ଥାଏ ଆମ ସ୍କୁଲରେ। ଆଉ ଆମ ଯେଉଁ PT ସାର୍ ଥାନ୍ତି ପୁରା ବହୁତ ଷ୍ଟ୍ରିକ୍ଟ। ଆଉ ଡିଷ୍ଟ୍ରିକ୍ଟ ଲେବୁଲ୍ର ବି ସେତେବେଳେ ଖେଳ। ଆପଣ ତ ଫେଭରେଟ୍ ଥିବେ? ଫେଭରେଟ୍। ମାଡ଼ ବି ସେମିତି ଖାଏ, ଫେଭରେଟ୍। ମାନେ ଖେଳ ପାଇଁ ବି ମାଡ଼ ଖାଇଛ? ଖେଳ ପାଇଁ ବି ମାଡ଼ ଖାଇଛୁ। କବାଡ଼ିରେ ତ ପୁରା ଡ୍ରେସ୍ ଛିଡ଼ା ମାନେ ଏମିତି ବି ଖେଳ ହେଇଛି ପୁରା। ମାନେ ସ୍ପୋର୍ଟସଟା ମୋତେ ଲାଗେ ପୁରା ମୋ ପାଇଁ ହିଁ ବୋଧେ ହେଇଛି। ହାଇସ୍କୁଲ ଟାଇମ୍ରେ ତ ଡିଷ୍ଟ୍ରିକ୍ଟ ଲେବୁଲ୍, ଷ୍ଟେଟ୍ ଲେବୁଲ୍? ନା ସେତେବେଳେ ସେମିତି କିଛି ବାହାରି ପାରିନଥିଲି, କାହିଁକିନା ଇଚ୍ଛା ଥାଏ ଯେ ମୁଁ ବଡ଼ ଷ୍ଟାଡ଼ିୟମରେ ଖେଳିବି।
ମୁଁ ବାରିପଦାରେ କେମିତି ଗୋଟେ ଷ୍ଟାଡିୟମକୁ ଯିବି ସେଇ ଇଚ୍ଛାଟା ସେତେବେଳକୁ ହିଁ ଥାଏ। କିନ୍ତୁ ସେତେବେଳେ 10 ପରେ ଯେତେବେଳେ ମୋତେ +2 ହେଲା ଇଚ୍ଛା ଥିଲା ବାରିପଦାରେ ପଢ଼ିବା ପାଇଁ, କିନ୍ତୁ ଯେହେତୁ ପାଖ କଲେଜ ଅଛି ତ ସେଇ କଲେଜରେ ହିଁ +2 ଟା ମୁଁ ପଢ଼ିଲି। କ୍ରିକେଟ ପ୍ରତି ଭଲ ପାଇବାଟା କେବେଠୁ ଆସିଲା? କ୍ରିକେଟ ଆମ ଯେତେବେଳେ ଗାଁରେ ଏଇ ଯୋଉ ଟୁର୍ଣ୍ଣାମେଣ୍ଟ ହୁଏ ଗାଁରେ ଦେଖେ ସବୁ ପୁଅ ମାନେ ଟୁର୍ଣ୍ଣାମେଣ୍ଟ କରନ୍ତି, କିନ୍ତୁ ମୁଁ ଯାଇକି ସେଠି ଦେଖୁଥାଏ। ଏଇଟା କୋଉ ଟାଇମର? ଏଇଟା ହାଇସ୍କୁଲ ଟାଇମ୍। ଆଉ ହାଇସ୍କୁଲ ପୂର୍ବରୁ ଯେତେବେଳେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଟିଭି ଥିଲା ସେତେବେଳେ ଏଇ ଯୋଉ କ୍ରିକେଟ ଖେଳ ହଉଥିବ କିଛି ବୁଝେ ନ ବୁଝେ ସେ କ୍ରିକେଟ ଖେଳ ବି ମୁଁ ଦେଖୁଥାଏ। କିଛି ବୁଝେନି କିନ୍ତୁ ଦେଖୁଥାଏ। ହଁ, ଇଣ୍ଡିଆ ପିଛରେ ଆମେ ବସିକି ଆମର ବି ଟିଭି ନଥିଲା, ସେ ପଡ଼ିଶା ଘରକୁ ଯାଇକି ବି ସେଠି ତାଙ୍କର ସମସ୍ତେ ବସିଥିବା ବେଳେ ମୁଁ ବସିଥାଏ। ଟିଭି ପ୍ରିୟ ବହୁତ ଥିଲା। ଟିଭି ପାଇଁ ମୁଁ ଆକ୍ଚୁଆଲି ବାପା ମୋତେ ଟିଭି ପାଇଁ ହିଁ ମୋ ପିଉସୀ ଘରକୁ ପଠେଇ ଦେଇଥିଲେ, କାହିଁକି ନା ସେଠି ସେତେବେଳେ ଆଗରୁ ଆମ ଗାଁରେ ଗୋଟେ ଥିଲା ଜମିଦାର ଘର ତାଙ୍କର ସବୁ, ତ ସେ ଛତା ବାଲା ଆଣ୍ଟିନା ଥିଲା, ତ ସେଠି ତାଙ୍କୁ ଘରେ ପଶିବା ପାଇଁ ଦିଅନ୍ତିନି, ଗୋଟେ ଝରକା ଥାଏ, ସେ ଝରକାରେ ବସିକି ମୁଁ ପୁରା ଟିଭିକୁ ଅନେଇଥିବି। ଆଉ କେହି ଯଦି ଘର ଲୋକ ଆସିଲେ ସେଠି ଦୌଡ଼ିକି ପଳେଇ ଆସିବେ। ତାଙ୍କ ଘରେ ମାନେ କଲର ତାଙ୍କ ସେତେବେଳେ କଲର ହଁ ସେଇଠି। ତ ଯେତେବେଳେ କ୍ରିକେଟ ଖେଳଟା ସେ ଛୋଟବେଳେ ହିଁ ମାନେ ଖେଳ ପ୍ରତି ଆଗ୍ରହ, କିନ୍ତୁ କ୍ରିକେଟ ଖେଳ ଯେତେବେଳେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଟିଭିରେ ଥାଏ ମୁଁ ସେ ଟିଭି ଦେଖୁଥିବି। ଆଉ ଘରେ ଯିଏ ଯାହା ପାଟି କଲେ ବି ମୁଁ ଶୁଣେନି, ଗାଁ ସାରା ଘର ସାରା ବୁଲୁଥିବେ, ମାନେ ଗାଳି ଖାଇଦେବି ଆସେ, ଯଦି ବି ମାଡ଼ ଖାଇଥିବି ସେଇ। ଆଉ ସେତେବେଳେ ତ 20 ଓଭରିଆ ମ୍ୟାଚ୍ ନଥିଲା, 50 ଓଭର ମ୍ୟାଚ୍ ଦେଖିଥିଲେ। ଗୋଟେ ଦିନ ପୁରା ଚାଲିଯାଉଥିଲା। ତାପରେ ଯେତେବେଳେ +2 ପଢ଼ିଲି ତାପରେ ଦେଖିନି +2 ବେଳେ ବି ଆମ ଗାଁରେ ଯେଉଁ ପଡ଼ିଆରେ ହବ କେହି ଝିଅ ଯାଇନଥିବେ, ମୁଁ ହିଁ ଯାଇକି ହେଲେ ଦେଖୁଥିବି। ଖରାପ ଲାଗେ କିନ୍ତୁ ଦୂରରୁ ଦେଖୁଥାଏ, କାଳେ କିଏ କହିବ, କାଳେ ବାପା ଗାଳି କରିକି କାକା ଗାଳି କରିବ, ହେ ସବୁ ଗୁଡ଼ାକ ପୁଅ ଗୁଡ଼ାକ ଅଛନ୍ତି ଝିଅଟା ଆସିକି ଦେଖୁଥିବ। ମୁଁ ଯାଇକି ସେ ବଙ୍ଗଳା ଗୋଟେ ଅଛି ଆମର ସ୍କୁଲ ପଡ଼ିଆ ଅଛି ସେଠି ଖେଳ ହଉଥିବ, ମୁଁ ସେ ବଙ୍ଗଳା ପକେଇ ଦେଇକି ଠିଆଇକି ଦେଖୁଥିବି। ଆଉ ଖେଳିବା କେବେଠୁ ଆରମ୍ଭ ହେଲା? ତାପରେ ଯେତେବେଳେ +2 ମୋର ସରିଲା ବାପା ଚାହୁଁଥିଲେ ମ୍ୟାରେଜ୍ କରିଦେବା ପାଇଁ। ତାପରେ ମ୍ୟାରେଜ୍ କରି ମୁଁ କ'ଣ କଲି କି ମୁଁ କହିଲି ନା ମୋତେ ଆହୁରି ପଢ଼ିବାର ଅଛି, ମୋତେ ଷ୍ଟାଡ଼ିୟମ୍ ଯିବାର ଅଛି। ମୋର ଟାର୍ଗେଟ୍ ଥିଲା ଷ୍ଟାଡ଼ିୟମ୍। ନା ନା ଆକ୍ଚୁଆଲି ମୋର ସ୍ୱପ୍ନ ଥିଲା ଯେ ମୁଁ ଗୋଟେ ବଡ଼ ଷ୍ଟାଡ଼ିୟମ୍ରେ ଖେଳିବି, କିନ୍ତୁ ମୁଁ ଭାବିଛି ଯେ ବାରିପଦାଟା ହିଁ ସବୁଠୁ ବଡ଼ ଷ୍ଟାଡ଼ିୟମ୍, ଆଉ ତାଠୁ ବଡ଼ ଷ୍ଟାଡ଼ିୟମ୍ କେଉଁଠି ନାହିଁ ମୁଁ ଭାବିଛି। ତାପରେ ଯେତେବେଳେ ମୁଁ +3 ନିଜେ ଫର୍ମ ପକେଇ ଦେଇଥିଲି, ଫର୍ମ ପକେଇଲା ପରେ ମୋର ଆସିବି ଗଲା, ଯେହେତୁ 2nd କ୍ଲାସ୍ ଭଲ ମାର୍କ ଟିକେ ଥିଲା ଆସିବି ଗଲା। ତାପରେ ମୋ ସାଙ୍ଗ ବି ସେଇଠି ପଢ଼ିଲା, ତ ମୋ ଗୋଟେ ଟାର୍ଗେଟ୍ ଥିଲା ମୁଁ ଖାଲି ଷ୍ଟାଡ଼ିୟମ୍ରେ କେମିତି ଖେଳିପାରିବି। ଯେତେବେଳେ ଏଠି ଅଟୋନମସ୍ କଲେଜରେ +3 ମୁଁ ଫାର୍ଷ୍ଟ ଇଏ କଲି, ତ ଯାହା ଘରେ ମୁଁ ରହୁଥିଲି ମାନେ ମେସ୍ରେ, ସେଇ ମେସ୍ର ଝିଅ ଜଣେ ମାନେ ସେ ଷ୍ଟାଡ଼ିୟମ୍ ଯିବା ଆସିବା କରିଥାଏ, ମୋତେ ବି ମୌକା ମିଳିଗଲା। ସେ ତା ସାଙ୍ଗରେ ମୁଁ ଷ୍ଟାଡ଼ିୟମ୍ ଯିବା ଆରମ୍ଭ କଲି। ତ ସେତେବେଳେ ଇଚ୍ଛା ଲାଗିଲା ଯେ ଷ୍ଟାଡ଼ିୟମ୍ ତ ଆସିଗଲି, କିନ୍ତୁ ସାଙ୍ଗସାଥି କେହି ନାହାନ୍ତି, କି ମୋର ଏଠି କେହି କୋଚ୍ ବି ନାହାନ୍ତି। ସିଏ କ'ଣ ଖେଳୁଥିଲେ ଯୋଉ ସାଙ୍ଗ ଯାହାଙ୍କ ସହିତ ଆପଣ ଯାଉଥିଲେ ଷ୍ଟାଡ଼ିୟମ୍ ଯିବା? ରନିଂ ପାଇଁ ସିଏ ଯାଆନ୍ତି, ମୁଁ ବି ତା ସାଙ୍ଗରେ ଯାଉଥାଏ। ତକତପୁର ମୋତେ ଷ୍ଟାଡ଼ିୟମ୍କୁ ଫାଇନାଲି ଏଣ୍ଟ୍ରି ମିଳିଗଲା। ଏଣ୍ଟ୍ରି ମିଳିଗଲା। ଏଣ୍ଟ୍ରି ମିଳିଲା ପରେ ତ ଯାହାହେଲେ କୋଚ୍ ଦରକାର କି ଖେଳ ଗୋଟେ, ତ ଆମର ସେଠି ଜଣେ ସାର୍ଙ୍କ ସହିତ ଦେଖା ହେଲା, ସିଏ ହ୍ୟାଣ୍ଡବଲ୍ର କୋଚ୍ ଥାଆନ୍ତି। ନୂଆ ନୂଆ ଗୋଟେ ହ୍ୟାଣ୍ଡବଲ୍ ଟିମ୍ ହେବାର ଥିଲା, ତ ଆମର କିଶୋର ସାର୍ ଆମ ସାର୍ଙ୍କ ନାଁ ସେ ଥାଆନ୍ତି, ତ ସେ କଥା ଗୋଟେ ହ୍ୟାଣ୍ଡବଲ୍ ଟିମ୍ କରିବାର ଅଛି। ତ ମେସ୍ରେ ରହୁଛି, ମେସ୍ରେ ତ ଛାଡ଼ିବେ ନ ଛାଡ଼ିବେ, ପୁଣି ବାପାଙ୍କ ପରମିସନ୍ ଦରକାର। ତ ତାଙ୍କ ଘରେ ଯେହେତୁ ଝିଅ ସେଠି ଖେଳୁଛି, ମୋତେ ପରମିସନ୍ଟା ସେଇଠୁ ମିଳିଗଲା ଯେ ତ ଫାର୍ଷ୍ଟ ଆମର ମ୍ୟାଚ୍ ଥିଲା ଟିଟିଲାଗଡ଼ ଯିବାର ଥିଲା, ମାନେ ଟିଟିଲାଗଡ଼ ଡିଷ୍ଟ୍ରିକ୍ଟରେ ଖେଳଟା ହେବ, ହ୍ୟାଣ୍ଡବଲ୍ର ଖେଳ ହେବ। ସେତେବେଳେ ନୂଆ ଷ୍ଟାଡ଼ିୟମ୍ରେ ପ୍ରାୟ ପିଲା ଦରକାର, ଆଉ ଯେମାନେ ଟିକେ ଭଲ ଖେଳିବେ ସେମାନେ ଆସିକି ୟୁନିଭର୍ସିଟି ତରଫରୁ ନା ଏଟା ଷ୍ଟାଡ଼ିୟମ୍ରୁ ହିଁ ଥିଲା। ତ ଷ୍ଟାଡ଼ିୟମ୍ରେ ଯେତେବେଳେ ଥିଲା ତ ଆମେ ହ୍ୟାଣ୍ଡବଲ୍ ଫାର୍ଷ୍ଟ ମୁଁ ଯାଇଥିଲି ଟିଟିଲାଗଡ଼ ଖେଳିବା ପାଇଁ। ଫାର୍ଷ୍ଟ ବି ଆମେ ଜିତିକି ବି ଆସିଥିଲୁ ସେଠୁ। ହଁ, ତ ମାନେ ଚମ୍ପିୟନ୍ ତ ଗୋଟେ ଯେହେତୁ ଯାଇଛୁ ଆମର ଇଆରୁ ସେଠୁ ବି ଜିତିକି ଆମେ ଆସିଥିଲୁ। ଆସିଲା ପରେ ସେ ସାଙ୍ଗ ଯିଏ ମୋର ଯେଉଁ ଥିଲା ତାର ଥିଲା କଲେଜର NCC, କିନ୍ତୁ ମୁଁ ଫାର୍ଷ୍ଟ ବ୍ୟାଚ୍ ଯେଉଁଥର ମୋର NCC ସିଲେକ୍ସନ୍ ହେଲା ମୋର ହେଇପାରିଲାନି, ଫାର୍ଷ୍ଟ ଇୟର୍ରେ ମୋର ହେଇପାରିଲାନି। ମୁଁ ସେଇଠୁ ସିଏ ତ NCC ପାଇଗଲା, ମୁଁ କିନ୍ତୁ ପାଇପାରିଲିନି। ମୁଁ ତ NSSରେ ଯୋଗଦେଲି, ଯାହାହେଲେ ମୋତେ ଆକ୍ଟିଭିଟି କରିବାର ଅଛି, କଲେଜରେ ରହିବାର ଅଛି। ଆଉ କିଛି ଯେତେବେଳେ ସେଠି ହ୍ୟାଣ୍ଡବଲ୍ ଟିମ୍ ଭାଙ୍ଗିଗଲା ପରେ କ୍ରିକେଟ୍ ଟିମ୍ ଆମର ମହିଳା ଫାର୍ଷ୍ଟ କ୍ରିକେଟ୍ ଟିମ୍ 2017
ପରେ ଷ୍ଟାର୍ଟ ହେଲା ଆଚ୍ଛା ମାନେ 2007 ମୁଁ 6ରେ ମାନେ ଫାର୍ଷ୍ଟ ଜଏନ୍ କଲି 7ରେ ଆମର ମୟୂରଭଞ୍ଜ ଡିଷ୍ଟ୍ରିକ୍ଟର କ୍ରିକେଟ ଟିମ୍ ଗୋଟେ Women's cricket. ଫାର୍ଷ୍ଟ ଟାଇମ୍ ସେତେବେଳେ ଆମର ଥାନ୍ତି ହିସାର ଥାନ୍ତି କ୍ରିକେଟର କୋଚ୍ ମାନେ ବଏଜ୍ ମାନଙ୍କର ଲେଡ଼ିଜ୍ ଗୋଟେ ଟିମ୍ ହେଲା ତ ସିଲେକ୍ସନ୍ ବହୁତ ପିଲା ଆସିଲେ ପୁରା ସିଲେକ୍ସନ୍ ତାହେଲେ ମୋର କ'ଣ ମୁଁ ତ ଆଗରୁ ବି ଇଣ୍ଟରେଷ୍ଟେଡ୍ ଯେ କ୍ରିକେଟ ପ୍ରତି ଆଉ ଦେଇକି କ'ଣ ହେଲା ନା ମୁଁ କ'ଣ ଚୁଜ୍ କରିବି ବୋଲିଂ ଆଉ ବ୍ୟାଟିଂ ତ ମୋତେ ରନିଂ ଆସେ ଯେହେତୁ ଆଉ ତେଣୁ ମୁଁ ବୋଲିଂ ଚୁଜ୍ କଲି ମୁଁ ମିଡ଼ିୟମ୍ ପେସ୍ ବୋଲର ଆଚ୍ଛା ଆଚ୍ଛା ମାନେ ସିଲେକ୍ସନ୍ ପାଇଁ ମୋର ଆସିଲା ତ ସବୁ କଲେଜ ସେତେବେଳେ କଲେଜ ଗୁଡ଼ାକ ବି ଇଣ୍ଟିମେସନ୍ କରାହେଇଥିଲା ଯେଉଁ କଲେଜ ଯେଉଁ ଝିଅମାନେ ଆସିକି ତ ଆମ ଅଟୋନମସ୍ କଲେଜରୁ କିଛି ଝିଅ ସିଲେକ୍ସନ୍ ହେଇଥିଲେ ତ ମିଡ଼ିୟମ୍ ପେସ୍ ବୋଲ୍ ମୋର ସିଲେକ୍ସନ୍ ହେଲା ସିଲେକ୍ସନ୍ ହେଇଗଲା ହଁ ସିଲେକ୍ସନ୍ ବି ସେଟା ପୁଣି ଯିଏ 7ଟା ୱିକେଟ୍ ନେଇପାରିବ ସିଏ ହିଁ ଯିବ ତ ମୋର 7ଟା ୱିକେଟ୍ ନେଇଥିଲେ ଫାର୍ଷ୍ଟ ଟାଇମ୍ ମୋତେ ପ୍ରାଇଜ୍ ମିଳିଥିଲା 100 ଟଙ୍କା ସେଇ 100 ଟଙ୍କାଟା ହିଁ ସିଲେକ୍ସନ୍ ହଁ ସିଲେକ୍ସନ୍ ମାନେ ସିଲେକ୍ସନ୍ ଯେଉଁ ମ୍ୟାଚ୍ ହୁଏ ମ୍ୟାଚ୍ରେ ସାର୍ କହିଲେ ଯିଏ 7ଟା ୱିକେଟ୍ ନେଇଯିବ ତାଙ୍କୁ 100 ଟଙ୍କା ପୁରସ୍କାର ଦିଆହେବ ତାହେଲେ ସେଇ 100 ଟଙ୍କା ଆଗରୁ ବୋଲିଂ କରିଥିଲେ ଆଗରୁ ଘରେ ଛୁଆମାନଙ୍କ ସହିତ ଖେଳୁଥିଲି ମ୍ୟାଟ୍ରେ କେବେ ଖେଳିନଥିଲି ଏମିତି ଛୁଆମାନଙ୍କ ସହିତ ତ ଏଇଟା ନ୍ୟୁଜ୍ ବଲ୍ରେ ଥିଲା ହଁ ସେଟା ଡ୍ୟୁଜ୍ ବଲ୍ ଆମର ଯେଉଁ ଏଇ ଡିଷ୍ଟ୍ରିକ୍ଟ ଯେଉଁଟା ସିଲେକ୍ସନ୍ ହେଲେ ନ୍ୟୁଜ୍ ବଲ୍ ଡ୍ୟୁଜ୍ ବଲ୍ ତ ସେଇଠୁ ଡିଷ୍ଟ୍ରିକ୍ଟ ଟିମ୍ରେ ଯେତେବେଳେ ପାଇଗଲି ସେତେବେଳେ ବି ପେପର ବା ପେପରରେ ବାହାରିଲା ପୁଣି ନ୍ୟୁଜ୍ର ତଳେ ବାହାରିଲା ବାପା ବହୁତ ଖୁସି ହେଇଗଲେ ଯାହା ମୋ ଝିଅ ଡିଷ୍ଟ୍ରିକ୍ଟ ଟିମ୍ରେ ଚାନ୍ସ ପାଇଗଲା ପରେ ମଉସା ଦେଖିଥିଲେ କି ଆପଣ ଦେଖେଇଥିଲେ ନ୍ୟୁଜ୍ଟା ପେପରରେ ବାହାରିଲା ମଉସା ହଁ ଫାର୍ଷ୍ଟ ଟାଇମ୍ ପେପର କ'ଣ ଯେଉଁ ଆମ ସିଲେକ୍ସନ୍ ହେଇକି ଗଲୁ କଟକ ଖେଳିବା ପାଇଁ ହଁ ସେଠି ପେପର ହଁ ପେପର ବାହାରିଲା ନ୍ୟୁଜ୍ରେ ବି ବାହାରିଥିଲା ଫାର୍ଷ୍ଟ ଟାଇମ୍ ହେଇଥିଲା ନା ଯେହେତୁ ତ ସେବେରୁ ଡିଷ୍ଟ୍ରିକ୍ଟ ଟିମ୍ ପୁଣି ସବୁ ଡିଷ୍ଟ୍ରିକ୍ଟ ଆସିଥିଲେ ହଁ ହଁ କଟକ ସବୁ ଡିଷ୍ଟ୍ରିକ୍ଟ ଆସିଥିଲେ ତାପରେ ଜାଣିଥିବେ ଯେ ବାରିପଦା ଷ୍ଟାଡିୟମ ସବୁଠୁ ବଡ଼ ନୁହଁ ତାଠୁ ବି ଆଉ ଗୋଟେ ବଡ଼ ଷ୍ଟାଡିୟମ ଅଛି ଯେତେବେଳେ ଗଲୁ ଆମେ କଟକ ବାରବାଟୀ ତେବେ ହେଲେ ବାରବାଟୀରୁ ଆହୁରି ଗୋଟେ ଷ୍ଟାଡିୟମ ସେଠି ପୁଣି ସେ ବର୍ଷ ତ ମୋର ସିଲେକ୍ସନ୍ ହେଇନଥିଲା ତା ନେକ୍ସଟ ବର୍ଷ ମୋର ବୋଲିଂ ଓଡ଼ିଶା ଟିମ୍ ଯେଉଁ ଗୋଟେ କ୍ୟାମ୍ପ ପଡ଼େ ସେଥିରେ ବୋଲିଂରେ ମୋର ସିଲେକ୍ସନ୍ ହେଇଥିଲା ସେଥିରେ ମୋର ବି 5ଟା ୱିକେଟ୍ ଥିଲା ତେଣୁ ମୁଁ ସେଠି ଗୋଟେ କ୍ୟାମ୍ପ ପାଇଁ ଆମର ଓଡ଼ିଶା କ୍ୟାମ୍ପ ଯେଉଁ ହୁଏ ଗୋଟେ ଥର ମୁଁ ସେଇଠି ସିଲେକ୍ସନ୍ ପାଇଥିଲି ସେଇଠି ପାଇଲା ପରେ ତାପରେ 2009ରେ ତ ମୁଁ ଗ୍ରାଜୁଏସନ୍ କମ୍ପ୍ଲିଟ୍ କଲି କମ୍ପ୍ଲିଟ୍ କଲା ପରେ ମୋର କମ୍ପ୍ଲିଟ୍ ହେଲା ମୁଁ ଆଉ ବେକାର ସମସ୍ୟା ବୋଲି କ'ଣ ଜାଣିପାରିଲିନି ଖେଳ ଇଆଡ଼େ ଚାଲିଥାଏ ପାଠ ପଢ଼ା ସରିଲା କି ମୋର ଜବ୍ ବି ହେଇଗଲା ଆଉ କଲେଜ ଲାଇଫ୍ଟା ହେଉଛି ମାନେ କ'ଣ କହିବି ମାନେ ଖେଳରେ ହିଁ କଟିଗଲା ରେଜଲ୍ଟ ବି ସେକେଣ୍ଡ ଇୟର୍ ବହୁତ ଖରାପ ହେଲା ଲାଷ୍ଟ କହିଲେ ମୁଁ ଆଉ ଖେଳି ସେ ଛାଡ଼ିଦେବି ନା କ'ଣ ଏମିତି ଭାବୁଥାଏ କାହିଁକିନା ରେଜଲ୍ଟ ଟିକେ ସେକେଣ୍ଡ ଇୟର୍ ଯେତେବେଳେ ବ୍ୟାକ୍ ବି 2ଟା ପେପର୍ ମୋର ଲାଗିଗଲା ଘରେ କ'ଣ କହିବି ବ୍ୟାକ୍ ଲାଗିଗଲା ପୁଣି ଫାଇନାଲ୍ ଇୟର୍କୁ କେମିତି ମୁଁ ପାସ୍ କରିପାରିବି କି ନ କରିପାରିବି ସେତେବେଳେ ଆହୁରି ବି ଆକ୍ଟିଭିଟି କରୁଥାଏ କରାଟେ ଯୋଉଠି ହେଲେ ଗୋଟେ ଲାଗିଯିବା ମାନେ କରାଟେ କରିବି କମ୍ପ୍ୟୁଟର କରୁଥାଏ ଫିଜିକାଲ ଆକ୍ଟିଭିଟି ସବୁବେଳେ ଲାଗିକି ରହିଛି ଯୋଉଠି ହେଲେ ଗୋଟେ ମୋତେ ଜାଣିକି ତାପରେ ଯେତେବେଳେ ସେକେଣ୍ଡ ଇୟର୍ ବେଳକୁ ମୋର NCC ବି ସିଲେକ୍ସନ୍ ହେଇଗଲା ସେତେବେଳେ NCCରେ ବି ଫୋକସ୍ କଲି ଆଉ ପୁଣି ଇଆଡ଼େ କରାଟେ କ୍ଲାସ୍ କରୁଥାଏ ସେ ଗୋଟେ କରାଟେ କ୍ଲାସ୍ ବି ପୁଣି ଫୋକସ୍ କଲି କମ୍ପ୍ୟୁଟର ବି କରୁଥାଏ ତକତପୁର ଆସେ ଡେଲି ଷ୍ଟାଡିୟମ୍ ସକାଳେ ଥରେ ସନ୍ଧ୍ୟାରେ ଥରେ 5 କିଲୋମିଟର ଯିବା ଆସିବା 10 କିଲୋମିଟର ପରେ ଆଉ ସାଇକେଲ ଆଉ ତା ସହିତ ଆମର କିଛି ଚିନ୍ତା ନାହିଁ ଯେ ମୋତେ ଗୋଟେ ଯୋଉଠି ହେଲେ ଗୋଟେ ଲାଗିବାର ଅଛି ତାପରେ ଘରେ ସିଚୁଏସନ୍ ବି ଏମିତି ଥାଏ ଯେ ମାନେ ପାଠ ପଢ଼େଇବାଟା ଆମ ପାଇଁ ଟିକେ ବାପାଙ୍କର ପାଇଁ ଟିକେ କଷ୍ଟ ଥାଏ ଯେହେତୁ 4 ଭାଇ ଭଉଣୀ ପାଠ ପଢ଼ୁଥାନ୍ତି ମୋ ତଳ ଭାଇ ସିଏ ଛୋଟବେଳୁ ହଷ୍ଟେଲ ଆମକୁ ତ ହଷ୍ଟେଲରେ ଏଇଟା ବୋଧେ +2 ପରେ ମୁଁ ବାହାରେ ପାଠ ପଢ଼ିଲି ତ ବାପାଙ୍କୁ ବି ବହୁତ ବାର୍ଡେନ୍ ଆସିଥାଏ ମାନେ ହଷ୍ଟେଲ ଖର୍ଚ୍ଚ ପୁଣି ଏଠି 3 ଭାଇ ଭଉଣୀଙ୍କ ଖର୍ଚ୍ଚ ତ ତାଙ୍କୁ ବି ଟିକେ ମୁଁ ସହଯୋଗ କରିବା ପାଇଁ ବେଳେବେଳେ ଇଚ୍ଛା ହେଉଥାଏ ମୁଁ କେଉଁଠି ଗୋଟେ ଜବ୍ କରିବି ପାର୍ଟ ଟାଇମ୍ ଜବ୍ ହେଲେ ବି କରିବି ତ ନୂଆ ଯେତେବେଳେ ଖୋଲିଥାଏ ଆମର ଯେଉଁ ମ୍ୟାକ୍ସ ବଜାର କ'ଣ ଗୋଟେ ଖୋଲିଥାଏ ସେଇ ଟାଇମ୍ରେ ମୋତେ ଯଦି ସେଠି ଗୋଟେ ସିକ୍ୟୁରିଟି ମିଳିଯିବ ମୁଁ ପାର୍ଟ ଟାଇମ୍ ସେଠି ଜବ୍ ବି କରିକି ଆଉ ବାପାଙ୍କୁ ଏତେ ହେଡ଼େକ୍ ଦେବା ପାଇଁ ମୁଁ ଚାହୁଁନଥାଏ ସେମିତି ବି ମନରେ ଆସିଛି ଗୋଟେ ଯଦି ଗୋଟେ ଜବ୍ ବି ହେଇଯିବ ଏମିତି ବି ଭାବିଛି ତାପରେ ତ ଟ୍ରାଏ କରିନାହାନ୍ତି ଟ୍ରାଏ ସେତେବେଳେ ପାଠ ପଢ଼ା ଚାଲିଛି ନା ମୁଁ ଚାହୁଁଥାଏ ଯେ କ'ଣ ମାନେ ବାପା ଯେମିତି ଆମକୁ ଗଡ଼େଟେ 1000 ଟଙ୍କା ଦରକାର ହେଲା ଏମିତି ସିଚୁଏସନ୍ ଲାଗେ କି 1000 ଟଙ୍କା ଦେବା ପାଇଁ ବି ବାପାଙ୍କର ଟିକେ ସକ୍ଷମ ନୁହନ୍ତି ଯେହେତୁ ତାଙ୍କୁ କଷ୍ଟ
ଆମର ହୋଟେଲ ଅଛି, ହଁ ହୋଟେଲ ସେ ପଞ୍ଚାୟତରେ ବି ପିଅନ କାମ କରନ୍ତି। ଆଚ୍ଛା ତାଙ୍କ ପିଅନ କାମରୁ 1500 ଟଙ୍କା ବୋଧେ ତାହା ଆସେ ମାସକୁ। ଆଚ୍ଛା ସେଇ ହିସାବରେ ମୋ ଫ୍ୟାମିଲିକୁ ନେଇକି ମାଆଙ୍କର ଦେହ ବି ଖରାପ ଥାଏ, ତ ସବୁଆଡ଼େ ଦେଖିଲା ବେଳକୁ ମୋତେ ଲାଗେ ଯେ ଯେତିକି ବି ଦେଇଛନ୍ତି ବାପା ମା ବହୁତ ଦେଇଛନ୍ତି, ବହୁତ କରିଛନ୍ତି ଆମ ପାଇଁ। ତ ସେଇ ଭାବିକି କିଛି ଯଦି ଖେଳରୁ ବି ଇନକମ୍ ହେଇଯିବ ଏମିତି ବି ମନରେ ଆସିଥାଏ। ଏ ଖେଳରୁ କିଛି ଇନକମ୍ ହେଇଥିଲା? ସେମିତି ତ ଏଇ ଯଦି ଡିଷ୍ଟ୍ରିକ୍ଟ ଖେଳ ଯେବେ ଯାଇଥିଲୁ ସେଇରେ ପଇସା ପତ୍ର ବି ମିଳିଥିଲା। ଆଚ୍ଛା ଆଚ୍ଛା ବଟ୍ ସେଇଟା ତ ସେତିକି ବି ନିଜ ପାଇଁ ସେଇଟା ତ ସାନବେଳେ ପ୍ରକୃତି ସହିତ କିଛି ସମ୍ପର୍କ ଥିଲା ନା ସେଇଟା ଚାକିରି ପରେ ସମ୍ପର୍କଟା ହେଲା ଗୋଟେ? ସେମିତି ତ ଗୋଟେ ଜବ୍ ଦରକାର ଥିଲା। ଆଚ୍ଛା। ଯେତେବେଳେ ଗ୍ରାଜୁଏସନ୍ କରୁଥାଏ ସେତେବେଳେ ମୁଁ ଫର୍ମ ପକେଇବା ଷ୍ଟାର୍ଟ କରିଥାଏ। ନାଇଁ ବଟ୍ ମାନେ ଖେଳକୁ ଛାଡ଼ିକି ମ୍ୟାମ୍ ଆଉ କେଉଁ ଜିନିଷରେ ଇଣ୍ଟରେଷ୍ଟ ଥିଲା? ଇଣ୍ଟରେଷ୍ଟ କହିଲେ ସେମିତି ଗୋଟେ ମାନେ ପିଟି ଟିଚରସିପ୍ ଲାଇନ୍ରେ ମୋର ଇଣ୍ଟରେଷ୍ଟ ଥିଲା। ଆଚ୍ଛା ଆଚ୍ଛା କିନ୍ତୁ ଫର୍ମ ପକେଇଲା ବେଳକୁ କନେଷ୍ଟବଳ ବି ମୁଁ ପକେଇଛି। ଯେହେତୁ NCC ନେଇଥିଲେ ମୁଁ ଟ୍ରାଏ କରିଥାଏ ଯେ ମୁଁ କନେଷ୍ଟବଳ ବି କାଳେ ହେଇଯିବ, କିନ୍ତୁ ମୁଁ ଯେହେତୁ ଜେନେରାଲ ଥିଲି ହାଇଟ୍ ଟିକେ କମ୍ ଥିଲା, ତେଣୁ କନେଷ୍ଟବଳ ମୋର ହେଇପାରିଲାନି। ଫାର୍ଷ୍ଟ ସିଲେକ୍ସନ୍ ଯେତେବେଳେ ମୋ ସାଙ୍ଗମାନେ ଯେତେ ସବୁ କ୍ରିକେଟ୍ ଖେଳୁଥିଲେ ସମସ୍ତେ ଜବ୍ ସେତେବେଳକୁ 2007-08 ବେଳକୁ ସେମାନେ ଜବ୍ 8ରେ କନେଷ୍ଟବଳ ବାହାରିଥିଲେ, ସେତେବେଳେ କିଛି ପାଇଗଲେ ମୋ ସାଙ୍ଗ। ତ ସେତେବେଳେ ମୁଁ କହିଲି ସେମାନେ ଏଇ 10 ପାସ୍ କରିକି କନେଷ୍ଟବଳ ପାଇଗଲେ, ଆଉ ଆମେ କେବେ ଚାକିରି କରିବା? ଆମେ ପୁଣି ସେଇ ତାଙ୍କ ସାଙ୍ଗ, ତେଣୁ କନେଷ୍ଟବଳ ପକେଇଲା ବେଳକୁ ହାଇଟ୍ କମ୍ ଯୋଗୁଁ ମୋର କଟିଗଲା ଗୋଟେ ଥର। ତାପରେ ଫରେଷ୍ଟ ଗାର୍ଡ଼ ବାହାରିଲା 2008ରେ ଫରେଷ୍ଟ ଗାର୍ଡ଼ ବାହାରିଲା। ସେଇ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରୁଥାଇକି ମୁଁ ଏଇ ଫରେଷ୍ଟ ଗାର୍ଡ଼ଟା ପକେଇ ଦେଇଥିଲି। ଏକ୍ଜାମ୍ ଗୋଟେ ଦିନ ତ ମୋର ଥିଲା ଯେ ଏକ୍ଜାମ୍ ଥିଲା, ସେଇଦିନ ମୋର ଦୌଡ଼ ଥିଲା। ସେ ଦୌଡ଼ି ଆସିକି 16 କିଲୋମିଟର, ତାପରେ ମୁଁ ଏକ୍ଜାମ୍ ଦେବା ପାଇଁ ଦେଇଛନ୍ତି ହଁ ମାନେ ଏକ୍ଜାମ୍ ଦେବା ପାଇଁ ବି ମୁଁ ସେଦିନ ମାନେ +3 ଏକ୍ସାମ୍? ହଁ +3 ମୋର କମ୍ପ୍ଲିଟ୍ ହେଇଛି। ଆଚ୍ଛା ନାଇଁ ପଚାରିବାର କାରଣ ଏଇଟା କି ଆଜ୍ଞା। ପ୍ରକୃତି ସହିତ ମାନେ ନେଚର ସହିତ କେବେ ଜବ୍ ଆପ୍ଲାଏ କିମ୍ବା ପାଇବା ଆଗରୁ କେବେ ସେମିତିକା ଏନକାଉଣ୍ଟର ୟା ଭଲ ପାଇବା ସେମିତିକା କିଛି ନା ଜବ୍ ପାଇଲା ପରେ ଧୀରେ ଧୀରେ? ଜବ୍ ପାଇଲା ପରେ ଧୀରେ ଧୀରେ ପ୍ରକୃତି ସହିତ କନେକ୍ସନ୍ ହେଲି। ଆଚ୍ଛା ଆଚ୍ଛା ଆଗରୁ ସେମିତି ଜାଣିଥିଲି ଯେ ମାନେ ଜଙ୍ଗଲ ଅଛି, କିନ୍ତୁ ଛୋଟ ଜଙ୍ଗଲ ଅଛି, କିନ୍ତୁ ଏତେ ବଡ଼ ଶିମିଳିପାଳ ଜଙ୍ଗଲରେ ମୁଁ କାମ କରିବି ଏଇଟା କେବେ ଭାବିନଥିଲି। ବହୁତ ସାରା ମାନେ ସେଇ ଟାଇମ୍ରେ ଟେରିଟୋରିଆଲରେ ବି ପୋଷ୍ଟ ବାହାରିଥିଲା, ଟାଇଗର ରିଜର୍ଭ ବି ପୋଷ୍ଟ ବାହାରିଥିଲା। ତ ଟାଇଗର ରିଜର୍ଭରେ ବେଶୀ ପୋଷ୍ଟ ଥିଲା ବୋଲି ମୁଁ ପକେଇ ଦେଇଥିଲି। ମାନେ ବହୁତ ସିଟ୍ ଥିଲା, କିନ୍ତୁ ଜେନେରାଲ ବେଶୀ ଥିଲା, ସେଥିପାଇଁ ମୁଁ ଟାଇଗର ରିଜର୍ଭରେ ଜାଣିନି ଯେ ସେଟା ଟାଇଗର ରିଜର୍ଭ। ମୁଁ ଭାବୁଛି ନର୍ମାଲ ଜଙ୍ଗଲ, ଆମେ ଯେମିତି ଗାଁରେ ଦେଖୁଛୁ, ଆମେ ଆମ ଗାଁରେ ବି ବିଟ୍ ଘର ଅଛି, ଆମେ ଯେହେତୁ ଫରେଷ୍ଟ ଗାର୍ଡ଼ ଗୋଟେ ଚାକିରି, ଏଇ ଚାକିରିଟା ତ ଗାଁରେ ରହିବ ଆଉ ଏମିତି ଯିବା ଜଙ୍ଗଲ, ଛୋଟ ଜଙ୍ଗଲ, ଆମେ ଯେମିତି ଜଙ୍ଗଲ ଯାଇଛୁ। ଆମ ସେପଟେ ବେଙ୍ଗଲ ଜଙ୍ଗଲଟା ପାଖ, ତେଣୁ ମୁଁ ଛୋଟବେଳେ ସେଇ ଜଙ୍ଗଲକୁ କାଠ ଆଣିଛି, ଛତୁ କୁଡ଼ିବା ପାଇଁ ବି ଯାଇଛି। ତେଣୁ ମୋତେ ଲାଗେ ଏଇ ଜଙ୍ଗଲ ତ ମୁଁ ବି ସେମିତି ଜଙ୍ଗଲ ବୋଧେ କାମ କରିବି ଆଉ, ସେଇଆ ଭାବିକି ମୁଁ ଫର୍ମଟା ପକେଇଛି। ତାପରେ ହେଇ ବି ଗଲା। ହଁ ଜବ୍ ଗ୍ରାଜୁଏସନ୍ ମୋର କମ୍ପ୍ଲିଟ୍ ଯେତେବେଳେ ମୋର କମ୍ପ୍ଲିଟ୍ ହେଲା, ମୁଁ ସେପଟେ ପିଟି ଟିଚର କୋର୍ସ କରିବି ବୋଲି ଫର୍ମ ପକେଇଥିଲି, ବାଲିଆପାଳରେ ପକେଇଥିଲି। ତ ସେଠି ଡୋନେସନ୍ ଥିଲା 50,000 ସେଇ ଟାଇମ୍ରେ। ହଁ ସେଇ ଟାଇମ୍ରେ 50,000 ଥିଲା। ସେଇ ଟାଇମ୍ରେ 50,000 ନା ବହୁତ। ହଁ ତାପରେ ବାପା ଆଉ କହିଲେ ଯେ ତମ ବାପା ଆଉ ପିଟି ଟିଚର କୋର୍ସ କରିବେ, ସେଟା 2 ବର୍ଷିଆ କୋର୍ସ ଥିଲା, 50,000 ଦରକାର। ବାପା କହିଲେ 50,000 ଦେବାଟା ମୋ ପକ୍ଷେ ସମ୍ଭବ ନୁହେଁ। ତ ସେଇ ଟାଇମ୍ରେ ମୋ ଜବ୍ ବି ଆସିଗଲା, ସେଇ 2009ରେ ହିଁ ଆସିଲା ଜବ୍। ହଁ ରେଜଲ୍ଟଟା ବାହାରିଗଲା, ଗ୍ରାଜୁଏସନ୍ ବି କମ୍ପ୍ଲିଟ୍ ହେଇଗଲା। ଗ୍ରାଜୁଏସନ୍ ମୋର ଜୁନ୍ ଜୁଲାଇ ବେଳକୁ ସରିଲା, ରେଜଲ୍ଟ ଆସିଲା। ସେଟା ବି ମୋ ଫାର୍ଷ୍ଟ କ୍ଲାସ୍ ଥିଲା, ମାନେ ସେଇ ବର୍ଷଟା ମୁଁ ବହୁତ ଲକି। ଆଉ ଇଆଡ଼େ ପିଟି ଟିଚର କୋର୍ସ ପାଇଁ ବି ମୋର ଆସିଗଲା, ଆଉ ଏପଟେ ଜବ୍ ପାଇଁ ବି ଆସିଗଲା। ଅଗଷ୍ଟରେ ଆସିଲା ଲେଟର, ହଁ ଅଗଷ୍ଟରେ ଆସିଲା। ତାପରେ ବାପା କହିଲେ ଅଗଷ୍ଟରେ ଆସିଲା ଲେଟର। ଆଉ ମଉସାଙ୍କ ସହିତ କଥା କେବେ ହେଇଥିଲେ ଯେ ମୋତେ 50,000 ଟଙ୍କା ଦରକାର? ମାନେ ଏଇଟା ଜୁଲାଇ ଯୋଉ ପରେ 20-25 ଦିନ ଭିତରେ ଆସିଗଲା। ପିଟି ଟିଚର ପାଇଁ ବି ଫର୍ମ ପକେଇ ଦେଇଥିଲି, ତ ସେପଟୁ ବି ଆସିଥିଲା 50,000 ପାଇଁ, ଆଉ ଇଏ ଜବ୍ ବି ଆସିଗଲା, ଗ୍ରାଜୁଏସନ୍ ବି ସେତେବେଳେ ରେଜଲ୍ଟ ବି ବାହାରିଲା। ତ 3ଟା ଯାକ ଯେତେବେଳେ ଏମିତି ହେଲା, ବାପା କହିଲେ 50,000 ମୁଁ ଦେଇପାରିବିନି, କାହିଁକିନା 50,000 ଦେବା ବଦଳ ତ ବାହାଘର ହିଁ କରିଦେବାଟା ଠିକ୍। ଏମିତି କଥା ମୁଁ କହିଲି ବାହାଘର ଏତେ ଜଲ୍ଦି ବାହାଘର? ହଁ ମୁଁ ପିଟି ଟିଚର କୋର୍ସଟା କରିଥାନ୍ତି,
ତାପରେ ଯେତେବେଳେ ଜବ୍ ଆସିଗଲା ବାପା କହିଲେ କୋଉଟା ଚୁଜ୍ କରିବୁ, ତୁ ଜବ୍ ଚୁଜ୍ କରିବୁ କି 50,000 ଦେଖି ପିଟିଛି ଯିବ। ତାର ଯେହେତୁ ଫ୍ୟାମିଲି ପ୍ରୋବ୍ଲେମ୍ ଥିଲା ମୁଁ କହିଲି ନା ଫାଷ୍ଟ ଜବ୍ ଆସିଛି ମାନେ ମୁଁ ଛାଡ଼ିବିନି, ଯେହେତୁ ମୋ ସାଙ୍ଗମାନେ ପାଇଗଲେଣି ଜବ୍, ତେଣୁ ମୁଁ ଜବ୍ ଜଏନ୍ କରିବି। ଯେତେବେଳେ ଜବ୍ରେ ଆସିଲା ମୋର ହେଇଥିଲା ପିଠାପଟା। ମୁଁ ସେଯାଏଁ ଜାଣିନଥିଲି ଯେ ପିଠାପଟାଟା କୋଉଠି ଆଉ କୋଉ ଜାଗାଟା। ଯେତେବେଳେ ଆମକୁ କହୁଛନ୍ତି ପିଠାପଟା ଅନୁଭବ ଆଣିଛି ସେଟା ହେଉଛି ବାସି ପିଠା ହେଇଥିବ, ମୁଁ କହିଲି ହଁ ହେଇଥିବ, ହେଇଥିବ ବାସି ପିଠା ତ ମୁଁ ନାଁ ଶୁଣିଛି, ତ ଭୁଲ ପଡ଼ୁଛ ପିଠାପଟା ନୁହେଁ ଏମିତି କହୁଛନ୍ତି। ତାପରେ ଆଉ ଗୋଟେ ସାଙ୍ଗ ଯିଏ ପକେଇଥିଲା ଆମ ଘର ପାଖର ସାଙ୍ଗଟେ, ତାର ହେଇଥିଲା ନା ଚହଲା। ବାପାଙ୍କୁ ପଚାରିଲି ମୋ ବାପା ଚହଲାଟା କୋଉଠି, ନା ଚହଲା ଗୋଟେ ଅଛି ସେଠି ଗୋଟେ ରାଜା ଘର ଅଛି, ମୁଁ ଆଗରୁ ଯାଇଛି ସେଟା ଶିମିଳିପାଳ ଭିତରେ, ତାହେଲେ ତ ଏଇ ପିଠାପଟାଟେ ବି ଶିମିଳିପାଳ ଭିତରେ ହେଇଥିବ। କହିଲାରୁ ସେ କହିଲେ ହଁ ଗୋଟେ ଗେଟ୍ ଅଛି। ମୁଁ କହିଲି ତାହେଲେ ମୋତେ ଜଙ୍ଗଲ ଭିତରେ ଛାଡ଼ିଦେବ, ବାପାଙ୍କୁ ମୁଁ କହୁଥାଏ ନା ହଁ ଜଙ୍ଗଲ ଭିତରେ ତ ଗେଟ୍ଟା ଅଛି ମୁଁ ଜାଣିଛି ଏମିତି କହିଥାଏ। ତାପରେ ଚାକିରି ଜଏନ୍ ଟ୍ରେନିଂ ସେତେବେଳକୁ ହେଇସାରିଛି? ନା ଟ୍ରେନିଂ ହେଇନଥାଏ। ଫାର୍ଷ୍ଟ ଟାଇମ୍ ମାନେ ଆମକୁ ସେଦିନ ମୋ ଭାଇଙ୍କୁ ସାର୍ଟିଫିକେଟ୍ ଭେରିଫାଇ ପାଇଁ ସେଠିକି ଯିବା ପାଇଁ ପଡ଼ିଲା, ମାନେ ହଁ ପିଠାପଟା। ସେ ଯୋଉ ରାସ୍ତା ମାନେ ବର୍ଷାକୁ ବର୍ଷା ପଡ଼ିଥାଏ ପୁରା, କିଛି ଜିନିଷ ପତ୍ର ନେଇନଥାଏ, ଆମେ ତ ଦେଖିକି ଆସିବୁ ଜାଗାଟା ଆଉ ତାପରେ ଜଏନ୍ କରି ମାଇଣ୍ଡରେ କନସେପ୍ଟଟା ଧୀରେ ଧୀରେ ଚେଞ୍ଜ ହଉଥିବ। ଯୋଉ ମାଇଣ୍ଡରେ ଥିଲା କି ବେଙ୍ଗଲ ଜଙ୍ଗଲଟା ସେଇଭଳିଆ ଜଙ୍ଗଲ ହେଇଥିବ, କିନ୍ତୁ ଇଏ ଯୋଉ ଆସିଲି ଆମର ଅସ୍ତିଆ ଦେଇକି ଯୋଉ ରାସ୍ତା ବେଶୀ ଘର ନଥାଏ, ସେତେବେଳେ ଗଛ ପ୍ରାୟ ଇଏ ଥାଏ, କିନ୍ତୁ ବର୍ଷା ବହୁତ ପଡ଼ିଥାଏ, କିନ୍ତୁ ଯେତେ ଦୂରକୁ ଦୂରକୁ ଯାଇଥାଏ ତାର ବର୍ଷାର ଯୋଉ ଶବ୍ଦଟା ମାନେ ଆହୁରି କେତେ ଜଙ୍ଗଲ, ହଁ ସେ ଶବ୍ଦଟା। ତାପରେ ଆମେ ମୋ ଭାଇ ମୋ ବାପା ଆସିକି ଅଫିସରେ ପହଞ୍ଚିଲୁ। ଅଫିସରୁ ପହଞ୍ଚିଗଲା ସେଠାକାର ଗୋଟେ ଅଲଗା ପ୍ରକାର ମାନେ ଥିଲା ସେ ଜାଗାଟା, ମୋତେ ପୁରା ଭିନ୍ନ ଲାଗୁଥିଲା। ତ ବର୍ଷାକୁ ଯୋଉ ଶବ୍ଦ, ପୁଣି ଚାରିଆଡ଼େ ପାହାଡ଼, ଆଉ ସେଠିକା ପରିବେଶ ପୁରା ଅଲଗା ଲାଗୁଥିଲା। ବାପା ମୋତେ ଏଇ ଜଙ୍ଗଲରେ ଛାଡ଼ିଦେବନି କ'ଣ ଏବେ ଦେଇକି ମୁଁ କାନ୍ଦ ହେଇକି ଦେଇକି ସାର୍ କହିଲେ କି ତମେ ରହିବ ଯଦି ଆଜି ଜଏନ୍ ହେଇପାରିବ, ନ ରହିବ ଯଦି ତମର ଆଜି ଜଏନିଂ କରିବେନି। ତ ଆମ ବାପା କହିଲେ ତ କିଛି ତ ଜିନିଷ ଆଣିନୁ, ଆମେ ତାହେଲେ ତୁମକୁ କେମିତି ଛାଡ଼ିବ। ଗୋଟେ ଦିନ ପରେ ଆମେ ଆସିବୁ ଆଉ, ତାପରେ ଗୋଟେ ଦିନ ପରେ ନେକ୍ସଟ ଦିନ ମୋତେ ନେଇକି ଗଲେ। ତ ମୋତେ ଯେମିତି ଝିଅ ବିଦା କରନ୍ତି ବାପା ସେଇଭଳିଆ ବାସନ କୁସନ ଲଣ୍ଠନ କାଳେ ମୋ ଝିଅ ଏକା ରାନ୍ଧିକି ଖାଇବୁ ସେଇଆ ଭାବିକି ପୁରା ସବୁ ଗୋଟେ ଗାଡ଼ିରେ ଗୋଟେ ସେତେବେଳେ ଆସୁଥିଲା ଯୋଉ ଜିପ୍ ଗାଡ଼ି ଗୁଡ଼ାକ, ସେଇ ଗାଡ଼ିରେ ଆଣିକି ମୋତେ ପୁଣି ଛାଡ଼ି ଦେଇକି ଗଲେ। ମନ ଭିତରେ କି ଚାଲିଥାଏ ଆପଣଙ୍କ ମନ ଭିତରେ? ହଁ ମନ ଭିତରେ ଥାଏ ଯେ ମୁଁ ଏଇଟା ବାଛିକି ଠିକ୍ କଲି କି, ମୁଁ ଭାବୁଥାଏ ଏଇଟା ବାଛିକି ମୁଁ ଠିକ୍ କଲି କି, ପିଟି ଟିଚର୍ କରିଥିଲେ ମୁଁ ଛୁଆମାନଙ୍କୁ ପାଠ ପଢ଼େଇଥାନ୍ତି, ଶିଖେଇଥାନ୍ତି। ମୋ ବାପା ତ 50,000 ଦେଲେନି, ବାଧ୍ୟ ହେଇକି ମୁଁ ଆସିଛି ଯେତେବେଳେ। ଆଉ ଫାଷ୍ଟ ଡେଟା ଏମିତି ଥିଲା ମାନେ ଘରଠାରୁ ଛାଡ଼ିକି ମାନେ ଏଇ ଜଙ୍ଗଲ ଭିତରେ ନେଟୱାର୍କ ସେତେବେଳେ ନୂଆ ଫୋନ୍ ଥାଏ ହାତରେ, କିନ୍ତୁ ନେଟୱାର୍କ ଯାହା କଷ୍ଟ ଲାଗୁଥାଏ। ତାପରେ ସେଠି ଆମର 5 ଜଣଙ୍କର ପଡ଼ିଥାଏ ଲେଡ଼ିଜ୍, 5 ଜଣ ସମସ୍ତେ ଆସିଛନ୍ତି ମାନେ ସମସ୍ତେ ରହିଛନ୍ତି ମାନେ ମୁଁ ବି ରହିଯିବି ଆଉ। ସମସ୍ତେ ଡିସ୍କସନ୍ କରିଥାଉ କିଏ କ'ଣ କିଏ ପାଠ ପଢ଼ିଛି ଆଉ କ'ଣ। 5 ଜଣଙ୍କ ସାଙ୍ଗରେ ସମସ୍ତେ ଷ୍ଟ୍ରେଞ୍ଜର ଥାନ୍ତି, ସମସ୍ତଙ୍କୁ ନୂଆ। ଆଉ ସେଠି ଆମର ଜଣେ କର ସାର୍ ବୋଲି ରେଞ୍ଜ ଅଫିସର ଥାନ୍ତି, ସିଏ ତ ବହୁତ ଷ୍ଟ୍ରିକ୍ଟ। ସେ ଆମେ ନୂଆ ଚାକିରି କରୁଛୁ, ନୂଆ କ'ଣ ଜାଣିବି ନାହୁଁ ଯେ କେଉଁ ଟାଇପ୍ର, ଆମେ ଟ୍ରେନିଂ ବି ନେଇନୁ, କାଳେ କ'ଣ କହିବେ କ'ଣ କରିବେ। ତ ତା ନେକ୍ସଟ ଦିନ ସେ ଫିଲ୍ଡ ଭିଜିଟ୍କୁ ନେଇଗଲେ। ତ ଆମେ ଗଲୁ ନମତି ବୋଲି ଗୋଟେ ଜାଗା ଥିଲା, ସେଠି ନା ନଦୀ ଗୋଟେ ପାର ହେବାର ଥିଲା, ନଦୀ ଗୋଟେ ପାର, ୟୁନିଫର୍ମ କିଛି ନାହିଁ ନା। ଫାଷ୍ଟ ଟାଇମ୍ ଆମେ ଯେଉଁ ସିଭିଲରେ ସେତେବେଳେ ଆମେ ୟୁନିଫର୍ମ ବି କଟେଇନୁ, ଜଏନ୍ କରୁଛୁ ଆଉ 7 ଦିନ ଭିତରେ ଯେମିତି ଜଏନ୍ କରିବା ପାଇଁ କହିଲା ସେମିତି କିଛି ନାହିଁ, ଚପଲରେ ହିଁ ଯାଇଛୁ। ହଁ ସେ ଚପଲରେ, ବର୍ଷା ଦିନେ ଜୋତାଟା ବି ମାଡ଼ିକି ଯିବାଟା ପସିବଲ୍ ନୁହେଁ। ତାପରେ ନମତି ସେପଟେ ନେଇକି ଲୁଲୁ ସେପଟେ ଆମକୁ ବୁଲେଇକି ଆଣିଲେ। ହଁ ନଦୀ ପାରି ତ ଗଲେ, ବର୍ଷା ତ ଗଲା, କିନ୍ତୁ ଆସିଲା ବେଳକୁ ସେ ନାଳ ପାରେଇ ହେଉନି, ଏତେ ପାଣି ମାନେ ଯେଉଁ 5 ଜଣ ସାଙ୍ଗ ଯାଇଥିଲୁ, ଇଏ ତାକୁ ଦେଲା ସିଏ ତାକୁ ଦେଲା, ପୁରା ଗୋଟେ ଲାଇନରେ ତେବେ ଦେଇକି ଆସ୍ତେ ଆସ୍ତେ ମାଡ଼ି ସେ ନାଳ ଆମେ ଫାଷ୍ଟ ଟାଇମ୍ ପାର ହେଲୁ। ତ ପାହାଡ଼ ଦିନ ଯେଉଁ ଜଙ୍ଗଲ ବୁଲିଲୁ, ମୁଁ ଏ ଜଙ୍ଗଲରେ ଚାକିରି କରିପାରିବିନି ଭଳିଆ ମୋତେ ଲାଗିଲା। ସନ୍ଧ୍ୟା ବେଳକୁ ଗୋଟେ ନେଟୱାର୍କ ପଏଣ୍ଟକୁ ଯାଇକି ବାପାଙ୍କୁ ଫୋନ୍ କଲେ, ବାପା ମୁଁ ଚାକିରି ଛାଡ଼ିଦେବି। କାନ୍ଦି ମୁଁ ଏଠି ନେଟୱାର୍କ ବି ନାହିଁ, ମୁଁ ଆଉ ଚାକିରି କରିବିନି। ଦେଖି ବାପା ବୁଝାଇଲେ, ଆରେ ଦେଖ ତୁ ଚାକିରି କରିବୁନି କହୁଛୁ, ହଁ କ'ଣ ପାଇଁ ସେଠିକି ଯାଇଛୁ, ତୁ କହ କ'ଣ ଦେଖିଲ ଫାଷ୍ଟ ଡେରେ, କ'ଣ କହିଲେ ଏମିତି ଜଙ୍ଗଲ ଦେଖିଲୁ, ଆଉ ବହୁତ ଘଞ୍ଚ ଜଙ୍ଗଲ ବାପା, ଆଉ ଆମ ଗାଁ ଜଙ୍ଗଲ ନୁହେଁ ଜମା। ଆଉ ଦେଇକି କହିଲେ ଯେଉଁ ଅକୁହା ଜନ୍ତୁମାନଙ୍କର ସେବା କରିବାଟା କେତେ ଜଣଙ୍କ ଭାଗ୍ୟରେ ମିଳେ,
ତୁ ସେ ସେବାଟା କରିବା ପାଇଁ ପାଇଛୁ, ହାତୀ କେବେ କହିପାରେ ଏମିତି ମୋତେ କହିଲେ। ଆଚ୍ଛା। ସେ ମୋତେ ବୁଝେଇଲେ ଗପ କହିଲେ ପରା। ମୁଁ କହିଲି ବାପା ତମେ କହୁଛ ସିନା, ତମେ ଆସିକି ଥରେ ରୁହ ନା ଏଠି ଆସିକି, କେତେ କଷ୍ଟ ହେଉଛି ମୋତେ। ଆଉ ତୁ କି କରିବୁ ତାହେଲେ କହ ଏମିତି ବୁଝୁଛନ୍ତି। ମୁଁ ଦେଖେ ଆଉ କିଛି ଦିନ ଦେଖେ ତାକୁ ବୁଝେଇଲେ। ଆଉ ଯିଏ ଅପହ ଜନ୍ତୁର ସେବା କରିବ ତାକୁ ଭଗବାନ ସବୁବେଳେ ମଙ୍ଗଳ କରିବେ। ଆଜ୍ଞା। ତାପରେ 3-4 ଦିନ କଟିଗଲା ପରେ 7 ଦିନ ପରେ ମୋର ଟ୍ରେନିଂ ଆସିଗଲା। ଟ୍ରେନିଂ ଆସିଲା ମୋତେ ବହୁତ ଖୁସି ଲାଗିଲା। ମାନେ ସେଇଠୁ ବାହାରିବାଟା ମୋର ଥିଲା ଇଏ, ସତରେ ତ ବାପା ତ ଠିକ୍ କହୁଥିଲେ, ତାହେଲେ ଅପକୁ ଆସିପାରି ମିଳିଗଲା ବୋଧେ ମୋତେ ଏବେ କହୁଛି। ମୁଁ ଯାଏ ଟ୍ରେନିଂଟା ଆଗେ କମ୍ପ୍ଲିଟ୍ କରେ। କେମିତି ହେଲା? ଟ୍ରେନିଂଟା ମୁଁ ଗଲି ଅନୁଗୁଳରେ 6 ମାସ ଟ୍ରେନିଂ ପଡ଼ିଲା। ସେ 8 ମଲେ ନା ଅନୁଗୁଳରେ ଆମର ଟ୍ରେନିଂ ଆଚ୍ଛା, ଆଚ୍ଛା। ସେ ଅନୁଗୁଳ ଟ୍ରେନିଂ କଲି। ସେତେବେଳେ ଲାଗିଲା ଯେ ହଁ କୁହା ଜନ୍ତୁର ସେବା ବନିବ, ଭଗବାନ ଆଶୀର୍ବାଦ ଦେଲେ, ମିଳିଗଲା। ମାନେ 7 ଦିନ ଭିତରେ ହିଁ ମାନେ ମୋତେ ଆଶୀର୍ବାଦ ମିଳିଗଲା। ଟ୍ରେନିଂରୁ ମୋର ଟ୍ରେନିଂ ପାଇଁ ଆସିଗଲା। ତ ସେ ଟ୍ରେନିଂରୁ ଯେତେବେଳେ ସାଙ୍ଗସାଥି ସମସ୍ତଙ୍କୁ ବୁଝିଲେ, କିଏ କାହାର ହେଇଥାଏ, ମାସେ ମାସେ ବି ହେଇଗଲା। ଆମ ପରେ ପୋଷ୍ଟିଂ, କିନ୍ତୁ ଆଗରୁ ଅଲଗା ଡିଭିଜନ ମାନଙ୍କରେ ମାସେ ମାସେ ବି କିଏ ପିଲାମାନେ ଡ୍ୟୁଟି କଲେ। ସେଇଠି ମୋର ୟୁନିଫର୍ମ କଟେଇବା ଆଚ୍ଛା। ଆରମ୍ଭ କଲା ଟ୍ରେନିଂ। ତ ସେଇ ସାଙ୍ଗସାଥିମାନଙ୍କ ମିଶିଲାରୁ ସେମାନେ କହିଲେ ଆମର ଏଇ ଟାଇପ୍ର ଜଙ୍ଗଲ। ଆମେ କହିଲେ ଆମେ ତ ଶିମିଳିପାଳ ରହୁଛୁ, ପୁରା ଘଞ୍ଚ ଜଙ୍ଗଲ। ସେତେବେଳେ କାହାକୁ ପୋଷ୍ଟିଂ ଭିତରେ ଦିଆ ହେଇନଥିଲା। ଆଚ୍ଛା। କିଛି 4 ଜଣ ସାଙ୍ଗକୁ ସେ ନଳା ପଟେ ଦେଇଥିଲେ। ଯେହେତୁ ନୂଆ ଜଏନ୍ କରିଥିଲୁ, ମିଶିକି ସବୁ ରହୁଥିଲେ। ଆଚ୍ଛା। ଯେତେବେଳେ 6 ମାସ ପରେ ମୁଁ ଟ୍ରେନିଂ ସାରିକି ଆସିଲି, ସେତେବେଳେ ସବୁ ମୋ ସାଙ୍ଗମାନଙ୍କୁ ସବୁ କୋର୍ ଏରିଆ ଡ୍ୟୁଟି ପୁରା ପଡ଼ିଛି ଟ୍ରେନିଂ ପରେ। ସେତେବେଳେ ମୁଁ ଆଉ ଭିତର ଜଙ୍ଗଲ ବି ଦେଖିନି। ତ ଫାଷ୍ଟ ମୋର ପୋଷ୍ଟିଂ ଯେତେବେଳେ ଟ୍ରେନିଂରୁ ଆସିଲି, ତ ଟ୍ରେନିଂରେ ଆମର ନ୍ୟାସନାଲ୍ ଲେବୁଲ୍ର ଖେଳ ହୁଏ। ଫରେଷ୍ଟ ଡିପାର୍ଟମେଣ୍ଟରେ ଯେମିତି ନ୍ୟାସନାଲ୍ ଖେଳ ହୁଏ, ସେଇ ଖେଳ ହେଇଥିଲା ମୋ ଟ୍ରେନିଂ ଟାଇମ୍ରେ। ତ ସେ ଟ୍ରେନିଂରେ ଥିଲାବେଳେ ଆମର ଗୋଟେ ରିଲେରେ ଗୋଲ୍ଡ ମେଡ଼ାଲ ଆସିଥିଲା ମୋର ବି। ମୁଁ ବି ସେଇ ଟିମ୍ରେ ଥିଲି। ଯେଉଁ ମେଡ଼ାଲ ପାଇକି ଆସିଲି, ତ ସେଠି ଜଣେ RCC ସାର୍ଙ୍କ ସହିତ ଥିଲି। ନା ସେଟା ଆମର କୋଉ ଗେମ୍ରେ? ସେଟା ଆମର ଏଥଲେଟିକ୍ ମିଟ୍ ଯେଉଁ ହୁଏ, ଯେଉଁ ଅଲ୍ ଇଣ୍ଡିଆ ମିଟ୍ ହୁଏ, ଯେଉଁ ହେଇଥିଲା ଭୋପାଳ। ଆଚ୍ଛା। ହଁ। ଆଉ ଯେ ଅନୁଗୁଳରେ ଯେହେତୁ ଆମେ ଥିଲୁ ଟ୍ରେନିଂ ନେଉଥିଲୁ, ତାଙ୍କ ଟିମ୍, ତାଙ୍କର ବି ଗୋଟେ କ୍ରିକେଟ୍ ଟିମ୍ ଥିଲା ଅନୁଗୁଳ ଟିମ୍। ସେତେବେଳେ ଜାଣିଲେ ଯେ ଆମ ମୟୂରଭଞ୍ଜ ଛୁଆମାନେ ବି କ୍ରିକେଟ୍ ଖେଳୁଛନ୍ତି, ତ ତାଙ୍କର ଥରେ ଗୋଟେ ଖେଳ ହେଲା ବରଗଡ଼ରେ। ଆମକୁ ସେଠି ମୋତେ ପୁଣି ଆଥରେ ସେଇ କ୍ରିକେଟ୍ ଟିମ୍କୁ ପୁଣି ତାଙ୍କ ଡିଷ୍ଟ୍ରିକ୍ଟରେ କ୍ୟାପ୍ଟେନ୍ ହେଇକି ମୁଁ ଯାଇକି ସେଠି ଜିତେଇକି ବି ଟିମ୍ ଆସିଛି। ସେଇଟା ବହୁତ ଖୁସି ଲାଗୁଥିବ। ହଁ ଯେହେତୁ ମୟୂରଭଞ୍ଜ ଟିମ୍ରେ ଖେଳୁଥିଲି, ପୁଣି ସେଠୁ ଅନୁଗୁଳ ଯେତେବେଳେ ଟ୍ରେନିଂ ପୁଣି ତାଙ୍କ ଟିମ୍ର କ୍ୟାପ୍ଟେନ୍ ହେଇକି ପୁଣି ଜିତେଇକି ଆସିଥିଲୁ। ଆଜି ଯାଏଁ ବି ସେ ଛୁଆମାନେ ବଡ଼ ଖୁସି ହୁଅନ୍ତି। ବେଳେବେଳେ ଆମର ଅନୁଗୁଳରେ ଖେଳ ପଡ଼େ, ତ ସେ ସାଙ୍ଗମାନଙ୍କୁ ଦେଖାଲେ ବହୁତ, ସେ ସାର୍ଙ୍କ ସହିତ ବି ଦେଖା ହୁଏ ଯିଏ ଆମକୁ ନେଇଥିଲେ। ବଡ଼ ଖୁସି ହୁଅନ୍ତୁ, ଫାର୍ଷ୍ଟ ଟାଇମ୍ ଯାଇକି ଆମେ ଜିତିକି ଆସିଥିଲେ। ତାଙ୍କ ଟିମ୍ ବି ସେଠି ଜିତିକି ଆସିଥିଲା ଧରପଡ଼ରୁ। ସେଇଟା ବହୁତ ଖୁସି ଲାଗେ। ସେଇଠୁ ଆସିଲା ପରେ ମୋର ପୋଷ୍ଟିଂ ଦେଇଥିଲେ ନଣା। ଟ୍ରେନିଂ ପରେ ଫାର୍ଷ୍ଟ ପୋଷ୍ଟିଂ ହେଲା ନଣା। ମାନେ କୋର୍ ଏରିଆ ସେଟା। ହଁ, ସେ ପରେ ତ ଭିଲେଜ୍ ଏରିଆ ବି ଥିଲା। ସେ ନଣାର ପୋଷ୍ଟିଂ ହେଲା ପରେ, ଯେହେତୁ ମୁଁ ଡିଷ୍ଟ୍ରିକ୍ଟରେ କ୍ରିକେଟ୍ ଖେଳୁଥିଲି, ଆଉ ସ୍ପୋର୍ଟସରେ ବି ଭଲ କରିକି ଆସିଥିଲି ନ୍ୟାସନାଲ୍ ଲେବୁଲ୍, ତେଣୁ 1 ମାସ ପରେ ପୁଣି ବ୍ୟାକ୍ ହେଇକି ଆସିଲା। ଆଉ ଫାର୍ଷ୍ଟ ଟାଇମ୍ ଗୋଟେ 2009ରେ ଯେତେବେଳେ ଆମେ ପୋଷ୍ଟିଂ ହେଇଥିଲୁ, ସେଇ ଟାଇମ୍ରେ ଆମର ଥିଲା ମାଓବାଦୀ ଆଟାକ୍। ମାନେ 2009ରେ? ହଁ, ଆମେ ଜଏନ୍ ପୂର୍ବରୁ ମାଓବାଦୀ ଆଟାକ୍ ହେଇଥିଲା ଆମର ଶିମିଳିପାଳ ଭିତରେ। ଆଚ୍ଛା। ଯେଉଁ ଚହଲାରେ ଯୋଉଟା? ହଁ, ଚହଲା ହେଇଥିଲା। ତାପରେ ମେଘେଶ୍ୱନୀ ବାରାକାମଡ଼ାରେ ବି ହେଇଥିଲା ଜିନିଷଟା। ତ ମନରେ ଯେତେବେଳେ ଜଙ୍ଗଲ ଭିତରେ ସେଇ ଭୟଟା ଥାଏ, ମାଓବାଦୀ ଭୟଟା ଥାଏ, ସବୁ ଏକା ସାଙ୍ଗରେ ଆମେ ସବୁ ରହୁଥିଲେ। ପରେ ହେଇଥିଲା? ଆମେ ଜବ୍ ପାଇବା ପୂର୍ବରୁ ସେଇ ଇନସିଡେଣ୍ଟଟା ହେଇଥିଲା, କିନ୍ତୁ ସବୁ ଷ୍ଟାଫ୍ ମାନେ କିନ୍ତୁ ଗୋଟେ ଜାଗାରେ ରହୁଥିଲେ, ଗ୍ରୁପ୍ ହେଇକି ରହୁଥିଲେ। ସେମିତି ବିଟ୍ରେ, ଯେମିତି ମୁଁ ବିଟ୍ରେ ଅଛି, ପିଲା ଥିବେ, ସେମିତି ନଥିଲା। ମାଓବାଦୀ 1 ମାସ ମୋତେ ଜଙ୍ଗଲରେ ଦେଲେ। ସେଇ ଟାଇମ୍ରେ ବି ମାଓବାଦୀର ଭୟ ଥାଏ। 1 ବର୍ଷ ପୁରିବାର ଥାଏ ବୋଧେ ସେଇ ଟାଇମ୍ରେ। 1 ବର୍ଷ ପୁରା। ସେଇବେଳେ ଗୋଟେ ଡର ଆସିଗଲା, ଏଇ ଡେଟ୍ରେ ଆର ବର୍ଷ ହେଇଥିଲା, ଏ ବର୍ଷ ବି ପୁଣି ସେଇ ଡେଟ୍ରେ ବୋଧେ ମାଓବାଦୀ ଆଟାକ୍ କରିପାରନ୍ତି। ତେଣୁ ସବୁ ଆମେ ଗ୍ରୁପ୍ରେ ସବୁ ରହୁଥିଲୁ। ଏଇ ଟାଇପ୍ର ଥିଲା ମୋର ଶିମିଳିପାଳ ଫାର୍ଷ୍ଟ ଟ୍ରେନିଂରୁ ଆସିଲା ପରେ। ତାପରେ ଟ୍ରେନିଂରୁ ଆସିଲା ପରେ ଯେହେତୁ ମୁଁ ଖେଳ କରିଥିଲି, ଏଠି ଡିଷ୍ଟ୍ରିକ୍ଟରେ ବି ଖେଳୁଥାଏ, ତ ଡିଷ୍ଟ୍ରିକ୍ଟ ଅଫିସର ଆମର ଜଣେ ଦାସ ସାର୍ ଥାନ୍ତି, ତ ସିଏ ମୋତେ ଚିଠି କରେଇକି ବାରିପଦା ହେଡ଼କ୍ୱାର୍ଟରକୁ ଖେଳ ପାଇଁ ପଳେଇ ଆସିଥିଲେ।
1 month ପରେ ହଁ 1 month ପରେ ହିଁ ସେଠୁ ଏଠୁ ଆସିଲା ପରେ ଆଉ ଖେଳାଖେଳି ପାଇଁ ସୁଯୋଗ ପାଇଥିଲେ ମ୍ୟାଡ଼ାମ୍ ନା? ହଁ ତାପରେ ହଁ ଖେଳେ ଖେଳି ମାନେ ଡିଷ୍ଟ୍ରିକ୍ଟ ଟିମ୍ରେ କ୍ରିକେଟ୍ ହିଁ ଖେଳୁଥିଲୁ। ଆଚ୍ଛା ନା ମାନେ ଏ ଯେଉଁ ଖେଳ ପାଇଁ ଯେଉଁ ଏପଟେ ଆସିଲେ ଆସିଲା ପରେ ଆଉ ଖେଳ ପାଇଁ ସୁଯୋଗ ପାଇଥିଲେ ନା ସେଇ ଚାକିରି ହିଁ ଇନଭଲ୍ଭ ହେଇଯାଇଥିଲେ? ନା ଚାକିରି ତାପରେ ସୁଯୋଗ ମିଳିଥିଲା। ଆଚ୍ଛା ହଁ ସୁଯୋଗ ମିଳିଥିଲା। ତାପରେ 2013ରେ ଯେଉଁ ଅଲ୍ ଇଣ୍ଡିଆ ଫରେଷ୍ଟ ମିଟ୍ ହେଲା ଆଉ ଥରେ 12ରେ ଗୋଟେ ହେଇଥିଲା 12ରେ କିନ୍ତୁ ସିଲଭର ମେଡାଲ ଆସିଥିଲା ରିଲେରେ। ତାପରେ 2013ରେ ମୋର ଇଣ୍ଡିଭିଜୁଆଲ ଗୋଟେ ହାଇ ଜମ୍ପରେ ବ୍ରୋଞ୍ଜ ମେଡାଲ ଆସିଥିଲା। 2013ରେ ଆସିଥିଲା ସେଇଟା। ତାପରେ 2013 ପରେ ବି ପୁଣି ଆଉ ଥରେ ନୂଆ ପୋଷ୍ଟିଂ ହେଲା। 2013 ପରେ ଆଉ ଥରେ ନଣା? ହଁ ଆଉ ଥରେ 12ରେ ହିଁ ପଳେଇଥିଲି। 13ରେ ପୁଣି ଆଉ ଥରେ ଜଙ୍ଗଲ ଭିତରେ ହିଁ ପ୍ରାକ୍ଟିସ୍ କରିକି ପୁଣି ଆଉ ଥରେ ନିଜକୁ ଗ୍ରୋ କରିକି ପୁରା ଜଙ୍ଗଲ ଭିତରେ ହିଁ ଦୌଡ଼ିଥାଏ। ଦୌଡ଼ିକି ପୁଣି ଆଉ ଥରେ ନିଜ ହଁ 13ରେ ଯେଉଁଟା ହେଇଥିଲା ଗୋଆରେ ହେଇଥିଲା। ଗୋଆରେ ସେଠି ପର୍ସନାଲ ଗୋଟେ ହିଁ ଆସିଥିଲା। 13 ପରେ ତ ମ୍ୟାରେଜ। 13 ପରେ ମ୍ୟାରେଜ ହେଲା? ହଁ ସେଇ 2013ରେ ହିଁ ମ୍ୟାରେଜ। ହଁ ମ୍ୟାରେଜ ପରେ ମେଡାଲ ଆସିଥିଲା ବୋଲେ। ହଁ ଆଚ୍ଛା ମ୍ୟାରେଜ ପରେ ମିଳିଲା? ହଁ ହଁ ଆଚ୍ଛା ସେଇଭଳିଆ ସେ ଜର୍ଣ୍ଣି ଥିଲା। ତ ଜଙ୍ଗଲରେ ଆକ୍ଚୁଆଲି ଯେମିତି ଆପଣଙ୍କ ଚିନ୍ତାଧାରା ଥିଲା ଜଙ୍ଗଲ ପ୍ରତି, ମାନେ ଛୋଟ ଜଙ୍ଗଲ ଥିବ ବେଶୀ କିଛି ନଥିବ ଏମିତି ଯେମିତି ଛୋଟ ଦରଟା ଥିଲା ଆକ୍ଚୁଆଲି ଜଙ୍ଗଲ ଭିତରେ ଗଲା ପରେ କେମିତି ସବୁ ମାନେ ଷ୍ଟ୍ରଗଲଟା କେମିତି ଥିଲା ଜଙ୍ଗଲରେ? ମାନେ ସବୁ କିଛି ସୁବିଧା କିଛି ନାହିଁ ସେଠି, ସେଇ ଭିତରେ 2009ରେ ଯେତେବେଳେ ଆମେ ପୋଷ୍ଟିଂ ହେଇଥିଲୁ ସେତେବେଳେ ତ ଆମେ ନାଳ ପାଣି ପିଇକି ପୁରା ରହୁଥିଲୁ। ନାଳ ପାଣିକୁ ଫୁଟେଇକି ତାକୁ ବଏଲ କରିକି ଆମେ 2009ରେ ଆଫ୍ଟର ଟ୍ରେନିଂ? ହଁ ଟ୍ରେନିଂ ପରେ? ହଁ ଟ୍ରେନିଂ ଯେଉଁ ଗୋଟେ ମାସ ଗଲି ସେଇ ଗୋଟେ ମାସରେ ମୋତେ ପୁରା ମ୍ୟାଲେରିଆ। ଆଚ୍ଛା ଆଚ୍ଛା ଯେଉଁ ଗୋଟେ ମାସ ଜଙ୍ଗଲରେ ରହିଲି ତାପରେ ଆସିଲା ପରେ ସେଇଠୁ ପୁରା ମ୍ୟାଲେରିଆ। ଆଉ ସେଠି ନାଳ ପାଣି ଆମକୁ ଫୁଟେଇକି ପିଇବା ପାଇଁ ପଡ଼ୁଥିଲା। ଆଚ୍ଛା ଯେଉଁ ପାଖରେ ଯେଉଁ ନାଳ ବହିଯାଇଛି। ଯେତେବେଳେ ଜାଣିଲେ କି ନାଳ ପାଣିଟା ଫୁଟେଇକି ପିଇବାର ଅଛି, ହଁ ସେତେବେଳେ ମାନେ ଟ୍ରେନିଂରେ କହିଥିଲେ କି ଏଇଭଳିଆ ସେଠି କରିବା ପାଇଁ? ଟ୍ରେନିଂ ଗୋଟେ ଅଲଗା ଆଉ ଫିଲ୍ଡ ଗୋଟେ ଅଲଗା। ଟ୍ରେନିଂରେ ଖାଲି ପାଠ ପଢ଼ିବା ଆଉ ଫିଲ୍ଡ ବୁଲିକି କିମ୍ବା ସେଇ ଜାଗାର ସିଚୁଏସନ୍ ନେଇକି ଆମକୁ ରହିବା ପାଇଁ ପଡ଼ୁଥିଲା। ତ ବିଟ୍ରେ ସାଧାରଣତଃ ଆମେ ଯେଉଁ ରହୁ ସେ ବିଟ୍ରେ ଟ୍ୟୁବୱେଲ୍ର ସୁବିଧା ନଥିଲା ସେତେବେଳେ। ଆଚ୍ଛା ଆଚ୍ଛା ସେ ଯେଉଁ ନାଳ ଯାଉଥିବ ସେ ନାଳରେ ବାଲିଚୁଆ ଗୋରା ହେଇଥିବ, ସେ ବାଲିଚୁଆରୁ ପାଣିଟା ଉଠେଇ ଆଣିକି ଆମେ ତାକୁ ବଏଲ୍ କରାଉଥିଲା। ପୁରା ବଏଲ୍ କରିକି ଥଣ୍ଡା ହେଲା ପରେ ଆମେ ସେଟାକୁ ୟୁଜ୍ କରୁଥିଲୁ। ଆଚ୍ଛା ଆଉ ତ ଆପଣ ଫର୍ଷ୍ଟରୁ ଜାଣିଥିଲେ ଯେ ଏଇ ଟାଇପ୍ର ପାଣିଟା, ମାନେ ଯେତେବେଳେ ପାଣିଟା ପିଇଲେ ନା ଆପଣଙ୍କୁ ହିଁ ପ୍ରୋସେସ୍ କରିବା ପାଇଁ ପଡ଼ୁଥିଲା ନା ତା ପାଇଁ ଲୋକ ଥିଲେ ଆଉ କିଏ ପ୍ରୋସେସ୍ କରୁଥିଲା, ମାନେ ତାକୁ ଫୁଟେଇକି ତାକୁ ଆଣିକି? ନା ଆମେ ସେଠୁ ଯେହେତୁ ଗୋଟେ ବିଟ୍ରେ ଜଣେ ଫରେଷ୍ଟ ଗାର୍ଡ଼ ରହିବ ଆଉ ସେଠି ଆମର ପ୍ରୋଟେକ୍ସନ୍ ଆସିଷ୍ଟାଣ୍ଟ 4 ଜଣ କି 5 ଜଣ ଥିବେ, ସେମାନେ ଆଣିକି ସେମାନେ ବି ସେଇ ପାଣି ପିଅନ୍ତି। ଆମେ ଯେଉଁ ପାଣି ପିଉ ସେମାନେ ବି ସେଇ ପାଣି ପିଅନ୍ତି। ସେ ଗୋଟେ ଜାଗାରେ ପୁରା ବଡ଼ ହଣ୍ଡା ଥିବ, ସେଇଠି ପୁରା ଫୁଟେଇକି ପୁରା ରଖା ହେଉଥିଲା। କାହିଁକି ବର୍ଷା ଦିନେ କ'ଣ ହୁଏ କି ପାଣିଟା ଗୁଳିଆ ହେଇଯାଏ, ଯେତେବେଳେ ବର୍ଷା ଛାଡ଼ିଥିବ ସେଇ ପାଣିଟା ଆଣିକି ଆମେ ତାକୁ ଷ୍ଟୋର୍ କରିକି ରଖୁଥିଲୁ। ଆଚ୍ଛା ଇଏ ତ ହେଲା ପିଇବା ପାଣି କଥା, ବାକି ପାଣିର ୟୁଜ୍ଟା ମାନେ ଗାଧେଇବା? ଗାଧେଇବା ସେଟା ସେ ନାଳରୁ ପାଣି ବୋହିକି ନେବା ପାଇଁ ପଡ଼ୁଥିଲା ବାଥରୁମ୍କୁ। ଆଚ୍ଛା ନିଜେ ସେଟା କରିବା ପାଇଁ ପଡ଼େ। ଆଚ୍ଛା ସେମାନେ ବି ଯେତେବେଳେ ନିଜର ଦେହ ଯଦି ଖରାପ ହେଲା କୌଣସି କିଛି ହେଲା ତାହେଲେ ପିଲାମାନେ ଆଣିକି ଦେଉଥିଲେ, ଆଉ ନହେଲେ ନିଜେ ହିଁ ନେଇକି ଆସିକି ଆମେ ବାଥରୁମ୍ ରୋଷେଇବାସ ସବୁ ସେଇ ପାଣିରେ ହେଉଥିଲା? ହଁ ସେଇ ପାଣିରେ ହିଁ ହେଉଥିଲା, ଯାହାଫଳରେ କି ଆମକୁ ବର୍ଷରେ ଥରେ ଆମକୁ ପୁରା ମ୍ୟାଲେରିଆ। ପ୍ରତିବର୍ଷ ମ୍ୟାଲେରିଆ? ହଁ ଥରେ ତ ନିହାତି ମ୍ୟାଲେରିଆ ଆମେ ହସ୍ପିଟାଲରେ ହିଁ ହେଉଥିଲୁ। ସେ ଡକ୍ଟରମାନେ ବି ଚିହ୍ନି ଯାଇଥିବେ ଯେ ହଁ ସେଇଟା ତ ପୁରା ଭଲ ଭାବରେ ଯେ ମ୍ୟାଲେରିଆ ପେସେଣ୍ଟ ଶିମିଳିପାଳ ଆସିছে ମାନେ ଏ ମ୍ୟାଲେରିଆ ପେସେଣ୍ଟ ହିଁ ଆସିଛନ୍ତି। ଆଉ ଜଙ୍ଗଲ ଭାବୁଥିଲି ଯେଉଁଟା ଯେ ବାହାର ଜଙ୍ଗଲ ଆଉ ଶିମିଳିପାଳ ଜଙ୍ଗଲ ବହୁତ ଭିନ୍ନ, ମାନେ ତାର ଯେଉଁ ଗଭୀରତା ମାପିବାଟା ବହୁତ କଷ୍ଟଦାୟକ। ମାନେ ଏ ତ ଜର୍ଣ୍ଣିଟା ଷ୍ଟାର୍ଟ ହେଲା, ତ ପ୍ରକୃତି ପ୍ରତି ମାନେ ଶିମିଳିପାଳ ପ୍ରତି ଭଲ ପାଇବା ଏତେ ଟଫ୍ କଣ୍ଡିସନ୍ ଭିତରେ, ମାନେ ତା ପ୍ରତି ବନ୍ୟ ଜନ୍ତୁ ହଉ କିମ୍ବା ଗଛ ହଉ କିମ୍ବା ଜଙ୍ଗଲ ହଉ ତା ପ୍ରତି ଭଲ ପାଇବାଟା ଏତେ କଷ୍ଟ ପରେ ଆସୁଥିଲା କେମିତିକା? କଷ୍ଟ ଆମେ ଯେତେବେଳେ ଜାଣିଛୁ ଯେ ଶିମିଳିପାଳ ହେଉଛି ଆମ ଦେଶର ଗୋଟେ ଗର୍ବ,
ଆମ ଜିଲ୍ଲାର ଗୋଟେ ଗର୍ବ। ସେତେବେଳେ ମାଇଣ୍ଡରେ ଯେତେବେଳେ ଜବ୍ ହିଁ କଲୁ ସେତେବେଳେ ତ ଲାଗିଲା ଯେ ନା ଶିମିଳିପାଳ ଯେଉଁ ମାଓବାଦୀ ପରେ ପୁରା ଡେଷ୍ଟ ହେଇଗଲା ଭଳିଆ ଯେମିତି ଲାଗୁଥିଲା। ଯେମିତି ଆଗରୁ ତ କେତେ ଖୁଞ୍ଚ ଥିବ ସେଇଟା ଆମେ ଜାଣିନୁ, କିନ୍ତୁ ଯେତେବେଳେ ଆମେ ବି ଯାଇଥିଲୁ ସେତେବେଳେ ତାର ଯେଉଁ ଇଏ ଥିଲା ବହୁତ ଗଛ କଟିଥିଲା ଆମେ ଦେଖିଛୁ। ହଁ, ନୂଆ ନୂଆ ଚାକିରି ଆମେ କାହାକୁ କହିପାରୁନୁ ଯେ ମାନେ ବହୁତ ଜନ୍ତୁ ବି ମରିକି ପଡ଼ିଥିଲେ, ଯେଉଁଟାକି ଆମେ ପରେ କାହାକୁ ଯେତେବେଳେ ଆମ ସାର୍ମାନଙ୍କୁ କହିଲୁ ସାର୍ମାନେ ତ ପୁରା କହିଲେ ସେତେବେଳେ ଆଉ ନୂଆ ଚାକିରି କରୁଛୁ ନା ଆମେ ଜାଣିନୁ କୋଉଟା କରିବୁ କୋଉଟା ନ ବଟ୍ କରିବୁ। ଆପଣ ନୂଆ ମାନେ କଲାବେଳକୁ ଦେଖିଛନ୍ତି ଯେ ହଁ ମରିକି ବି ପଡ଼ିଥିଲେ? ମାନେ ପଡ଼ିଯାଇଛନ୍ତି, ମାନେ ସେତେବେଳେ ଏତେ ଷ୍ଟାଫ୍ କ'ଣ ଥିଲେ ନା ଏତେ ରହୁନଥିଲେ ସେତେବେଳେ ମାଓବାଦୀ ଆଟାକ୍ ଇଏ ନେଇକି। ମାନେ ଲାଇଫ୍ ରିସ୍କ ଥିଲା ହଁ, ସେତେବେଳେ। ଲାଇଫ୍ ରିସ୍କ ଥିଲା। ଆଉ କେହି ୟୁନିଫର୍ମରେ ବି ମାନେ ବୁଲୁ ନଥିଲେ, ସିଭିଲ ହିଁ ଡ୍ୟୁଟି କରିବା ପାଇଁ ଯାଉଥିଲେ। ଆଉ ସେତେବେଳେ ଏକ୍ସ ଆର୍ମି ସବୁ ରହୁଥିଲେ କ୍ୟାମ୍ପ କରିକି ଭିତରେ ଥିଲେ, ଆମେ ସେଇଟା ବି ଦେଖିଛୁ। କିନ୍ତୁ ଆମେ ସେଇଟା କହିଲା ବେଳକୁ ଆମକୁ ମୁଁ ସେଇ ଯେଉଁ ମରିବା ଜନ୍ତୁ ଦେଖି ନାଳଗୋଡ଼ରେ ପୁରା ବହୁତ ମରିକି ପଡ଼ିଛନ୍ତି। କୋଉ ଜନ୍ତୁ ପଡ଼ିଥାନ୍ତି? ଆଉ ହରିଣ ବି ପଡ଼ିଥିଲେ। ଆଚ୍ଛା। ଆଉ କୁଟାରୀ ବାରହା ସବୁ ପଚିକି ମାନେ ପୁରା ସେତେବେଳେ ସିଚୁଏସନ୍ 2009 କଥା ମୁଁ ଏଇଟା କହୁଛି। ତାପରେ ପରେ ଏବେ ତ ବହୁତ ଡେଭଲପ୍ ହେଲାଣି। ସେତେବେଳେ ଆପ୍ର ସିଷ୍ଟମ୍ କୌଣସି ନଥିଲା, ଆମକୁ ଚାଲିକି ସବୁ ଏରିଆ ନାଳ ସବୁ ଦେଖିବା, ଆଉ ସେଇ ଏରିଆ ଗୁଡ଼ାକ ଆମେ କଭର୍ କରୁଥିଲୁ। ଆଚ୍ଛା, ସେ ଯେଉଁ ମରିକି ପଡ଼ିଥିଲେ ମ୍ୟାମ୍ ସେଗୁଡ଼ାକୁ ମାରିକି ପକା ହେଇଥିଲେ ମାନେ? ନା ସେଟା ନାଳକୋଟରେ ପଡ଼ୁଛନ୍ତି ମାନେ ସେମାନେ ଆଇଦର ସେମିତି ହେଇଥିବ। ଆମେ ନୂଆ ଚାକିରି ଯେହେତୁ ଆମେ ସେ ବିଷୟରେ ଏତେଟା ଆଇଡ଼ିଆ ନଥିଲା ଆମ ପାଖରେ, ଏତେଟା ସେତେବେଳେ ମୋବାଇଲ ବି ଆମ ପାଖରେ ଏତେ ନାହିଁ। ଜଙ୍ଗଲରେ ବି ତ ଯେହେତୁ ନେଟୱାର୍କ ନାହିଁ, ଆମର ମୋବାଇଲ ସେତେବେଳେ ଆଣ୍ଡ୍ରଏଡ଼ ସେଟ୍ ନଥିଲା, ସାମାନ୍ୟ କିପ୍ୟାଡ଼ ମୋବାଇଲ ସବୁ ୟୁଜ୍ କରୁଥିଲି ସେଇ ଟାଇମ୍ରେ। ଆଉ ସେତେବେଳେ ଯେଉଁ ସିଚୁଏସନ୍ ଥିଲା ମାନେ ଲାଗୁଥିଲା ଯେମିତି ତାର ରକ୍ଷଣାବେକ୍ଷଣ ପାଇଁ କେହି ନାହାନ୍ତି। ତ ଆମର ସବୁ ନୂଆ ପୋଷ୍ଟିଂ ହେଇଥିଲା, ବହୁତ ସାରା ଷ୍ଟାଫ୍ ପୋଷ୍ଟିଂ ହେଇଥିଲେ। ତ ସେତେବେଳେ ମନେ ଆସିଥିଲା ତାହେଲେ ଏଇ ନିରୀହ ଜନ୍ତୁମାନଙ୍କ ପାଇଁ କିଏ ସାହାରା, ମାନେ ମନରେ ସେଇ ଟାଇମ୍ରେ ଯେତେବେଳେ ଦେଖିକି ମାନେ ସେଇ ଦିନକା ସିଚୁଏସନ୍ ଦେଖିକି ମନେ ଆସିଥିଲା ଯେ ନିରୀହ ଜନ୍ତୁମାନଙ୍କ ପାଇଁ କିଏ ସାହାରା ହେଇପାରିବ। ଆମେ ଯେହେତୁ ଏଇଠିକା ଦାନା ପାଣି ଖାଇବୁ, ତେଣୁ ତାଙ୍କ ପାଇଁ ଆମର କିଛି କର୍ତ୍ତବ୍ୟ ରହିଛି, ନିହାତି କିଛି କରିବାର ଅଛି। ସେବେଠୁ ଆସିଥିଲା ଏଇଟା 2009 ସେଇ ଯେଉଁ ମାସେ ପାଇଁ ମୁଁ ଯାଇଥିଲି, ମାସେ ଭିତରେ ଏଇ ଚିନ୍ତାଧାରା ଆସିଥିଲା। ଯେତେବେଳେ ବାହାରକୁ ପଳେଇ ଆସିଲି ତାପରେ ବି ତ ମୁଁ ଜାଣିଛି ମୋର ପୋଷ୍ଟିଂ ନିହାତି ଦିନେ ନା ଦିନେ ଭିତରେ ହେବ, ସେଟା ସୁନିଶ୍ଚିତ। ସେଇବେଳୁ ହିଁ ଏଇ ଇଏଟା ଥିଲା ଯେ ମୁଁ ଯେହେତୁ ବସିକି ରହିବା ପାଇଁ ଇଚ୍ଛା ନାହିଁ, କୋଉଠି ମାନେ କାମ କରିବାର ଇଚ୍ଛା ହିଁ ଅଛି। ତେଣୁ ନିଜକୁ ସେତିକି ଷ୍ଟ୍ରଙ୍ଗ ବନେଇବା ପାଇଁ ପଡ଼ିବ। ଶିମିଳିପାଳରେ ରହିବା ପାଇଁ ହେଲେ ଧୈର୍ଯ୍ୟ ଶକ୍ତି ନିହାତି ଦରକାର। ଯେତେବେଳେ ନଅଁରେ ରହିଲି ସେତେବେଳେ ନେଟୱାର୍କ ବି ସିଷ୍ଟମ୍ ନାହିଁ, ତେଣୁ ଆମକୁ ଯେଉଁ 16 କିଲୋମିଟର ଚାଲିବା ପାଇଁ ପଡ଼େ ଗୋଟେ ନେଟୱାର୍କ ପଏଣ୍ଟକୁ ଆସିବା ପାଇଁ। ଆଉ ସବୁଦିନ ତ ଆମକୁ ଗାଡ଼ି ନେଇକି ଆସିପାରିବନି, ତେଣୁ 8 କିଲୋମିଟର ମୋତେ ଚାଲିବା ପାଇଁ ପଡ଼େ ଫୋନ୍ରେ କଥା ହେବା ପାଇଁ କେବଳ। ଆଉ ନିହାତି ଘର ସହିତ କଣ୍ଟାକ୍ଟ କରିବା ପାଇଁ ହେଲେ ଆମକୁ ଫୋନ୍ ପଏଣ୍ଟକୁ 8 କିଲୋମିଟର ଯିବା ପାଇଁ ହିଁ ପଡ଼ିବ। 16 ହଁ ଯିବା, ହଁ 16 କିଲୋମିଟରରେ ହିଁ ଆମ ଫୋନ୍ ପଏଣ୍ଟ ଥାଏ। ଯିବା ଆସିବା କରିକି ଡ୍ୟୁଟି ବି କରୁଥାଉ ସେତେବେଳେ। ତ ଯେଉଁ ଯାଉଥାନ୍ତି ଏକା ଯାଉଥାନ୍ତି? ପ୍ରୋଟେକ୍ସନ୍ ଆସିଷ୍ଟାଣ୍ଟ ଥାନ୍ତି, ସେମାନେ ବି ଥାନ୍ତି। ନହେଲେ ଏକା ଯିବାଟା ସେଫ୍ଟି ନୁହେଁ, କେତେବେଳେ ବନ୍ୟଜନ୍ତୁ ଆସିବେ। ଆଟାକ୍ ତ କେବେ ହେଇନି, ତଥାପି କୌଣସି ଇନସିଡେଣ୍ଟ ହେଇଗଲେ କେହି ସାଙ୍ଗରେ ଥିଲେ। ହଁ ନିହାତି, ବାଘ 2 ଥର ମୋର ଲାଇଫରେ ପୁରା ଡ୍ୟୁଟି ଟାଇମ୍ରେ ମାନେ ସଡନଲି ପୁରା ବାଘ କ୍ରସ୍ କରିଛି। ଗୋଟେ ତ ଷ୍ଟୋରି ଜାଣିବା ଆମେ, ନିଶ୍ଚୟ ଆମ ଦର୍ଶକମାନଙ୍କୁ ବି ଜାଣିବା ପାଇଁ ଚାହିଁବେ। ଫାର୍ଷ୍ଟ ଟାଇମ୍ ଯେଉଁ ବାଘ ଆମେ ଦେଖିଥିଲୁ ସେଟା ପେଟ୍ରୋଲିଂ, ଫୁଡ୍ ପେଟ୍ରୋଲିଂ ଯେଉଁ ହୁଏ, ଯେଉଁ ଫୁଡ୍ ପେଟ୍ରୋଲିଂ କରୁଥିବା ସମୟରେ କେତେ ଜଣ ଥିଲେ? ଆମେ ଥିଲେ ପ୍ରୋଟେକ୍ସନ୍ ଆସିଷ୍ଟାଣ୍ଟ 4 ଥିଲେ, ଫରେଷ୍ଟର ସାର୍ ଥିଲେ, ସେତେବେଳେ ଫରେଷ୍ଟ ଗାର୍ଡ 6 ଜଣ, ଆଉ ରେଞ୍ଜ ଅଫିସର ଥିଲେ, ସେ କିନ୍ତୁ ଟିକେ ଦୂରରେ ଥିଲେ। କୋଉ ଟାଇମ୍ରେ ଥିଲା ମ୍ୟାଡ଼ାମ୍? ହଁ, ଏଇଟା ଆମର ଏଇ ବର୍ଷା ପିରିୟଡ଼ ହିଁ। ନାଇଁ ମାନେ ଦିନର କେତେଟା ବାଜିଥିଲା ସେଇ ଟାଇମ୍ରେ? 3ଟା ପାଖାପାଖି ଫୁଡ୍ ପେଟ୍ରୋଲିଂ ଚାଲିଛି। ତ ଆମେ ତ ଯେମିତି ନର୍ମାଲି ଯେମିତି ଯିବା କଥା ଚାଲି ଚାଲି ଯାଉଥିଲୁ, ହଠାତ୍ ଗୋଟେ ହରିଣ ପୁରା ଦୌଡ଼ିକି ଆସିଲା। ଆମର ବି ଜନ୍ତୁ ଦୌଡ଼ିକି ଆସିଛି, କିନ୍ତୁ ସେଇ ଟାଇମ୍ରେ ବାଘ ପୁରା କ୍ରସ୍ କରିକି ପୁରା ଯାଇଛି। ମାନେ ସେ ହରିଣଟାକୁ ବାଘ ହିଁ ଦୌଡ଼ଉଛି। ତ ସଡନଲି ଦେଖିଦେଲା ବେଳକୁ ପୁରା ହାର୍ଟ ଚକ୍ କରିଗଲା ଭଳିଆ ଲାଗିଲା। ଫାର୍ଷ୍ଟ ଟାଇମ୍ ଥିଲା ପୁଣି ସେଟା ମାନେ ବାଘ କେବେ ଜଙ୍ଗଲରେ ଦେଖିନୁ, ଶୁଣିଛୁ ଶିମିଳିପାଳ ବାଘ ଅଛି, କିନ୍ତୁ ଫାର୍ଷ୍ଟ ଟାଇମ୍ ଯେଉଁ କ୍ରସ୍ କଲା ସେଇଟା ପୁରା ହାର୍ଟକୁ ଯେମିତି ଷ୍ଟକ୍ କରିଗଲା। ଏବେ ବାଘ ପାର ହେଇଗଲା,
ମାନେ ଆଗରୁ ବାଘ ଦେଖିଥିଲେ ନା, ନା, ନନ୍ଦନକାନନ ହଉ କିମ୍ବା କୋଉଠି ହଁ ଆଗରୁ ଦେଖିଛି ବାଘ, ହଁ ତ ଦେଖିଛି। ଫରକ କି ଥିଲା? ସେଟା ନ୍ୟାଚୁରାଲ ପୁରା ଏଗ୍ରେସିଭ, ଆଚ୍ଛା। ମାନେ ବାଘ ସେଇଟା ଦୌଡ଼ିବାର, ପୁରା ଦେଖା ହଁ ସେଇଟା ଦେଖିନଥିଲି। ମାନେ ହଠାତରେ ଆଉ ସେଠି ତାପରେ ବାଘ ଦେଖିଲା ପରେ ଆଉ ଡ୍ୟୁଟି ସାଙ୍ଗେ ସାଙ୍ଗେ ପୁରା ଗାଡ଼ି ପାଖକୁ ପଳେଇ ଆସିଲୁ। ମାନେ ସେଇଠୁ ରିଟର୍ନ କରି ହଁ ସେଇଠୁ ରିଟର୍ନ କରି ଆସିଲୁ। ତାପରେ ଆମକୁ ଖବର ଦେବା ପାଇଁ ପଡ଼େ ଯେ ଆଜି ବାଘ Sight ହେଇଛି। ସାଇଟିଂ ହେଇଛି ବୋଲି। ଆମେ ଦେଖିକି ବଡ଼ ଖୁସି ଲାଗିଲା ଯେ ଆମେ ଫାର୍ଷ୍ଟ ଟାଇମ୍ ଗୋଟେ ବାଘ ସାଇଟିଂ ଆମେ ଦେଇଛୁ ବୋଲି। ଆଉ ମାନେ ଡର ବେଶୀ ଲାଗିଲା ନା ମ୍ୟାଡ଼ାମ୍, ନା ଲକି ବେଶୀ ଲାଗିଲା? ଲକି ବେଶୀ ଲାଗିଲା। ମାନେ ଏତେ ଘଞ୍ଚ ଜଙ୍ଗଲ ଭିତରେ ବି ଆଜ୍ଞା। ଆମେ ବାଘକୁ ଦେଖିପାରିଲୁ। ମାନେ ଫାର୍ଷ୍ଟ ଟାଇମ୍ ପୁଣି କେବେ ନେଚର ଭିତରେ ଆମେ ମୁଁ କେବେ ଦେଖିନଥିଲି, ସେଇଟା ଫାର୍ଷ୍ଟ ଟାଇମ୍ ଥିଲା ମୋ ଲାଇଫରେ। ଆଜ୍ଞା। ଆଉ ସେକେଣ୍ଡ ଟାଇମ୍ ଯୋଉଟା ଦେଖିଥିଲି ସେଟା ଗାଡ଼ିରେ ଥିଲା। ଆଚ୍ଛା। ପୁରା ଆସିଲା, ପୁରା ଗୋଟେ ଜମ୍ପ ମାରିଲା, ଆମକୁ ଭଲ ଲୋକଟେ ଦେଲା, ତାପରେ ଆଉ ଥରେ ଜମ୍ପ ମାରିକି ଗୋଟେ ଗର୍ଜନ କରିକି ପଳେଇଲା। ଆଚ୍ଛା। ସେଟା ମହାବୀର ସାର୍ ବୋଲି। ମହାବୀର ସାର୍। ହଁ ସେଇଟା କରେରିଆରେ ଆମର ମହାବୀର ସାର୍ ଥିଲା ସେଇ ଇନସିଡେଣ୍ଟଟା। ଆଉ କୋଉ ଜନ୍ତୁ ଦେଖା? ଆଉ ହାତୀ ସହିତ ଆଟାକ୍ ସେମିତି କେବେ ହେଇନି, ମାନେ ସାମ୍ନାସାମ୍ନି ଯୋଉଟା ହେଇଯାଇଛି। ଆମେ ଜାଣିଛୁ ମଉସା ବି ବହୁତ ହାତୀକୁ ଲାଇକ୍ କରନ୍ତି। ହଁ ବାପା ବହୁତ, ଆମର ଯୋଉ ଝାଡ଼ଖଣ୍ଡ ହାତୀ ଆସିବେ ଆଜ୍ଞା। ସେ ପୁରା ତାଙ୍କୁ ପୂଜା ବି କରନ୍ତି। ଆଚ୍ଛା। ହାତୀକୁ ସେ ବହୁତ ମାନନ୍ତି। ଆଉ ଇନ୍ସପାୟାର ହବାର ଗୋଟେ କାରଣ ହେଉଛନ୍ତି ବାପା, ଯେହେତୁ ପକୁଆ ଜନ୍ତୁଙ୍କ ସେବା କରିବାଟା ମନ ଭିତରେ ସେବେଠୁ ହିଁ ରହିଯାଇଛି ଯେ ତାଙ୍କ ପାଇଁ କିଏ ଅଛି। ମୁଁ ନିଜେ ବି ଫିଲ୍ କରେ ଯେ ତାଙ୍କ ପାଇଁ କିଏ ଅଛି। ସେମାନେ କହିପାରୁନାହାନ୍ତି କି କିଛି କରିପାରୁନାହାନ୍ତି, ତ ସେଥିପାଇଁ ଆମକୁ ହିଁ କିଛି ତାଙ୍କ ସୁରକ୍ଷା ପାଇଁ ଆମକୁ ହିଁ ଆଗ ବଢ଼ିବା ପାଇଁ ପଡ଼ିବ। ଆଜ୍ଞା। ତ ବନ୍ୟଜନ୍ତୁଙ୍କୁ ସୁରକ୍ଷା କରୁଛନ୍ତି ମାନେ ବନ୍ୟଜନ୍ତୁ ମାନଙ୍କୁ ଯେଉଁମାନେ ଶିକାର କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ନିହାତି ଏନକାଉଣ୍ଟର ହେଇଥିବ। ଏନକାଉଣ୍ଟର ତ କେବେ ଆମ ପାଖରେ ତ ଆକ୍ଚୁଆଲି ସେତେବେଳେ ଗନ୍ ନଥିଲା। ଆଚ୍ଛା। ଆମ୍ନା ସାମ୍ନା ବହୁତ ଥର ହେଇଛି, ବହୁତ ଥର ହେଇଛି। ସେମାନେ ଫାଷ୍ଟ ଗୋଟେ ବାଲିଠାରେ ଥିଲାବେଳେ ଆମର ସେଦିନ ଥାଏ ସର୍ଭେ ଚାଲିଥାଏ, ଆମକୁ 5 କିଲୋମିଟର କଭର କରିବାର ଥାଏ। ସକାଳୁ ଆମେ ମୋବାଇଲ ଅନ୍ କରିକି ବାହାରିଛୁ ଆଉ ସେଟା ସକାଳ 6 ଟାଇମ୍ ଥାଏ। ତ ସେଦିନର ଘଟଣା ଏଇଆ ଥିଲା କି ଏଇଟା କୋଉ ମସିହା? ଏଇଟା 19ରେ ଯେତେବେଳେ ମୁଁ ବାଲିଠି ଆସିଲି ଆଚ୍ଛା। ସେଇ ଟାଇମ୍ରେ। ତ ଫୁଡ୍ ପେଟ୍ରୋଲିଂ ଆମେ ଯିବୁ ସକାଳ 6ରୁ ବାହାରିଛୁ। ତ ଗୋଟେ ଲୋକ ଦି ଜଣ ଥିଲେ। ସିଏ ଫାଷ୍ଟ ଟାଇମ୍ ମୁଁ ଜାଣିନି ଯେ ସେ ମୋତେ ଗନ୍ ଦେଖାଉଛି ବୋଲି, କାହିଁକି ତାଙ୍କ ଗନ୍ରେ ଗୋଟେ ଲାଇଟ୍ ଲାଗିଥାଏ, ସେମାନେ ଛୋଟ ଲାଇଟ୍ଟେ ଲଗେଇକି ରଖିଥାନ୍ତି। ହଁ ତାପରେ ଯେତେବେଳେ ଆମେ ଫୁଡ୍ ପେଟ୍ରୋଲିଂ ବାହାରିଛୁ ଭୋର 5:30, ଆମ 6ଟା ବେଳେ ଆମର ଷ୍ଟାର୍ଟିଂ କରିବାର ଅଛି ଆଉ। ଆମର କେତେ ଜଣ ଥିଲେ? ଆପଣ କେତେ ଜଣ ଥିଲେ? ମୋ ସାଙ୍ଗରେ 2 ଜଣ ପିଏ। ଆଚ୍ଛା। ହଁ ସେମାନେ Total ଥିଲେ 3 ଜଣ। 3 ଜଣ ଆମେ ଥିଲୁ, ସେମାନେ 2 ଜଣ ଓହ୍ଲେଇକି ଆସୁଛନ୍ତି। ତ ଆପଣଙ୍କ ପାଖରେ କିଛି ଗନ୍ କିଛି ଆମର ଲାଠି ଥାଏ। ଆଉ ସେଦିନ ଆମର ଯେହେତୁ ସର୍ଭେ ଚାଲିଥାଏ, ଆମକୁ ସକାଳ ଭୋରୁ 6ଟା ବେଳକୁ ନର୍ମାଲ ପେଟ୍ରୋଲିଂ ଥିଲା, ମାନେ ଆଗୁଆ କିଛି ଖବର ନାହିଁ କି ସେଠି ଅଛନ୍ତି 50। ତ ସେମାନେ ହଠାତ୍ ଆସୁଛନ୍ତି, ଆମର ଭେଟଘାଟ ହେଇଗଲା ପୁରା ହଠାତ୍, ପୁରା ସାମ୍ନାସାମ୍ନି ହେଲା। ସିଏ ମୋତେ ଗନ୍ ଦେଖେଇଛି, ସିଏ କ'ଣ ଲାଇଟ୍ ଦେଖାଉଛି, ମୁଁ ତାକୁ ମୋ ଛୁଆମାନଙ୍କୁ କହୁଛି ଆରେ ସିଏ ମୋତେ କ'ଣ ଲାଇଟ୍ଟା ଦେଖାଉଛି। ସେ ଛୁଆଟା କିଛି ନାଇଁ ଆପଣ ଜାଣି ପାରୁନାହାନ୍ତି ତଥାପି କେତେ ଦୂରିଆରେ ଥିଲା? ଡିଷ୍ଟାନ୍ସ ବେଶୀ ନୁହେଁ, ଏଇ 300 ମିଟର ଭିତରେ, ସେଇ ଭିତରେ ହିଁ ମାନେ ନୋଟା ହେଇଛି। ସେମାନେ ଗୋଟେ ଫୁଟପାଥରେ ଓହ୍ଲଉଛନ୍ତି, ଆମେ ଗୋଟେ ଫୁଟପାଥରେ ଉଠୁଛୁ, ମାନେ ମଝିରେ କିଛି ନୋଟା ଅଛି। ତ ସିଏ ମୋତେ ଯେତେବେଳେ ଗନ୍ ଦେଖେଇଲା, ମୁଁ କ'ଣ ଭାବୁଛି ଏ ଲାଇଟ୍ଟା କ'ଣ ମୋତେ ଦେଖାଉଛି। ମୁଁ ତାକୁ କହୁଛି ସିଏ କହୁଛି ନା ମ୍ୟାଡ଼ାମ୍ ଦେଖନ୍ତୁ ଗନ୍ଟା, ସେଟା ଦେଖନ୍ତୁ ଗନ୍ଟା। ତାପରେ ମୁଁ ଠିଆ ହେଇଗଲି ସଡନ୍ଲି, ତାଙ୍କୁ କହିଲି। ସେ ଆଉ ମୋର ଯୋଉ ପିଲା 2ଟା ଥିଲେ ସେମାନେ ବି ଆପଣ ବିଲିଭ୍ କରିଗଲେ ଯେ ସତରେ ଗନ୍ଟା ବୋଲି? ନାଇଁ ସେ ମୁଁ ତ ଠିଆ ହେବି ନା, ସଡନ୍ଲି ଦେଖିବି ସିଏ ମୋତେ ଯେହେତୁ ଇଏ କରୁଛି, ହଁ ତାକୁ ଦେଖିଲେ କ'ଣ, ମୁଁ ତାକୁ କହୁଛି ତୋର ଯଦି ମାରିବାର ଅଛି ମୋତେ ମାରିଲୁ, ଆଉ ତୋ ଗୁଳିରେ ଯଦି ମୋର ମରିବାର ଥିବ ମୁଁ ଏଇନା ମରିଯିବି। ତାପରେ ଜଷ୍ଟ ସେତିକି କହିଛି, 2 ପାଦ ଆଗେଇଛି, ସିଏ ଆଉ ଗନ୍ ଧରିକି ପୁରା ଦୌଡ଼ିଲା। ଫାର୍ଷ୍ଟ ଇନସିଡେଣ୍ଟ ଗନ୍ ମୋତେ ସେ ଦେଖିଲା, ମୁଁ ଏମିତି ଭାବିଲି। ତାପରେ ଆମେ ଯେହେତୁ ସର୍ଭେରେ ଯାଉଥିଲୁ, ଆଉ ସର୍ଭେଟା ଇମ୍ପୋର୍ଟାଣ୍ଟ ଥିଲା, ତେଣୁ ଆମେ ଆଉ ସେ 50 ମାନଙ୍କୁ ଆଉ ସେଇ ଦୌଡ଼େଇକି ଆଉ ଥରେ ବେକ୍ କରି ପଳେଇ ଆସିଲୁ। ସେଇ ଦିନଠୁ ତ ଗୋଟେ ମାନେ ମାଇଣ୍ଡ ସେଟ୍ ଚେଞ୍ଜ ହେଇଯାଇଥିବ କି ସେତେବେଳେ ପର୍ଯ୍ୟନ୍ତ ତ ଆପଣ ସାମ୍ନାସାମ୍ନି ହେଇନଥିଲେ 50 ମାନଙ୍କ ସହିତ। ତାପରେ ସେଇ 50, ତାପରେ 2019ରେ ଯୋଉ ଲକଡାଉନ ପଡ଼ିଲା, ଫାର୍ଷ୍ଟ ଟାଇମ୍ ଯୋଉ ଲକଡାଉନ ଥିଲା 19 ତାରିଖ କି 29 ତାରିଖ ଡେଟ୍ ଥିଲା, ଘରୁ କେହି ବାହାରିବେ ନାହିଁ।
ଆଉ ସେ ଦିନକାର ଇନସିଡେଣ୍ଟ ଏଇଆ ଥିଲା କି ମାନେ ସେ ଆଖପାଖ ଯେଉଁ ଗାଁ ଥିଲେ ସେ ଗାଁର ସମସ୍ତେ ବୁଢ଼ା ଯେଉଁମାନେ ବୁଢ଼ୀ ଲୋକ ଯେଉଁମାନେ ଜଙ୍ଗଲ ଉଠି ବି ପାରିବେନି ସେମାନେ ବି ଲିଡର ହେଇକି ସେମାନେ ଯାଇଛନ୍ତି ଶିକାର ପାଇଁ। ତାକୁ ଜଙ୍ଗଲ ଭିତରେ ଯେତେବେଳେ ମୁଁ ଗାଁରୁ କିଛି ଖବର ଥିଲା ଯେ ଆଜି ଲୋକ ଉଠିଛନ୍ତି ତାପରେ ଆମର ଷ୍ଟାଫ୍ ବି କିଛି ମୋ ସାଙ୍ଗରେ ଗଲେ। ସେ ଲୋକମାନେ ସବୁ ଧନୁତୀର କେତେ ପାଖାପାଖି ଥିଲେ? ଆଉ 100 ଗାଁ ଲୋକ, ହଁ 100 ପୁରା ସବୁ ଗାଁର ଲୋକ ଯାଇଛନ୍ତି, ଆଚ୍ଛା ସବୁ ଏରିଆରୁ ଲୋକ ଉଠିଛନ୍ତି। ତ ତାଙ୍କ ସହିତ ଯେତେବେଳେ ଫାଷ୍ଟ ଦେଖା ହେଲା ତାଙ୍କର ଏତେ ଲୋକ, ଆମର ଅଛନ୍ତି 12-13 ଜଣ ଆମେ ଥିଲୁ। ଗାଡ଼ିରେ ଯାଇଥିଲେ? ନା ଗାଡ଼ି ସେଠି ଗାଡ଼ି ଯିବାର ରାସ୍ତା ନାହିଁ ସେପଟ ଏରିଆ, ଯେହେତୁ ଏପଟୁ ଗଲାବେଳେ ସବୁବେଳେ ଏ ତଳ ଏରିଆରୁ ଉପରକୁ ଉଠିଲେ ସବୁ ହିଲି ଏରିଆ, ତେଣୁ ତାଙ୍କୁ ଯେତେବେଳେ ଦେଖା ହେଲା ତ ଏତେ ଲୋକ ମାନେ ଡାଇରେକ୍ଟ ଜଙ୍ଗଲ ଭିତରେ ପାଇଗଲୁ। ତାଙ୍କୁ ପାଇଗଲା ପରେ ଆପଣ ଜାଣିଥିଲେ ମ୍ୟାମ୍ ସେଇପଟେ ହିଁ ଯାଇଛନ୍ତି? ନା ଆମେ ତାଙ୍କୁ ଖୋଜୁଥିଲୁ ଯେ ଏଇ ଲୋକମାନେ ଉଠିଛନ୍ତି କୋଉ ଫୁଟପାଥରେ ଓହ୍ଲେଇବେ କି ସେମାନେ ଓହ୍ଲଉଥିଲେ। ଆଚ୍ଛା ଅଲଗା ସେମାନେ ଓହ୍ଲଉଥିଲେ ଆପଣ ଉଠୁଥିଲେ ସେଇ ଟାଇପ୍ର କିଛି? ନା ସେମିତି ହେଇନି। ସେମାନେ ଯେଉଁ ଗୋଟେ ଫୁଟପାଥରେ ଓହ୍ଲେଇଲେ ଆମେ ବି 2-3ଟା ଫୁଟପାଥ ଚେକ୍ କଲୁ। ଫୁଟପାଥ ଏଇ ସାଇଡ୍ର ଲୋକମାନେ ଏଇ ରାସ୍ତାରେ ହିଁ ସେମାନେ ଯାଇଥିବେ। ଜାଣିଥିଲେ ମ୍ୟାଡ଼ାମ ଏତେ ଜଣ ଯାଇଛନ୍ତି ବୋଲି? ସେମିତି କିଛି ଖବର ଥିଲା? ଖବର ଥିଲା ଯେ ଗାଁ ଲୋକ ଯାଇଛନ୍ତି ବୋଲି, ଯେ ଏତେ ମାତ୍ରାରେ ଯାଇଛନ୍ତି ଆମକୁ ଜଣା ନଥିଲା। ଯେତେବେଳେ ତାଙ୍କୁ ଭେଟ ହେଲା ଆମେ ଶୁଣିଥିଲୁ ଗୋଟେ ଗାଁର, କିନ୍ତୁ ଦେଖିଲା ବେଳକୁ ବହୁତ ସାରା ଗାଁର ଲୋକ ଯାଇଛନ୍ତି। ତ ସେଇ ଜଙ୍ଗଲ ଭିତରେ ଯେତେବେଳେ ଦେଖା ହେଲା କରିବୁ କ'ଣ ବୁଦ୍ଧି ପୁରା ଏତେ ଲୋକ, ମୁଁ ହିଁ ଜଣେ ଷ୍ଟାଫ୍ ଅଛି ଆଉ ସବୁ ହଁ ମୁଁ ସେଠିକାର ଲିଡର। କ'ଣ କରାଯିବ ଦେଇକି ମୋବାଇଲ ଯେତେବେଳେ ଥାଏ ଗୋଟେ ପିଲା ଭିଡ଼ିଓ ରେକର୍ଡ଼ିଂ ପୁରା ସେ ତା କଲା। ଆଉ ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କଲି ଆରେ ତୁମେମାନେ ଆଜି ପୁରା ସରକାର ଘୋଷଣା କରିଛନ୍ତି ଘରୁ କେହି ବାହାରିବନି, କରୋନା ଇଏ ହେଲାଣି, ଆଉ ତୁମେମାନେ ସବୁ କାହିଁ ଜଙ୍ଗଲ ଆସିଛ? ଆଉ ସେତେବେଳେ ସେମାନେ ତୁମ ନାଁରେ କେସ୍ ହବ ଏମିତି କହିଲି, ଆଉ ତୁମେ ଘରୁ ବାହାରିବା କଥା ନୁହେଁ। ତ ସମସ୍ତେ ଦେଖିଲି ଯେ କେହି ଏଗ୍ରେସିଭ୍ ନୁହନ୍ତି, ସମସ୍ତଙ୍କୁ ହାତ ଉପରକୁ କରିକି ଧନୁତୀର ଆଉ ଧନୁକୁ ସବୁ ଗୋଟେ ଜାଗାରେ ଆମେ ସବୁ ଏକଜୁଟ କଲୁ। ଆଉ ତୁମମାନଙ୍କ ଉପରେ ହଁ ସେମାନେ ଯେହେତୁ ଯେହେତୁ ଲେଡ଼ିଜ୍ ଜଣେ ମୁଁ ହିଁ ଥିଲି ଆଉ କେହି ଇଏ ନଥିଲେ, ତାପରେ ମୋ ପିଲାମାନେ ଥିଲେ, ସେମାନେ ବି କହିଲେ ଦେଖ ଆଉ ଆଜି ଯେହେତୁ ଘରୁ ବାହାରିବା ମନା, ତୁମମାନେ ସବୁ ଘରୁ ବାହାରିଛ, ତୁମ ନାଁରେ ସବୁ କେସ୍ ହବ ଏମିତି କହିଲା ବେଳକୁ ସେମାନେ ସବୁ ଧନୁତୀର ଫନୁତୀର ସବୁ କିଛି 2ଟା ଲୋକ, ସେମାନେ ଗାଁର କିଛି ଲୋକ ମାନେ 3-4 ଜଣ, ସେମାନେ ଆମେ ଦେବୁନି। ମୁଁ କହିଲି ତୁମେ ଏବେ ଦେଇଦିଅ, ଆଉ ଯେହେତୁ ଏଠି ସମସ୍ତେ ଅଛନ୍ତି ଆଉ ତୁମ ନାଁ ଗାଁ ସବୁ ଠିକଣା ତୁମେ ତ ଚିହ୍ନା ବି ପଡ଼ିଗଲାଣି ଏଇ ଗାଁର ଲୋକ ବୋଲି, ତୁମ ସବୁ ଦେଇଦିଅ ଆଉ କିଛି କାର୍ଯ୍ୟାନୁଷ୍ଠାନ ନିଆଯିବନି କି ତୁମ ନାଁରେ କିଛି କେସ୍ ହବନି। ତେଣୁ ତାଙ୍କୁ କହିକି ବୁଝେଇକି ମାନେ ସେ ଧନୁତୀର ସବୁ ଗୋଟେ ଜାଗାରେ ଆମେ ଏକଜୁଟ କଲୁ। ଯେହେତୁ ତାଙ୍କ ପାଖରେ ଅସ୍ତ୍ର ଅଛି, ଆମ ପାଖରେ ଅସ୍ତ୍ର ନାହିଁ, ତେଣୁ ଆଗେ ଫାଷ୍ଟ ଆମେ କ୍ୟାପଚର କରିବା ପାଇଁ ଚାହିଁଲୁ ଯେ ଧନୁତୀର ଗୁଡ଼ାକ ସେମାନେ ଦେଇଦିଅନ୍ତୁ। ଦେଲା ପରେ ସେଇଠୁ ଆସିଲା ପରେ ସେ ଲୋକ ତ ଗୋଟେ ଗାଁର ପଳେଇଲେ। ସନ୍ଧ୍ୟା ଟାଇମ୍ରେ ଯେତେବେଳେ ଆମେ ଫେରୁଥାଉ ଆଉ କିଛି ଲୋକ ଧରା ହେଲେ, ତାଙ୍କୁ ପୁରା ଧରିକି ଆଣିଲୁ। ଯେହେତୁ ଯେତେବେଳେ ଲକଡାଉନ୍ ଥାଏ କୁଆଡ଼େ ନେଇକି ଯାଇହେବନି, ତାଙ୍କୁ ଗୋଟେ ୱାର୍ଣ୍ଣିଂ ଦେଇକି ଆମେ ଛାଡ଼ିଲୁ ହଁ ଯେ ଆଉ ସେମିତି ଭୁଲ କରିବନି, ଆଉ ସେମିତି କିଛି କରିବନି। ସେଇ କିଛି ଦିନ ପରେ ପୁଣି ରଜ ଥାଏ। ତ ଯେହେତୁ ତାଙ୍କର ଫାଷ୍ଟ ଦିନ ଆମେ ଧନୁତୀର ସବୁ ଛଡ଼େଇ ଆଣିଥିଲୁ, ତ ସେଇ ଦିନ ଆମେ ସକାଳୁ ପୁଣି ଡ୍ୟୁଟି ମୋ ପିଲାମାନଙ୍କ ସହିତ ବାହାରିଥାଏ। ହଠାତ୍ରେ ସେମାନେ ଆମକୁ କୁକୁର ସବୁ ଯାଉଥାନ୍ତି, ତ ଆମେ ଭାବିଲୁ ନିହାତି ଗୋଟେ କିଛି ଆଦିବାସୀ କଥା କିଛି ବୁଝି ହେଉନଥାଏ। ଆମେ ଦୂରରୁ ଥାଉ ଖାଲି ଫୋକସ୍ କରୁଥାଉ ଯେ ଲୋକମାନେ ତାଙ୍କ ହାତରେ ଦେଖିଲୁ ଗନ୍ ଥିଲା, ଧନୁତୀର ଥିଲା, ତ ସେମାନେ ଏକଜୁଟ। ଆମେ କହିଲୁ କିଛି ନହେଲେ ନାହିଁ, ଆମେ ଗନ୍ ବାଲାକୁ ଧରିବୁ, ତ ଆମକୁ ଯିବା ପାଇଁ ପଡ଼ିବ। ସେମାନେ ଏଣ୍ଟ୍ରି କରିବା ପାଇଁ ଚାହୁଁଥିଲେ ସେଇ ଟାଇମ୍ରେ। ତ ଏଣ୍ଟ୍ରି ଯେତେବେଳେ କରିବା ପାଇଁ ଚାହୁଁଥିଲେ, ତ ସେଇ ଦିନରେ ଯେଉଁ ରାଗ ହେଇଥିଲା ଫାଷ୍ଟ ଡେରେ ତାଙ୍କୁ ନେଇ ଆସିଥିଲି, କୋଭିଡ୍ ଟାଇମ୍ରେ ଯେତେବେଳେ ରଜ ଟାଇମ୍ରେ ମୁଁ ତାଙ୍କୁ ସାମ୍ନାସାମ୍ନି ଗଲି, ସେମାନେ ଆମକୁ ପୁରା ଘେରିଗଲେ। ଆମେ ସେତେବେଳେ ମୋର 4ଟା ପିଲା ଥାନ୍ତି ଆଉ ମୁଁ ଥାଏ। ସେମାନେ ବି ଗାଁ ଲୋକ ପୁରା 25-26 ଜଣ ଉଠିବେ, ଆଉ ସେଦିନ ଶିକାର ସେମାନେ ଯିବା ଉଦ୍ଦେଶ୍ୟରେ ଥାନ୍ତି। ତାପରେ ଯେତେବେଳେ ଏଇ ଇନସିଡେଣ୍ଟଟା ମୋତେ ହଠାତ୍ ସେଇଦିନ ହେଲା, ଆମେ ସବୁ ସକାଳେ ଚୁଡ଼ା ଫୁଡ଼ା ଧରିକି ଯାଇଛୁ ଆଉ ଖାଇ ଦେଇକି ପୁରା ସେଦିନ ଡ୍ୟୁଟିଟା ପୁରା କରିବୁ। ଆଉ ଚୁଡ଼ା ଧରିଥାଏ କିନ୍ତୁ ଖାଇ ନଥାଏ। ଯେତେବେଳେ ଏମାନଙ୍କୁ ଭେଟ ହେଇଗଲା, ତ ସେମାନେ ଆମକୁ ପୁରା ଘେରିଗଲା ପରେ ମୋ ଛୁଆମାନଙ୍କୁ ବାଡ଼ିଆ ପିଟା କରିବେ ବୋଲି କହିଲେ, ଆଉ ମୋବାଇଲ ଛଡ଼େଇ ନେଇଗଲେ ସବୁ। ଯେହେତୁ ମୋବାଇଲରେ ଫଟୋ ତ ସେମାନେ ଆଉ ଜାଣିଛନ୍ତି ସେଦିନ ବି ରେକର୍ଡ଼ିଂ ହେଇଥିଲା, ତାଙ୍କର ଫଟୋ ସବୁ ମୁଁ ସାର୍ଙ୍କୁ ପଠେଇ ଦେଇଥିଲି, ସେଣ୍ଡ କରିଦେଇଥିଲି। କିନ୍ତୁ ସେମାନେ ଆମକୁ ଯେତେବେଳେ ଗନ୍ ବାଲା ଦୌଡ଼ିକି ପଡ଼ିଲେ, ଯେଉଁମାନେ ଥିଲା ଆମେ ଗନ୍ ବାଲା ଦୌଡ଼ିକି ପଡ଼ିଲେ। ତାପରେ ମୋତେ ମୋ ଛୁଆମାନଙ୍କୁ ପୁରା
ଆଣ୍ଠେଇ ଦେଲେ ମୁଁ କହିଲି ତାଙ୍କୁ କିଛି କରୁନି ଯେହେତୁ ସେମାନେ ମୋ ଆଣ୍ଡରେ କାମ ମୋତେ ଯାହା କରିବା କଥା ମୋତେ ହେକଲିଂ କଲେ ମୋର ପୁରା କଲର ଲେଡ଼ିଜ୍ ବି ଆସିଗଲେ କଲର ପୁରା ସେଦିନ ଆମର ଧନୁତିର ନେଇଯାଇଥିଲ କହିକି ମୋତେ ପୁରା କଲର ଇଏ କଲେ ନେଇକି ମୁଁ କହିଲି ଦେଖ ଭୁଲଟା ମୋର ମୁଁ କହିଲି ସେଦିନ ମନା କରିଦେଲେ ତମେ ଜଙ୍ଗଲ ଯିବନି ଏଇଟା ବେଆଇନ ତ ସେମାନେ କହିଲେ ନା ତୁମେ କାଠ ଆଣିବା ପାଇଁ ବି ଦେଉନ ମୁଁ କହିଲି କାଠ ଆଣିବା ପାଇଁ ତ ତୁମକୁ କେବେ ମନା କରିନି ଝୁରି ଝାଟି ତୁମେ ଯାହା ନେଉଛ ନିଅ କିନ୍ତୁ କଞ୍ଚା ଗଛ କେବେ କାଟିବନି ଯେହେତୁ ଗଛ ଗୋଟେ ଆମେ ଲଗେଇ ପାରିବାନି ଆମେ କାଟିବା କାହିଁକି ସେତିକି କଥା ତାଙ୍କୁ ମୁଁ ବୁଝେଇଲି ତ ସେମାନେ ତଥାପି ଅବୁଝା ହେଲେ ତାପରେ ମୋତେ ଆମେ ଆଉ ଯିବୁନି ସେ ତାପରେ କହିଲେ ସେମାନେ ପଳେଇଲେ ହେଲା ତମେ ଏଠି ଆସିଛ ଦିନେ ଅଧେ ରହିବ କ'ଣ ଏମିତି ଆମକୁ ଛଡ଼େଇ ମୋଟିଭଟା ଥିଲା ଧମକେଇବା ହଁ ଧମକେଇବା ଥିଲା ମାନେ ହେକଲିଂ କଲାବେଳେ ସେମିତି କଲେ ମାନେ ମୋତେ କଲର ଟାଣିଲେ ମୋ ଛୁଆମାନଙ୍କୁ ବି ଇଏ କଲେ ମୋବାଇଲ ଛଡ଼େଇ ନେଇକି ଯେତେ ସବୁ ଫଟୋ ଉଠେଇଥିଲି ସବୁ ଡିଲିଟ୍ ମାରିଦେଲେ ତାପରେ ସେଦିନ ଆସିକି ସାର୍କୁ ଫୋନ୍ କଲି ସାର୍ ଏମିତି ଘଟଣା ହେଇଛି ଆଉ ସେଦିନ ଖାଇବି ନାହିଁ ସେଦିନ ମାନେ ଏମିତି କଷ୍ଟ ଲାଗିଲା ମାନେ ମୁଁ ଭାବିପାରିଲିନି ମାନେ ଏବେ ତ ମାନେ କ'ଣ ଗୋଟେ ହେଇଗଲା ଭଳିଆ ଏଇ ଇନସିଡେଣ୍ଟଟା ଫାର୍ଷ୍ଟ ଟାଇମ୍ ହଁ ଫାର୍ଷ୍ଟ ଟାଇମ୍ ହେଲା ତାପରେ ସାର୍ଙ୍କୁ ଯେତେବେଳେ କହିଲେ ଏସ୍ଏଫ୍ ସାର୍ ଥାନ୍ତି ମାଝି ସାର୍ କହିଲେ ତୁମେ କ'ଣ ଚାହୁଁଛ ସେତେବେଳେ ପଞ୍ଚାୟତ ଗୁଡ଼ାକୁ ସବୁ ଦେଇଥାଏ କଲେକ୍ଟର ପାୱାର ଦେଇଥାନ୍ତି କଲେକ୍ଟର ପାୱାର ମାନେ ଯାହା କରିବେ ସରପଞ୍ଚ କରିବେ ସେଇ ଜିନିଷଟା ହେଇଥିଲା ତାପରେ ସାର୍ କହିଲେ ତୁମେ କ'ଣ ଚାହୁଁଛ ମୁଁ କହିଲି ସାର୍ ମୁଁ ସେ ଲୋକମାନଙ୍କୁ ଚିହ୍ନିଛି ଆଉ ସେ ଗାଁରେ ଖାଲି ଗାଡ଼ି ଟିକେ ମୁଭମେଣ୍ଟ କରିବାର ଅଛି ମୁଁ କହୁଥିଲି ତାପରେ ସାର୍ ବି ସେତେବେଳେ ଗାଡ଼ି 3-4ଟା ଦେଲେ ଲୋକ ତାପରେ ସେ ଲୋକ ହଠାତ୍ ରାସ୍ତା ସେ ଗାଡ଼ି ଦେଖିକି ଏଇ ଲୋକ ସାର୍ ଯାଇଥିଲା ତାକୁ ଧରନ୍ତୁ ସେ ଲୋକ ପୁରା ଭିଡ଼ରେ ଦୌଡ଼ିଲା ଡରିକି ସେ ଲୋକକୁ ବି ଆଣିକି ସରପଞ୍ଚ ପାଖକୁ ନେଇଗଲେ ତାପରେ ସରପଞ୍ଚ ଆସିକି ତାଙ୍କ ଗାଁରେ ମିଟିଂ କଲେ ମିଟିଂ କଲା ପରେ ସେଇଠୁ ଗୋଟେ ଲିଖିତ ନାମା ହେଲା ଏଇ ମ୍ୟାଡ଼ାମ୍ ଯେତେ ଦିନ ପର୍ଯ୍ୟନ୍ତ ଥିବେ ତୁମେ ମାନେ ସବୁ କୋଅପରେଟ୍ କରିବ ତାଙ୍କୁ ଆଉ ଯଦି କୌଣସି ତାଙ୍କର ବି ଯଦି ଇନସିଡେଣ୍ଟ ହେଲା ତାହେଲେ ସେଥିପାଇଁ ତୁମେ ମାନେ ଦାୟୀ ହବ ଗୋଟେ ବଣ୍ଡ ସାଇନ୍ କରିକି ସେମାନେ ବି ମାନିଲେ ଯେ ଆମେ ଆଉ ସେ ଭୁଲ କରିବୁନି ଆଉ ମ୍ୟାଡ଼ାମ୍ ଯେତେ ଦିନ ବି ଏଠି ଥିବେ ତାଙ୍କୁ କୋଅପରେଟ୍ କରିବୁ କି ଶିକାର ଯିବନି ତ ସେଇ ଗାଁରେ ମୁଁ ରହିକି କାମ କରିକି ଆସିଲି ସେବେଠାରୁ ମୋର ଆଉ କିଛି ଇନସିଡେଣ୍ଟ ହେଇନି ତାଙ୍କ ସହିତ ଭଲ ଯିଏ ଶୁଖିଲା କାଠ ନେଲା ତାକୁ ଛାଡ଼ି ଦିଆଗଲା ଯିଏ କଞ୍ଚା କାଠ ନେଲା ତାକୁ 100 ଥରେ 2 ଥର 100 ଥର ବି ବୁଝା ହୁଏ ତୁମେ ସେଇଟା କରନି ଆଉ ଜଙ୍ଗଲରେ ନିଆଁ ଲାଗିଲେ କ'ଣ ହୁଏ କି ସେମାନେ ସେଇ ଯେଉଁ ଶାଳ ଗଜଡ଼ି ହେଇଥିବ ସେମାନଙ୍କୁ ବି ଏଇଟା ଶୁଖିଲା ପୋଡ଼ି ଯାଇଥାଏ ସେଇଟାକୁ କାଟି ନେଇକି ପଳେଇ ଆସନ୍ତି ମେନ୍ ମୋଟିଭ୍ ସେଇଟା ନିଆଁ ଲାଗିଲେ ତାଙ୍କ ପାଇଁ ମାନେ କାଠଟା ଶୁଖିଲା ହେଇଯିବ ନହେଲେ ଏମିତି ତ କଞ୍ଚା ଦେଖାଯିବ ନା କିନ୍ତୁ ପୋଡ଼ିଗଲା ପରେ ଟିକେ ନିଆଁ ଲାଗିଯାଇଥାଏ ପୋଡ଼ିଗଲା ପରେ ସେମାନେ କହିବେ ଏଇଟା ଶୁଖିଲାଟା ନେଇକି ଯିବୁ ବଟ୍ ମ୍ୟାମ୍ ଆପଣଙ୍କୁ କେଉଁଠି ନା କେଉଁଠି ଲାଗେନି ଯେ ମାନେ ଡର ସେମାନଙ୍କ ଭିତରେ ବି ଅଛି ଯଦି ଆମର ମେନ୍ ପାୱାର ଅଧିକା ହେଇଥାନ୍ତେ ତେବେ ମାନେ କେଉଁ ଜାଗାରେ ଆମେ ଲେକ୍ କରୁଛେ କେଉଁ ଜାଗାରେ ଆମ ଆଡ଼ୁ ମାନେ ପ୍ରଶାସନ ଆଡ଼ୁ କେଉଁ ଜାଗାରେ କମି ରହିଯାଉଛି କି ଆମର ଯଦି ମେନ୍ ପାୱାର ୱିଥ୍ ମାନେ ହାତିଆର ଗନ୍ ଯଦି ଆମେ ଅପଡେଟେଡ଼ ରହିଲେ ତ ହୁଏତ ଜିନିଷଟା କମି ପାରିଥାନ୍ତା ନା ଏବେ ବହୁତ କମିଗଲାଣି କମିଛି ତ କହିହେବନି ଏତେଟା ମାନେ କମିଛି ବୋଲି ଆମେ ସମ୍ପୂର୍ଣ୍ଣ କହିପାରିବାନି ମାନେ ଯେଉଁଟା ଆଗରୁ 100 ଯାଉଥିଲେ ମାନେ 100 ଲୋକ ଅଖଣ୍ଡ ଶିକାର ହେଲା ଗାଁ ସାରା ଲୋକ ଯାଉଥିଲେ ସେଇଟା କମିଛି ଏଇ ଯେଉଁ 2022ରେ ଯେଉଁ ଇନସିଡେଣ୍ଟ ହେଲା ପରଠୁ ଟିକେ କମିଛି ମାନେ ସେମିତି ଗ୍ୟାଦରିଂ ହେଇକି ଆଉ ଲୋକ ଯାଉନାହାନ୍ତି କିଏ ଯାଉଛନ୍ତି 2 ଜଣ ଯାଉଛନ୍ତି ବିଚି ଛପିକି ଯାଉଛନ୍ତି କିନ୍ତୁ ଆଗରୁ ଯେଉଁ 100 ମାନେ ଗାଁ ସାରାର ଲୋକ ଯାଉଥିଲେ ସେଇଟା ଟିକେ କମ୍ ହେଇଛି ଆପଣ ଜଏନ୍ କଲା ବେଳକୁ ଅଖଣ୍ଡ ଶିକାର ହଁ ମୁଁ ଯେତେବେଳେ 9ରେ ଜଏନ୍ କଲି ଅଖଣ୍ଡ ଶିକାର ଡ୍ୟୁଟି ପୁରା ଯାଇଛୁ ସେତେବେଳେ ତ ଜଙ୍ଗଲ ଭିତରେ 100 ଚୁଲି ଯେଉଁଟାକି ରାନ୍ଧିକି ଖାଇବେ ଶିକାରୀ ମାନେ ସେତେବେଳେ ମାଂସ ବି ବହୁତ ଜବତ ହେଇଛି ସେ ଟାଇମ୍ରେ ଜନ୍ତୁ ମାରି ସେ ଜଙ୍ଗଲ ନେଇ ରୋଷେଇ କରି ସେତେବେଳେ ମାନେ ସେତେବେଳେ ଡ୍ୟୁଟି ବି ହଉଥାଏ କିନ୍ତୁ ଅଖଣ୍ଡ ଶିକାର ନାଁରେ ସେମାନେ ଗୋଟେ ଆମେ ଯିବୁ ମାନେ ଯିବୁ ଆଉ ପରମିଟ୍ ଥିଲା ଗଭର୍ଣ୍ଣମେଣ୍ଟ ନା ପରମିଟ୍ ତ କୌଣସି ୱାଇଲ୍ଡ ଲାଇଫ୍ରେ କେବେ ବି ଜନ୍ତୁ ମାରିବା ପାଇଁ ପରମିସନ୍ ନଥାଏ ପରମିସନ୍ କେହି ବି ଦେଇ ବି ପାରିବେନି କିନ୍ତୁ ଯେହେତୁ ତାଙ୍କ ପରମ୍ପରା ରାଜା ଅମଳୁ ଚାଲି ଆସେ ସେମାନେ ଏବେ ବି କହିବେ ଯେ ଆମେ ଏଇଟା ଗୋଟେ ଆମର ପରମ୍ପରା ଟିକେ ହେଲେ ବି ଆମେ ମାରିକି ଆଣିବୁ କିନ୍ତୁ ଏବେ ଲୋକ ଯେହେତୁ ଏଇ କେସ୍ ପରେ ଲୋକ ବି ସଚେତନ ହେଲେନି ଆଉ ଆୱାରନେସ୍ ପ୍ରୋଗ୍ରାମ ଟିକେ ଅଧିକା କରାହେଉଛି ଡିପାର୍ଟମେଣ୍ଟ ତରଫରୁ ଯେ ସେଟା ଆଇନ ଅନୁଯାୟୀ ଦଣ୍ଡନୀୟ ତେଣୁ ସେଥିପାଇଁ ଟିକେ କମିଛି କିଛି ସମୟର ଲୋକ ଯାଉଛନ୍ତି ସେମିତି ଆମେ କହିପାରୁନି ସମ୍ପୂର୍ଣ୍ଣ ଏଇଟା ନିଷେଧ ହେଇଯାଇଛି କି ସେମାନେ ସମ୍ପୂର୍ଣ୍ଣ ବୁଝି ଯାଇଛନ୍ତି ଲୋକ ଯାଉଛନ୍ତି ଏବେ ବି ଯାଉଛନ୍ତି ଆମେ ଯିବା ଏବେ ଟିକେ ଯେଉଁ ଜିନିଷଟା ପାଇଁ ମାନେ ସୋସିଆଲ ମିଡ଼ିଆ ଏତେ
ମାନେ ପ୍ରେଜ୍ କରିଥିଲେ ଆପଣଙ୍କୁ ମାନେ ସେଇ ଦିନର ଷ୍ଟୋରିଟା କେମିତିକା ଥିଲା? ସେଦିନର ଷ୍ଟୋରି ନିଆଁ ତ ଲାଗିଥିଲା କଣ୍ଟିନ୍ୟୁଅସ୍ ପୁରା 2021 ହଁ 2000 2021ରେ ଅଧିକା ନିଆଁ ଲାଗିଥିଲା। ହଁ ଅଧିକା ପଏଣ୍ଟ ଆସିଥିଲା, ହଁ। ଅଧିକା ଏରିଆର ପଏଣ୍ଟ ଆସିଥିଲା। ହଁ ସେଟେଲାଇଟ୍ ପଏଣ୍ଟ ନେଲା ମାନେ ଆମକୁ ଯିବା ପାଇଁ ବାଧ୍ୟ ହେବ, ସେଟା ଯୋଉ କୌଣସି ସିଚୁଏସନ୍ ଥିଲେ ସେଟା ଆଟେଣ୍ଡ କରିବା ପାଇଁ ବାଧ୍ୟ। ସେଟେଲାଇଟ୍ ଥରେ ଯଦି ନେଇଗଲା ସେ ଜାଗାକୁ ଯିବା ପାଇଁ ବାଧ୍ୟ। ତେଣୁ ସେଦିନଟା ସିଚୁଏସନ୍ ମାନେ ଆମେ ତ 1ରୁ ପୁରା ନିଆଁ ଲିଭା ଷ୍ଟାର୍ଟ ହେଇଯାଇଥିଲା। ମୋର ଜାନୁଆରୀ ଲାଷ୍ଟରୁ ପୁରା ମୋ ଏରିଆ ଲାଗିଥିଲା। ଜାନୁଆରୀ ଲାଷ୍ଟ ଯେହେତୁ ତଳ ଏରିଆ ଟିକେ ଜଲ୍ଦି ଲଗେଇ ଦିଅନ୍ତି ଲୋକ, କାହିଁକି ଗାଁ ସାଇଡ଼୍ରେ ସବୁ ଜଙ୍ଗଲ, ତ ଜାନୁଆରୀ ଲାଷ୍ଟ 28ରୁ ମୋର ଷ୍ଟାର୍ଟ ହେଇଯାଇଥିଲା ନିଆଁ ଲାଗିବାଟା। ତ ଫେବୃଆରୀ ସେତେବେଳେ ବର୍ଷା ହିଁ ତାର ନାହିଁ, ଜାନୁଆରୀ ମାସରୁ ହିଁ ବର୍ଷା ନାହିଁ, ପତ୍ର ଜଳା ବି ହେଇଯାଇଥାଏ, ଜମା ବର୍ଷା ନାହିଁ। ତ ସମସ୍ତେ ଲାଗିଥାନ୍ତି ଯେ କେମିତି କାହାର ପଏଣ୍ଟ ନ ଆସୁ। ସମସ୍ତେ ଚାହାନ୍ତି ଯେ ନିଆଁ ଦେଖିଲା ମାନେ ସାଙ୍ଗେ ସାଙ୍ଗେ ଯାଇକି ନିଭେଇଦେବା, କେହି ଗୋଟେ ପଏଣ୍ଟ ନ ଆସୁ, କାହିଁକି ସେ ଖବର ଆସିବ ଯେ ହଁ ସେଟେଲାଇଟ୍ରେ ନ ଆସୁ। ସେଟେଲାଇଟ୍ ଆସିଲା ମାନେ ସେଠି ହେଇଗଲା ଯେ ଏରିଆର ଏଣ୍ଟ୍ରି ହେଇଗଲା 4ଟା ପଏଣ୍ଟ କି 3ଟା ପଏଣ୍ଟ ଆସନ୍ତି। ତ ଆମେ ଚାଲିଥାଉ, ନିଆଁ ଲାଗିଥିଲା କିନ୍ତୁ ଲିଭା ଚାଲିଥାଏ, କିନ୍ତୁ ମୋର ସେତେ ଯାଏ ପଏଣ୍ଟ ଆସିନଥିଲା। ସେଇଦିନ ମାନେ ତା ପୂର୍ବରୁ ଅଲଗା ଆଡ଼େ ପଏଣ୍ଟ ଆସିଛି ପୁରା ଜଳୁଛି ନିଆଁ, ମୋର ବି ନିଆଁ ଲାଗିଥିଲା କିନ୍ତୁ ପଏଣ୍ଟ ଆସିନଥିଲା। କିନ୍ତୁ ଆମେ ଚାହୁଁଥିଲୁ କି ଆଉ ପଏଣ୍ଟ ନ ଆସୁ। ହଠାତ୍ ତ ସେଦିନ ଯାଇଛୁ, ସକାଳୁ ବି ବୁଲିକି ଆସିଛୁ, ନିଆଁ ନଥିଲା କି ବର୍ଷା ବି ସେଦିନ ନଥିଲା। ତ ତା ପୂର୍ବରୁ ସୋସିଆଲ ମିଡ଼ିଆରେ ଚାଲିଥାଏ ଯେ ଜଙ୍ଗଲରେ ଟିକେ ବର୍ଷା ହଉ, ଯେଉଁ ପଟେ ହେଲେ ବି ବର୍ଷା ହଉ। ଆଉ ଜଙ୍ଗଲ ଅଲଗା ପଟେ ଆମର ସେତେବେଳେ ଡୁକୁରା ସାଇଡ଼୍ଟା ବହୁତ ଲାଗୁଥିଲା, ବଡ଼ଗାଁ ସାଇଡ଼୍ ବି ଲାଗିଛି, ସେଇ ରେଞ୍ଜରେ ବି ବହୁତ ଲାଗୁଥିଲା। ତ ସମସ୍ତେ ସମସ୍ତଙ୍କ ଏରିଆ ନେଇକି ପୁରା ସଚେତନ ଯେ କାହାରି ପଏଣ୍ଟ ନ ଆସୁ ବୋଲି। ମୁଁ ବି ଯାଉଥିବି ମୋର ପଏଣ୍ଟ ନ ଆସୁ, ଦିନ ରାତି ପୁରା ମେକ୍ ହେଇଯାଉ କିନ୍ତୁ ପଏଣ୍ଟ ନ ଆସୁ। ତ ସେଦିନ ଯେଉଁ ଗୋଟେ ପାଖାପାଖି ସକାଳୁ ଡ୍ୟୁଟି ଆସିଲା ପରେ ବି ଗୋଟେ ଜାଗାରେ ଲାଗିଥିଲା, ଲିଭେଇ ଦେଇକି ଆସିଛୁ। ଜଷ୍ଟ ଘରେ ପହଞ୍ଚିଛୁ, ମାନେ ବିଟ୍ରେ ପହଞ୍ଚିଛୁ, 2ଟା ଖାଇଦେବୁ କ'ଣ ଆସିଗଲା 4ଟା ପଏଣ୍ଟ ଏକାଥରେ ଆସିଲା। ପୁଣି ଅଲଗା ଅଲଗା ରୁଟ୍, ପୁଣି ଅଲଗା ଅଲଗା ଜାଗା, ମାନେ ଗୋଟେ ଜାଗାରେ ବି ନୁହେଁ। ତ ଯେତେବେଳେ ପଏଣ୍ଟ ଆସିଗଲା ସେତିକି ଆମ ଏସିଏଫ୍ ସାର୍ ଥାଆନ୍ତି, ସାଗର ସାର୍, ସେ କହିଲେ ଆରେ ଦଳ ତମେ ଖାଇଦେଇକି ବାହାରୁ। ମୁଁ କହିଲି ହଁ ସାର୍, ମୁଁ ଖାଇଦେଇକି ସାଙ୍ଗେ ସାଙ୍ଗେ ଟିମ୍କୁ ନେଇକି ମୁଁ ଯାଉଛି, ଆଉ 4ଟା ପଏଣ୍ଟ ଆସିଛି, ଦେଖ ତମେ କେମିତି ମ୍ୟାନେଜ୍ କରିପାରିବ। ଆଉ ମେନ୍ ପାୱାର ଥାନ୍ତି, ପିଏ ପିଲା 4 ଥାନ୍ତି, ଆଉ ଫାୟାର ୱେଚର ଆମର ସେତେବେଳେ 4 ଥାନ୍ତି, ଆଉ ମୁଁ ଥାଇ ଟୋଟାଲ 9 ଜଣ ଟୋଟାଲ 9 ଜଣ ଥାଉ। ତ ମୁଁ ତାଙ୍କୁ, ସେଟା ବି ପୁଣି ପାଖ ନୁହେଁ, ମିନିମମ୍ 4-5 କିଲୋମିଟର ଚାଲିଲା ପରେ ସେ ଜାଗା ଆମେ ପାଇବୁ ଯେଉଁ ପଏଣ୍ଟ ଆସିଛି। ନା ଗାଡ଼ି ଚାଲିବା ହିଁ ଯିବା ପାଇଁ ପଡ଼ିବ, ଆଉ ଯେଉଁ ଜିପିଏସ୍ ଲୋକେସନ୍ ଦେଇଛନ୍ତି ସେଇ ଜିପିଏସ୍ ଲୋକେସନ୍ରେ ଆମକୁ ପହଞ୍ଚିବା ପାଇଁ ପଡ଼ିବ। ତ ଚାଲିକି ଗଲାବେଳକୁ ପୁଣି ଆହୁରି ଏରିଆ ମାଡ଼ି ଯାଇଥିବ ଆମେ ଯେତେବେଳେ ପହଞ୍ଚିବୁ। ତ ଖବର ଜୋର ଖବର ସେଟେଲାଇଟ୍ ନେଇଛି ମାନେ ନିହାତି ଜୋର ପୁରା ନିଆଥିବ ଦେଇକି ଯେତେବେଳେ ଆମେ ସେ ଏରିଆରେ ପହଞ୍ଚିଲୁ, ମୁଁ କହିଲି 4ଟା ଜାଗାରେ ଲାଗିଛି ମାନେ ଆହୁରି ଡିଷ୍ଟାନ୍ସ ଅଛି, ତେଣୁ ଭାଗ ହେଇକି କାମଟା କଲେ ଶୀଘ୍ର ହେଇପାରିବ। ତେଣୁ ମୁଁ କ'ଣ କଲି, 2ଟା ପିଲାକୁ ବ୍ଲୋୟାର ମେସିନ୍ ଯେଉଁ ଆମର ଥିଲା ତାଙ୍କୁ ଧରିକି ଥିଲା, ଆମର ଟୋଟାଲ ବ୍ଲୋୟାର 3ଟା ଥିଲା କିନ୍ତୁ ଜାଗା ଥିଲା 4ଟା। ତେଣୁ 2ଟା ପିଲାଙ୍କୁ କହିଲି ଗୋଟେ ଯେଉଁ ଏରିଆଟା ଆମର କୋରକୁ ମାଡ଼ି ଯାଉଛି, ମାନେ ଭିତରକୁ ମାଡ଼ି ଯାଉଛି, ସେ ଏରିଆଟାକୁ ଆମେ ଫାଷ୍ଟ ସେଫ୍ଟି କରିବା। ଆଉ ତାପରେ ଯେତେବେଳେ ଲିଭା ଚାଲିଥାଏ ମୁଁ ବି କହିଲି ମୁଁ କାହିଁକି ଆଉ ସେଇ ଯେଉଁ ଆମର ଶାଳ ବାଡ଼ି ଗୋଟେ କରିଦେଲୁ, ଲମ୍ବା ବାଟେ କରିକି ମୁଁ ବି ଲିଭେଇବା ପାଇଁ ପୁରା ଲାଗିଲି। ଆଉ ଯିଏ ମୋ ପାଖରେ ଥାଏ, ଆମେ ରାତି ଯେଉଁ କହିକି ଆମେ ଟର୍ଚ୍ଚ ପାଣି ଗୁଡ଼ାକ ପୁରା ସଫିସିଏଣ୍ଟ ନେଇକି ଯାଇଛୁ, ଯେହେତୁ ଜାଣିଛୁ 4ଟା ପଏଣ୍ଟ ଆସିବନି, ମୋର ଆଜି ରାତି ପାରେଇ ଯିବ ଲିଭେଇ। କାହିଁକିନା ଆମେ ଆଗରୁ ବି ସେମିତି ହେଇଛି, ତେଣୁ ଆମେ ସଜା ହେଇକି ପୁରା ଟର୍ଚ୍ଚ ଲାଇଟ୍ ଧରିକି ପୁରା ସବୁ ଯାଇଛୁ। ରାତି ହଉ ଖାଇବା ବି ଧରିଛୁ, ଚୁଡ଼ା ଧରିଛୁ ପୁରା। ତାପରେ କିଛି ସମୟ ପରେ ଦେଖିଲି ମାନେ ମେଘଟା ହବ ବୋଧେ, ମୁଁ ଲାଗୁଥାଏ ସେମାନେ ପିଲାମାନେ କହୁଛନ୍ତି ମ୍ୟାଡ଼ାମ୍ ଆଜି ବର୍ଷା ହବ ବୋଧେ। କହିଲି ବର୍ଷା ହେଲେ ତ ତାହେଲେ ମୋ ଏରିଆ ପୁରା ଆଜି ବଞ୍ଚିବ, ନହେଲେ ଆଜି ଆମେ ରାତି ସାରା କଟିବା। ନା ମ୍ୟାଡ଼ାମ୍ ଆଜି ଲିଭେଇକି ଯିବା ଯେମିତି ହେଲେ, ନହେଲେ ଆଉ ଗୋଟେ ଯଦି ନ ଲିଭେଇବୁ ଆମେ ନିଆଁରେ ଛାଡ଼ିଦେବୁ, ପୁଣି ସ୍ପ୍ରେଡ୍ ହେଇଯିବ, ପୁଣି ଆହୁରି ପଏଣ୍ଟ ଆସିବ। ସେ ଭାବିକି ପୁଣି ପିଲାମାନଙ୍କୁ ପୁରା ଲଗେଇଲି। କିଛି ସମୟ ପରେ ଭଗବାନଙ୍କୁ ଡାକୁଥାଏ କାଳେ ବର୍ଷା ହେଇଯାଏ, ପ୍ରଭୁ ଜଗନ୍ନାଥ କି ପ୍ରଭୁ ଠାକୁର ଏମିତି ବର୍ଷା ହେଇଯାଏ, ଏମିତି ମନେ ମନେ ହେଉଥାଏ। କାରଣ ଯେତେବେଳେ ଗୋଟେ ବୁନ୍ଦା ବର୍ଷା ପଡ଼ିଲା, ମୁଁ କହିଲି ଆରେ ବର୍ଷା ହବ ବୋଧେ ଆଜି। ଇଏ ମୋ ପାଖରେ ଗୋଟେ ପିଲା ଥିଲା, ଆଉ ସବୁ ପିଲାଙ୍କୁ ମାନେ ପଠେଇ ଦେଇଥିଲି, ଅଲଗା ଅଲଗା ଡିଭାଇଡ଼ କରିଦେଇଥିଲୁ ଆମେ। ତାମାନେ କ'ଣ, ଗୋଟେ ଜାଗାରେ ରହିଲେ ଜଣେ ଏପଟୁ ଲିଭେଇ ହେଇଯିବ, ଆଉ ଜଣେ ଏପଟୁ ରହିଲେ କଭର ହେଇଯାଏ ଲାଷ୍ଟ ଇଏଟା। ତେଣୁ ଗୋଟେ ପଟେ ସେପଟେ ପିଲା ପଳେଇଲା, ମୁଁ ଏପଟେ ବାଡ଼ିରେ କିଛି ଯେତେ ହେଲେ ତ ଅଳ୍ପ ଟିକେ ହେଲେ କରିପାରିବି, ମେସିନ୍ ତ ନାହିଁ ମୋ ପାଖରେ ଏବେ, ମୁଁ ଅଳ୍ପ ଟିକେ ହେଲେ ବି
ଲିଭ୍ ହେଇପାରିବି ଯେତେଟା ସମ୍ଭବ। ସେ ବାଡ଼ି ଗୋଟେ ଲମ୍ବା ପୁରା ଡାଳ କାଟିକି ଏମିତି ଆଡ଼େଇ ଆଡ଼େଇକି ଚାଲିଥାଏ। ଦେଇକି କିଛି ସମୟ ପରେ ବର୍ଷା ଯେତେବେଳେ ହେଲା ଦେଇକି ସେ ପିଲାଟା କହୁଛି ଆଜି ମ୍ୟାଡ଼ାମ୍ ଫଟୋ ଉଠେଇବେନି କି ଇଏ ବର୍ଷା ଆସିବ ବୋଲି ନା ଫଟୋ ଆଗେ ନିଆଁ ଲିଭେଇ ସାର କାମ ସରୁ ଜଲ୍ଦି ସରିଗଲେ ଆମେ ଜଲ୍ଦି ଯିବା ନହେଲେ ରାତି ହେଇଯିବ। ଦେଇକି ସେ ତା ମୋବାଇଲ ଧରିଥାଏ ସେ ମୋବାଇଲକୁ ତ ଅନ୍ କରିଥାଏ। ତାପରେ ଯେତେବେଳେ ବର୍ଷା ତ ଜୋର ଟିକେ ଟିକେ ହେଲା ଆରେ ବର୍ଷା ଆସିଲା ଯାହା ହଉ ମୋ ନିଆଁ ଲିଭିଯିବ କହିକି ମାନେ ଏତେ ଖୁସିରେ ଗୋଟେ ମାନେ ଡ୍ୟାନ୍ସ ତ କୁହାଯିବନି ସେଟା ମାନେ ଖୁସିଟା ବାହାରିଗଲା। ଯେଉଁ ବର୍ଷା ଏତେ ପଡ଼ିଲା ମାନେ ମୋତେ ଲାଗିଲା ମୋତେ ଭଗବାନ କୃପା କରିଦେଲେ ମୋତେ ଏତେ ଦିନ ଡାକ ମାନେ ଶୁଣିଲେ ପୁଣି ବି ଆଜି ପୁଣି 4ଟା ପଏଣ୍ଟ ଆସିଛି। ଆଉ ଆମେ ଜାଣିଛୁ ବର୍ଷା ହେଲା ମାନେ ଆଉ କିଛି ଦିନ ନିଆଁ ଲାଗିବନି। ବର୍ଷାଟା ହେଇଗଲା ଉଇ ଖାଇବ ନହେଲେ ପତ୍ର ପଚିଯିବ ଏଇ ଟାଇପ୍ର ହୁଏ। ଆଉ ସେଇ ବର୍ଷାଟା ଆମକୁ ଏତେ ଯେଉଁ ଅଲଗା ଆଉ ଆସିଥିଲା ପଏଣ୍ଟ ବି ଆମ ସହିତ ଅଲଗା ଜାଗାରେ ବି ପଏଣ୍ଟ ଆସିଥିଲା। ସେଦିନ ସେ ବର୍ଷାରେ ପୁରା ନିଆଁ ମୋର ତ ଲିଭିଲାନି ତାଙ୍କର ବି ଲିଭିଲା। ଏଇ ଦିନକାର ଯେଉଁ ଇଏଟାକୁ ଷ୍ଟାଟସ୍ରେ ଆଜି ବର୍ଷା ହେଲା ବୋଲି କହିକି ମୁଁ ହ୍ୱାଟ୍ସଆପ୍ ଷ୍ଟାଟସ୍ଟା ଦେଇଦେଇଥିଲି ଏଇ ବର୍ଷା ଇଏଟା ପାଇଁ। ତ ଆମର ଜଣେ ଅଛନ୍ତି ଯଶୀପୁରରେ ମା ତ ସାର୍ ବୋଲି ଜଣେ ଅଛନ୍ତି ସିଏ ଦେଖିଲେ ସେଇଟା। ଦେଖିଲା ପରେ ଆରେ ତୁମେ ଦେଖିଛ ସେ ତୁମ ହସଟା ଦେଖିଛ? ମୁଁ କହିଲି ନା ସାର୍ ଏତେ ଖୁସି ଲାଗେ ସାର୍ ଆଜି ବର୍ଷା ହେଇଛି ବୋଲି ସମସ୍ତେ ବି ସେଦିନ ମୋତେ ଫୋନ୍ ବି ଆରେ ବର୍ଷା କାହିଁକି ତୁମ ସେଆଡ଼େ କହିଲେ ହଁ ଆଜି ବର୍ଷା ହେଇଛି ଆଉ ମୋର ନିଆଁ ଲିଭିବ ବୋଲି ସବୁ ଆଉ ଯୁଆଡ଼େ ବି ନିଆଁ ଲାଗିଥିବ ପୁରା ଲିଭି ଯାଇଥିବ ନା ଏମିତି ମୁଁ ପୁରା ଖୁସିରେ କହୁଥାଏ। ତାପରେ ସେଇ ଟାଇମ୍ରେ ଥାଏ ଶିବରାତ୍ରି ତା ନେକ୍ସଟ ଦିନ ଶିବରାତ୍ରି ମୁଁ କହିଲି ବୋଧେ ଶିବ ଠାକୁର ପୁରା ଆଉ କୃପା କରିଦେଲେ। ତାପରେ ସାର୍ ଆମ ଡିଡି ପତି ସାର୍ ଥାଆନ୍ତି ପତି ସାର୍ ବି ବହୁତ ଖୁସି ହେଲେ। ତ ମାନେ ଆମେ ବି ଫିଲ୍ଡରେ ଗୋଟେ ମାନେ କାମ କରିବାଟା ବହୁତ ଡେଡିକେଟେଡ୍ ହେଇକି କାମ କଲେ ଦେଇକି ସେଟା ହେଇପାରେ। ସେଦିନକାର ଇନସିଡେଣ୍ଟ ଥିଲା ଏଇଟା ଯେ ମାନେ ହଠାତ୍ରେ ବର୍ଷା ଆସିଲା ଆଉ ମାନେ ସେଇ ଖୁସିଟା ବୋଧେ ଲାଇଫରେ ଲାଗେ ପ୍ରକୃତି ହିଁ ଚିରନ୍ତନ ସତ୍ୟ ଆଉ ସିଏ ହିଁ ଭଗବାନ। ସିଏ ଯଦି ବି ନଥାନ୍ତା ଆମେ ବଞ୍ଚିବାଟା କଷ୍ଟଦାୟକ। ଆମେ ସିନା ଟେମ୍ପରେଚର ଦେଖୁନାହାନ୍ତି ସେଇ ଟାଇମ୍ରେ ଏତେ ଟେମ୍ପରେଚର ଥିଲା ମାନେ ବାରିପଦା ସହରରେ ରହିବାଟା କଷ୍ଟଦାୟକ। ତେଣୁ ଜଙ୍ଗଲ ଏପଟେ ଯୋଉଠି ଥିବ ଇଆଡ଼େ ପୁଣି ଟେମ୍ପରେଚର ହାଇ ତାହେଲେ ବଞ୍ଚିବାଟା ଆମ ପାଇଁ କଷ୍ଟ। ସେତେବେଳେ ଲୋକମାନଙ୍କୁ ବି ଆମେ ବୁଝେଇଛୁ ଦେଖ ତମ ଏରିଆରେ ଟେମ୍ପରେଚର ଆଗରୁ କ'ଣ ଥିଲା ଏବେ ଟେମ୍ପରେଚର କ'ଣ ହେଉଛି। ତେଣୁ ଆମେ ତୁମମାନଙ୍କୁ ଟ୍ରାଇବାଲ ଲୋକ ହେଲେ ବି ସେମାନେ ପ୍ରକୃତିକୁ ପୂଜା କରୁଛନ୍ତି ମାନୁଛି କିନ୍ତୁ ସେତେ ସେମାନେ ଆୱାରନେସ୍ ନୁହନ୍ତି ଯେ ଆମେ ଏଇଟା ଆମ ପୂର୍ବ ପିଢ଼ି ପାଇଁ ବଞ୍ଚେଇକି କେମିତି ରଖିବା। ତେଣୁ ଆମକୁ ସେଇଟା ବୁଝେଇତେ ପଡ଼େ ଯେ ତମ ପୂର୍ବ ପିଢ଼ି ଆମେ ତ ଆଜି ସେ କାଲି ରହିବାନି କିନ୍ତୁ ପର ପିଢ଼ି ପାଇଁ ଆମକୁ ନିହାତି ରଖିକି ଯିବା ପାଇଁ ପଡ଼ିବ। ତା ସେଇ ଯେଉଁ ଇନସିଡେଣ୍ଟ ହେଲା ସେ ଇନସିଡେଣ୍ଟ ପରେ ଲାଇଫରେ କିଛି ଚେଞ୍ଜେସ୍ ମାନେ ଭାଇରାଲ ହେଲା ପରେ ଲାଇଫରେ ମାନେ କିଛି ଚେଞ୍ଜେସ୍ କଲେ ସେଇଟା ଡେଡିକେଟେଡ୍ ଯେ ଆଉ ତଳକୁ ଖସିବାର ନାହିଁ ଆହୁରି ଉପର ଲେବୁଲକୁ ଯିବାର ଅଛି ଭଲ କାମ କରିବାର ଅଛି ତାଙ୍କୁ କେମିତି ସେଫ୍ଟି ଦେଇ ହେବ ଡ୍ୟୁଟିକୁ ପୁରା ଠିକ୍ ସେ କରିବାର ଅଛି ମାନେ ଯେଉଁଟାକି ଡ୍ୟୁଟିରେ କୌଣସି ଖିଲାପ କରିବାର ନାହିଁ ଆମକୁ କରିବାର ଅଛି ମାନେ କରିବାର ଅଛି ସେଇଟା ହିଁ ରହିଲା ଯେ ଆଉ ତଳ ଲେବୁଲ ଆମର ଯିବାର ନାହିଁ ଯେ କାମ କରିବାନି ଠକେଇବା ସେ ପ୍ରୋସେସ୍ ନୁହେଁ କାମ କରିବା ମାନେ ଯିଏ ଯାନ୍ ଲଗେଇକି କାମ କରିବା ଯେଉଁଟାକି ପରଫେକ୍ଟ ହେଇଥିବ ସେଇଟା ମନେ ସବୁବେଳେ ଅଛି ଏବେ ବି ଅଛି କି ନାହିଁ। କିନ୍ତୁ ଆପଣ ଯଦି ସେଇ ଭିଡ଼ିଓ ଇଣ୍ଡିଆର ଏମିତି କେଉଁ ଲାଙ୍ଗୁଏଜ୍ ନାହିଁ ଯେଉଁ ମିଡ଼ିଆ ନ୍ୟୁଜ୍ ଚ୍ୟାନେଲରେ ସେଇଟା ପ୍ଲେ ହେଇନି ଇଣ୍ଡିଆ କି ଇଭେନ୍ ମାନେ ଗ୍ଲୋବାଲି ସମସ୍ତଙ୍କୁ ଟଚ୍ କରିଛି ସେ ଭିଡ଼ିଓ। ଆଉ ହୁଏତ ସେଇ ଭିଡ଼ିଓଟା ଦେଖିକି କିଛି ଲୋକ ଜାଣିଛନ୍ତି କିନ୍ତୁ ଯାହା ହଉ ମାନେ ଆମ ଅଡ଼ିଏନ୍ସମାନଙ୍କ ପାଇଁ ବହୁତ ଭଲ ଲାଗିବ ସେମାନଙ୍କୁ ଏଇ ଏପିସୋଡ଼ ଦେଖିକି ସେମାନଙ୍କୁ ଆପଣଙ୍କୁ ବହୁତ ଭଲ ସେ ଜାଣିଲେ ଆଜି ଯେ ଷ୍ଟ୍ରଗଲ୍ଟା କ'ଣ ସେ ଜଙ୍ଗଲ ଭିତରେ କି ଯେ ସେମିତି ଖୁସି ମ୍ୟାଡ଼ାମ୍ ଆଉ କେବେ ଲାଇଫ୍ରେ ହେଇଛି ସେଇ ଯେଉଁ ଖୁସିଟା ସେଦିନର ଖୁସିଟା ଥିଲା ସେମିତି ଖୁସି ଆଉ ଲାଇଫ୍ରେ ଫାର୍ଷ୍ଟ ସବୁଠୁ ବଡ଼ ଖୁସି ହେଲା ଯେତେବେଳେ ମୋର ଝିଅ ହେଲା ମା ହେଲି ଯେତେବେଳେ ସେଇଟା ତ ଗୋଟେ ଖୁସି। ଆଉ ଶିମିପାଳରେ ଯେତେବେଳେ ମୋ ଝିଅ ଥାଇକି ବି ମୁଁ ଯେତେବେଳେ ନିଆଁ ପାଇଁ ଷ୍ଟ୍ରଗଲ୍ କରୁଥାଏ ତାକୁ ଛାଡ଼ିକି ଡ୍ୟୁଟି କରୁଥାଏ ତାକୁ ଏକା ସେ ଘରେ ଥାଏ ସେଇଟା ବହୁତ କଷ୍ଟଦାୟକ। ସେତେବେଳେ ସେ 5 years ମୋ ପାଖରେ ହିଁ ଥାଏ। ଆଉ ଯେତେବେଳେ ମୁଁ ଏ ପ୍ରେଗନେନ୍ସି ରହିଲି ସେଟା ପୁଣି ଜଙ୍ଗଲରେ ମୁଁ 8 month ମାନେ 8 ମାସ ଯାଏ ମୁଁ ସେ ଜଙ୍ଗଲରେ ହିଁ ଥିଲି ଡ୍ୟୁଟି କରିଛି। ଯେତେବେଳେ 8 ମାସ ପରେ ମୋର ମ୍ୟାଲେରିଆ ମୋତେ ଟାଇଫଏଡ଼୍ ହେଲା ତାପରେ ମୁଁ
ଛୁଟି ନେଇକି ଆସିଲି। ତ ତଥାପି ମୋ ପିଲା ଭଲରେ ଜନ୍ମ ହେଇକି ମାନେ ମୋ କୋଳକୁ ଆସିଲା, ସେଇଟା ବହୁତ ଖୁସି ଲାଗିଲା ଯେ ମୋତେ କେବେ ବି ପ୍ରକୃତି ମା କେବେ ମୋତେ ହୁଏତ କଷ୍ଟ ଦେଇଛନ୍ତି କିନ୍ତୁ ମୋର କିଛି ଖରାପ କରିନାହାନ୍ତି। ଆଉ ସେଇ ଟାଇମ୍ଟା ବହୁତ ଲାଗୁଥାଏ ଯେମିତି ମୁଁ ଯେତେବେଳେ ଜ୍ୱର ଆସୁଥାଏ ମୋ ପିଲା ତାହା ଟେମ୍ପରେଚର ପୁରା 100ରୁ ଏଭବ ଥାଏ, ଆଚ୍ଛା ମାନେ ସେତେବେଳେ ପିଲା ମୁଭମେଣ୍ଟ ବି କରେନି, ବେଳେବେଳେ ଇଚ୍ଛା ହଉଥାଏ ମୁଁ ବୋଧେ ଜ୍ୱର ଜଙ୍ଗଲ ଭିତରେ ଥିବା ସମୟରେ ମୁଁ 8 month ମୋ ଯାଏ ମୁଁ ପୁରା ରହିଛି, କାମ ବି କରିଛି। ମାନେ ସେତେବେଳେ ତ ଆପଣ ଥିଲେ ଭିତରେ, ଜ୍ୱର ବି ଯେତେବେଳେ ଆପଣଙ୍କୁ ଆସିଲା ମ୍ୟାଲେରିଆ ଆଣ୍ଡ ଟାଇଫଏଡ୍ ସେତେବେଳେ ଆପଣ ଡ୍ୟୁଟିରେ ହିଁ ଥିଲେ? ଜଙ୍ଗଲ ଭିତରେ ହିଁ ଥିଲା। ତାପରେ ମୁଁ ଲିଭ୍ ନେଲି, ଆଚ୍ଛା, ଆଚ୍ଛା। ମୋତେ ମ୍ୟାଲେରିଆ ଟାଇଫଏଡ୍ ହେଇଗଲା, ତାପରେ ମୁଁ ଲିଭ୍ ନେଲି 2 ମାସ ଆଗରୁ ଏକ୍ସଟ୍ରା। ମୋତେ ଯେଉଁ ପିରିୟଡ଼ ଆମର ଯେଉଁ ମେଟର୍ନିଟି ଲିଭ୍ 6 ମାସର ମିଳେ ତା ପୂର୍ବରୁ ମୁଁ 2 ମାସ ପୂର୍ବରୁ ହିଁ ନେଇନେଲି, ଯେହେତୁ ମୋତେ ବହୁତ ସିଭିୟର ଜ୍ୱର ହେଲା। ତାପରେ ଯେଉଁ ଡକ୍ଟର ବି ମୁଁ କନସଲ୍ଟ କରୁଥିଲି ସେ କହିଲେ ଆରେ ଏଇ ଟାଇମ୍ରେ ତ ଜ୍ୱର ହେବା କଥା ନୁହେଁ, ଆଉ ସେଥିପାଇଁ ବି ମେଡ଼ିସିନ କିଛି ନାହିଁ। ମାନେ ଜ୍ୱରରେ କାଙ୍କୁଥିଲେ ବି 100 ଟେମ୍ପରେଚର ଥାଏ, ମୋ ପିଲା ବୁଲୁନଥାଏ, ମୋତେ ବହୁତ ଚିନ୍ତା ଲାଗୁଥାଏ ଯେ କ'ଣ ହେଇଯିବ କି। ମାନେ ସେଇ ସିଚୁଏସନଟା ଭାବିଲା ବେଳକୁ ଲାଗୁଥିଲା ଯେ ମୁଁ କାହିଁକି ଶିମିଳିପାଳରେ ପୁଣି ରହିଲି, କାମ କଲି, ମାନେ ସେଇଟା କଷ୍ଟ ଦେଇଥିଲା ମୋତେ ବହୁତ। ଆଉ ସେତେବେଳେ ମୋ ମନୋବଳ ପୁରା ଭାଙ୍ଗି ପଡ଼ିଥିଲା, ଯେହେତୁ ସ୍ୱାମୀ ବି ମୋ ପାଖରେ ନଥିଲେ, ସିଏ ବି ଫରେଷ୍ଟ ଗାର୍ଡ଼ ଅଛନ୍ତି ଅଲଗା ଜାଗାରେ ପୁଣି ଥିଲେ, ମୋ ପାଖରେ ସିଏ ନଥିଲେ। ତ ବେଳେବେଳେ ସେଇ ଯଦି ମୋର କିଛି ପିଲାର କିଛି ଯଦି ଖରାପ ହବ ତାହେଲେ ମୁଁ ନିଜେ ନିଜକୁ ଦାୟୀ ହେବି ବୋଲି ନିଜକୁ ଭାବୁଥାଏ। କିନ୍ତୁ ଯେତେବେଳେ ମୋ ଝିଅ ଜନ୍ମ ହେଇକି ଆସିଲା ମାନେ ମୋ କୋଳକୁ, ସେତେବେଳେ ତାର କୌଣସି ଡିଜିଜ୍ ନଥିଲା କି ଅଧା ଲୋକଙ୍କୁ ପିଲା ହେଲା ପରେ ଦଣ୍ଡିସ୍ ହେଇଯାଇଥାଏ, ମାନେ ମ୍ୟାଲେରିଆ ଯେହେତୁ ଟାଇଫଏଡ୍ ଆଗରୁ ମୋତେ ହେଇଥିଲା ତ ସେଇ ଜିନିଷଟା ହେଇନଥିଲା। ତ ମୋତେ ଲାଗେ ସେଟା ଭଗବାନଙ୍କର ବରଦାନ। ଆଉ ସେଇ ଖୁସି ମା ହେବାର ଖୁସି, ଆଉ ଶିମିଳିପାଳକୁ ଯେଉଁ ବର୍ଷାରେ ଆସିଥିଲା ସେ ଖୁସି, ମୋତେ ପୁରା ଦୁଇଟା ଖୁସି ମୋତେ ବହୁତ ମାନେ ମନେ ରଖିଲା ଭଳିଆ ଖୁସି। ଆଉ ସେମିତି ଶିମିଳିପାଳକୁ ମୁଁ କେବେ ଦୁଃଖ ପାଇନି ଭଳିଆ ଲାଗେ, କାହିଁକି କେବେ ଭଗବାନ ମୋ ପ୍ରତି ଏତେ ଅନିଷ୍ଟ କରିନାହାନ୍ତି ମୁଁ ଭାବୁଛି। ସେଇଟା ହିଁ ବ୍ଲେସିଂ, ମାନେ ପ୍ରକୃତିକୁ ଯିଏ ବଞ୍ଚେଇକି ରଖିପାରିଲା ଲାଗେ ତାଙ୍କ ପ୍ରତି ଭଗବାନ ନିହାତି ବ୍ଲେସିଂ ରଖିବେ। ଏଇଟା ହିଁ ହେଉଛି ମୋ ଲାଇଫ୍ର ଗୋଟେ ପୁରା ହାପି ମୋମେଣ୍ଟ, ସବୁଠୁ ହାପି ମୋମେଣ୍ଟ। ଆଉ ସିଏ ବି ଫାଇଟର, ମା ଫାଇଟର ତ ଝିଅ ବି ଫାଇଟର। ଏଇଟା ଆଚ୍ଛା, ତାପରେ ମ୍ୟାମ୍ ସିଏ ହେଲା ପରେ ପୁଣି ଶିମିଳିପାଳ ଭିତରେ ସିଏ ରହିଲା ଆପଣଙ୍କ ସହିତ? ତାପରେ ବି ମୁଁ ଆକ୍ଚୁଆଲି ନ୍ୟାସନାଲ ପାର୍କରେ ମୋର ପୋଷ୍ଟିଂ ହେଲା ଯଶୀପୁର। ତ ମୋ ଛୁଆକୁ ଏମିତି ଗୋଟେ ଦିନ ଆସିଛି ଯେ ପାଖରେ କେହି ନଥାନ୍ତି, ମୋ ଛୁଆକୁ ଡ୍ୟୁଟି ବି ନେଇକି ପଳେଇଛି, ସାଙ୍ଗରେ ଖାଦ୍ୟ ଧରିକି ନେଇକି ତାକୁ ବି ଯାଇଛି। କେତେ ବର୍ଷ କେତେ ମାସ? ସିଏ 3 ବର୍ଷ ଯେତେବେଳେ ଥିଲା ସେତେବେଳେ ସିଏ ଚାଲାକ ହେଇଥିଲା, ତାକୁ ଆମର ସେତେବେଳେ ଡ୍ୟୁଟି ପଡ଼ୁଥିଲା ଏଇ ଯେଉଁ ନ୍ୟାସନାଲ ପାର୍କ କବାଟ ଘାଇ, ଆଉ ସେପଟେ ବି ତାକୁ ନେଇକି ସାଙ୍ଗରେ ଯାଇଛି। ସିଏ ବି ସାଙ୍ଗରେ ଯାଇଛି, ଛାଡ଼ିବ ବି କାହା ପାଖରେ ସେମିତି ଲୋକ ନଥାନ୍ତି ଆଭେଲେବୁଲ, ସାଙ୍ଗରେ ଧରିକି ଯିବା ପାଇଁ ବି ପଡ଼ିଛି। ଝିଅର ନାଁ କ'ଣ? ଝିଅର ନାଁ ହେଉଛି ଦିବ୍ୟଞ୍ଜନା। ଆଉ ଡାକ ନା ଚୁନି। ଶିମିଳିପାଳ ଝିଅ? ଶିମିଳିପାଳ, ତାକୁ ସମସ୍ତେ ଯଶୀପୁରରେ ଖଇରୀ ନାଁ ଦେଇଥିଲେ। ଯେହେତୁ ଆମେ ସେଇ ଟାଇମ୍ରେ 3-4 ଜଣ ଥିଲୁ ପ୍ରେଗନେନ୍ସି, ତ 2 ଜଣ ଅପା ଆଉ ଜଣଙ୍କର ମୋ ସାଙ୍ଗର ତାଙ୍କର ପୁଅ ହେଲା, ଆଉ ମୋର ଝିଅ ହେଇଥିଲା, ତେଣୁ ତାକୁ ସମସ୍ତେ ଯଶୀପୁରରେ ସବୁ ଡାକିବେ ଖଇରୀ। ଯେହେତୁ ଅଫିସରେ ଖଇରୀ ବୋଲି ଡାକୁଥିଲେ। ମୋ ଝିଅ ହେଲା ପରେ ମୋତେ ସେଇ ଟୁରିଜିମ୍ କାଉଣ୍ଟରରେ ମୁଁ ସେତେବେଳେ ଡ୍ୟୁଟି କଲି କିଛି ଦିନ, ସେଠି କଲି। ତାପରେ ଫିଲ୍ଡ ଡ୍ୟୁଟି ବି ପଡ଼ିଥିଲା, ସେଇଠି ଥାଇକି ଯିବା ପାଇଁ ପଡ଼େ ଫିଲ୍ଡକୁ। ତ ଲାଇଫରେ ବୋଧେ ମୋ ଝିଅ ସବୁ କିଛି। ତ ଷ୍ଟ୍ରଗଲ୍ ଲାଇଫ୍ ଥିଲା ନିଆ ଟାଇମ୍ରେ, ଯେହେତୁ ମୋ ପାଖରେ ସିଏ ରହୁଥିଲା, ତାକୁ ଛାଡ଼ିକି ସିଏ ମୋତେ ବୋଧେ ଡେଡିକେଟେଡ୍ କରାଏ ଯେ ମା ତୁମେ ଯାଅ ଆଗେ ଡ୍ୟୁଟି। ଯେବେଠୁ ଜବ୍ କଲେ ଲାଗେ ରାମ ତ 14 ବର୍ଷ ବନବାସ ରହିଲେ, ଆମେ ଶିମିଳିପାଳ ଭିତରେ କେତେ ବର୍ଷ ଆମେ ବନବାସ ରହିବୁ ମାନେ ଲାଗେ। ତ ମୁଁ ବେଳେବେଳେ ଭାବେ ଜଙ୍ଗଲଟା ଆମ ପାଇଁ ବି ଭଲ, ଟାଉନ ଦୁନିଆ ଠାରୁ ଭଲ, ଯେହେତୁ ଆମେ ଏବେ ରହି ସେଠି ଅଭ୍ୟସ୍ତ ହେଇଗଲାଣି। ତ ଆମ ପାଇଁ ସେଟା ଗୋଟେ ଫ୍ୟାମିଲି, ଗୋଟେ ପରିବାର ଭଳିଆ ହେଇଗଲାଣି, ଆମର ଅତପ୍ରତ ଭାବରେ ଜଡ଼ିତ ହେଇଗଲାଣି। ଆଉ ସେ ଖୁସି କଥା କହୁଛନ୍ତି, ଏମିତି ତ ଜଙ୍ଗଲରେ ବୁଲିଛି ଯେଉଁଟାକି ନିଜକୁ ଫିଲ୍ ହେଇଛି ମାନେ ଶାନ୍ତିଟା ଆଉ କେଉଁଠି ମିଳିବନି। ସେଇ ଯେଉଁ ଫିଲ୍ଡରେ ବୁଲିକି ଡ୍ୟୁଟି କରିବାଠୁ ଆଉ ଅଲଗା କେଉଁଠି ଶାନ୍ତି ନାହିଁ। ଜଙ୍ଗଲଟାକୁ ଘର ବନେଇ ସାରିଲେ? ଜଙ୍ଗଲଟା ଆଗରୁ ବି ଘର ଥିଲା, ମାନେ ଆଗରୁ କହିଲେ ନୂଆ ଚାକିରି କଲାବେଳକୁ ଆପଣେଇ ପାରିନଥିଲି, କିନ୍ତୁ ଯେତେବେଳେ ଏତେ ବର୍ଷ କାମ କଲିନି
ସେ ଯେଉଁ ଜଙ୍ଗଲର ଯେଉଁ ସୁକୁନଟା ସେଟା ବୋଧେ ଆଉ କେଉଁଠି ନାହିଁ। ଆଚ୍ଛା, ଆଉ ଗୋଟେ କ୍ୱେଶ୍ଚନ୍ ଥିଲା ମ୍ୟାମ୍, ଏଇଟା ତାପସର କ୍ୱେଶ୍ଚନ୍ ଥିଲା ଯେ ସେ କହିଲା ମ୍ୟାମ୍ ଆସିଲେ ଏଇଟା ନିହାତି ପଚାରିବ କି ଶ୍ରୀଯୁକ୍ତ ତ୍ରିଲୋଚନ ଧଳଙ୍କ ଘର ମାନେ ତ୍ରିଲୋଚନ ଧଳଙ୍କ ଝିଅ ଆଉ ଶିମିଳିପାଳର ଝିଅ, ଶିମିଳିପାଳର ଝିଅ ତ କହିପାରିବେ ନା, ଏବେ ଆପଣ ମାନେ ହେଇସାରିଲେଣି ଶିମିଳିପାଳର ଝିଅ, ମାନେ ତ୍ରିଲୋଚନ ଧଳଙ୍କ ଝିଅ ଆଉ ଶିମିଳିପାଳର ଝିଅ ମାନେ କେଉଁ ଭଳିଆ ରିଭଲ୍ୟୁସନ୍ ଆସିଛି, ମାନେ ସେଇ ଘରୁ ଏଇ ଘର ଭିତରେ ଯେଉଁ ଜର୍ଣ୍ଣିଟା ଆପଣଙ୍କର କ'ଣ କ'ଣ ଶିଖେଇଛି ଆପଣଙ୍କୁ? କ'ଣ ଶିଖିଛି କହିଲେ, ମୁଁ ଘରର ବଡ଼ ଝିଅ, ଘରର ବଡ଼ ବୋହୂ, ପୁଣି ଶିମିଳିପାଳରେ ଗୋଟେ ମାନେ ସ୍ୱାମୀ ଛୁଆ ଘର ସଂସାର ନେଇକି ଯେଉଁଟା ବାଲାନ୍ସ କରିକି ଚଳିବାଟା ସେଟା ବହୁତ କଷ୍ଟଦାୟକ। ମାନେ ହୁଏତ ମୁଁ ଆଇଦର ଜବ୍ ଭିତରେ ରହିକି ବି ମୋ ଫ୍ୟାମିଲିକୁ ଟାଇମ୍ ଦେଇପାରିବି, ମାନେ ପାରିବାଟା ଯେହେତୁ ଶିମିଳିପାଳ ଭିତରେ ଅଲଗା କେଉଁଠି ହେଇଥିଲେ ଅଲଗା କଥା, କିନ୍ତୁ ସେଥିପାଇଁ ମୋର ବାପା ମାଆଙ୍କର ମୋ ଫ୍ୟାମିଲି ସପୋର୍ଟ, ସେମାନେ ମୋତେ ବହୁତ ସପୋର୍ଟ କରିଛନ୍ତି। ଆଉ ସେତେବେଳେ ଯେତେବେଳେ ବାପାଙ୍କର ବଡ଼ ଝିଅ ହିସାବରେ ମୁଁ ମାନେ ଡେଡିକେଟେଡ୍ ହେଇକି ଆଗରୁ ବି ମାନେ ଇଚ୍ଛା ଶକ୍ତି ଯେଉଁଟା କରିବି ସେଟା ପଛଘୁଞ୍ଚା ନାହିଁ, ମୋତେ ଆଗକୁ ହିଁ କରିବାର ଅଛି। କେବେ ସେମିତି ହେଇନି ଯେ ମୁଁ ପଛକୁ ଫେରିବି, ମାନେ କରିବାର ଅଛି ତ ମୋତେ ନିହାତି ସେ ଟାର୍ଗେଟକୁ ଛୁଇଁବାର ଅଛି। ଆଉ ଜବ୍ରେ ବି ସେଇଭଳିଆ ମୋତେ କରିବାର ଅଛି, ମୋତେ ଯେତିକି କାମ ଦେଇଛନ୍ତି ତାକୁ ସକ୍ସେସ୍ ଆଗେ ହେବାର ଅଛି, ତାପରେ ଯାଇକି ରେଷ୍ଟ ନେବାର ଅଛି। ତେଣୁ ଯେହେତୁ ମୁଁ ଶିମିଳିପାଳ ମୋ ଘର, ସେଟା କାହାର ନା ମୁଁ ନିଜକୁ ଭାବେ ସେଟା ମୋ ଘର, ତା ପାଇଁ ତ ଆଗେ ସେଟା ବି ଫ୍ୟାମିଲି, ତେଣୁ ଆଗେ ତାକୁ ମୁଁ ପ୍ରାୟୋରିଟି ଦେଉଛି। କାହିଁକିନା ସେଠି ଅକୁହା ମାନେ ଯେଉଁମାନେ କହିପାରନ୍ତିନି, କେବଳ ଫିଲିଙ୍ଗସ୍ ବୁଝିପାରନ୍ତି, ତାଙ୍କର ସେବାଟା ହିଁ ପ୍ରଥମ, ଆଉ ତାଙ୍କ ସେବା ହିଁ ଲାଗେ ଭଗବାନଙ୍କର ସେବା। ତେଣୁ ଫ୍ୟାମିଲିକୁ ବି ଦେଖିବା ପାଇଁ ପଡ଼ିବ, ଆଉ ଶିମିଳିପାଳକୁ ବି ଦେଖିକି ମାନେ ବାଲାନ୍ସ କରିକି ଦୁଇଟାକୁ ଚାଲିବା ପାଇଁ ପଡ଼େ। ମାନେ ଏବେ 3ଟା ଫ୍ୟାମିଲି ଆପଣଙ୍କର, ଏମିତି 3ଟା ଗୋଟେ ବାପ ଘର, ଗୋଟେ ଶ୍ୱଶୁର ଶାଶୁଘର ଆଉ ଗୋଟେ ଶିମିଳିପାଳ। ହଁ। ତ କଷ୍ଟ କଥା କହିଲେ ମାନେ କେମିତି କଷ୍ଟଟା ହେଉଥିଲା ଯେ ଶିମିଳିପାଳ ସାଙ୍ଗରେ 2ଟା ଘରକୁ ମ୍ୟାନେଜ୍ କରିବା, ମାନେ ଏକା ସାଙ୍ଗରେ 3ଟା ଘରକୁ ମ୍ୟାନେଜ୍ କରିବାଟା କେମିତି କଷ୍ଟ ହେଉଥିଲା? କଷ୍ଟଟା ହେଉଥିଲା ଆମର, ଧରନ୍ତୁ ଶିମିଳିପାଳରେ ଯିଏ ଜବ୍ କରିଛି, କୌଣସି ଯଦି ଇନସିଡେଣ୍ଟ ଗୋଟେ ହେଇଯିବ, କାହା ଦେହ ଖରାପ ହେଇଯିବ, ସେଠୁ ଆସିବାଟା କଷ୍ଟଦାୟକ। ହଠାତ୍ରେ ଯଦି କୌଣସି ଖବର ଆସିଲା ଯେ ମୁଁ ଏବେ ପହଞ୍ଚିଯିବି, ବରଂ କି ଭୁବନେଶ୍ୱର ଆସିକି ପହଞ୍ଚିଯିବି, କିନ୍ତୁ ଶିମିଳିପାଳ ଗୋଟେ ଝିଅକୁ ବାହାରିକି ଯିବା ପାଇଁ ହେଲେ କଷ୍ଟଦାୟକ। ଆଉ ମ୍ୟାରେଜ୍ ପରେ ଶାଶୁ ଶ୍ୱଶୁର କିମ୍ବା ଘରେ ଯେଉଁମାନେ ବି ଅଛନ୍ତି ତାଙ୍କୁ ସେମାନେ ନ ଗଲେ କାଳେ ମନ ଦୁଃଖ କରିବେ, କୌଣସି ଗୋଟେ ଅକେଜନ୍ ହେଲା ମୁଁ ଯାଇପାରିଲି ନାହିଁ, ସେଇଟା ବେଶୀ କଷ୍ଟ ଦିଏ ଯେ ହଁ ସେ ଏଇ ଟାଇମ୍ରେ ମୋର କାମ ଥିବ ମୁଁ ଯାଇପାରିଲିନି, କିନ୍ତୁ ଶିମିଳିପାଳରୁ ବାହାରିକି ଯିବାଟା ହିଁ କଷ୍ଟଦାୟକ। ଆଉ ଏମିତି ବି ଇନସିଡେଣ୍ଟ ହେଇଛି ଜଙ୍ଗଲ ଭିତରେ, ଆମେ ଯେତେବେଳେ ଥିଲୁ ଭିତରେ ସେତେବେଳେ ଅଫିସ୍ ଗାଡ଼ି ନ ନେଇ ଆମେ ପିକଅପ୍ରେ ବି ଯାଇଛୁ, ଯେଉଁଠିକି ପବ୍ଲିକ୍ ଥିବେ, ଛେଳି ଥିବ, ଗୋରୁ ଥିବ, ସେମାନେ ଯଶୀପୁର ହାଟ ଆସିବେ, ଆମେ ସେ ପିକଅପ୍ରେ ଜାଗା ନ ହଉ ଆମେ ଘରକୁ ଯିବାର ଅଛି ନା, ତ ସେ ପିକଅପ୍ରେ ବି ଆମେ ବସିକି ଆସିଛୁ। ବର୍ଷା ପିଠୁ ତ ଉପରେ ତିରପାଲ ଟଙ୍ଗା ହେଇଥିବ, ମାନେ ଏମିତି ସିଚୁଏସନ୍ରେ ବି ଆମେ ବାହାରିକି ଆସିଛୁ। ଆଉ ତେଣୁ ସେ କଷ୍ଟ ଦିନ ଗୁଡ଼ାକ ଅବଶ୍ୟ ଏବେ ବହୁତ ସହଜ ହେଇଗଲାଣି, ରାସ୍ତାଘାଟ ସୁବିଧା, ଗାଡ଼ି ମଟର ସୁବିଧା ହେଇଗଲାଣି, କିନ୍ତୁ ଆଗରୁ ଯେତେବେଳେ 2009, 10, 11 ଭିତରେ କଥା କହୁଛି, ସେତେବେଳେ କିନ୍ତୁ ବହୁତ କଷ୍ଟ ଥିଲା। ଏବେ ବହୁତ ଫ୍ୟାସିଲିଟି ହେଇଗଲାଣି, ଯେହେତୁ ଗଭର୍ଣ୍ଣମେଣ୍ଟ ଟିକେ ମାନେ ଏବେ ଏତିକି ଖୁସି ଲାଗୁଛି କି ଆମେ ଆଗରୁ ବାହାରେ ଲାଟ୍ରିନ୍ ବାଥରୁମ୍ ଯାଉଥିଲେ, ମାନେ ଜଙ୍ଗଲ ଭିତରେ ଫାର୍ଷ୍ଟ ଟାଇମ୍ ଯେତେବେଳେ ଆମେ ଯାଇଥିଲୁ ସେତେବେଳେ ଏତେ ଭଲ ଲାଟ୍ରିନ୍ ବି ନାହିଁ, ଜୋକ ଟିଙ୍କ, ମାନେ ଯେଉଁ କଷ୍ଟ। ଯିଏ ଶିମିଳିପାଳ ଭିତରେ କାମ କରିଛି ସେ ବହୁତ କଷ୍ଟଦାୟକ କାମ ଅଛି। ଆମେ ଭାବୁଛୁ ଦେଖୁଛୁ ଜଙ୍ଗଲ, କିନ୍ତୁ ଜଙ୍ଗଲ ଭିତରେ ବର୍ଷା ସିଜନରେ ପୁରା ଜୋକ ଖାଇବେ, ଆଉ ଏବେ ଖରା ସିଜନରେ ସେ ଟିଙ୍କ ଖାଇବେ, ଆଉ ସେଇଟା ବହୁତ କଷ୍ଟ ଦିଏ। ଆମେ ଶିମିଳିପାଳ ଦେଖିଲେ ଖାଲି ବରେଇ ପାଣି, ଜରନ୍ଦା, ଚହଲା, ଏଇଆ ହିଁ ଜାଣିଛେ, କାହିଁକିନା ଏଇଆ ହିଁ ଦେଖିଛେ ଆମେ ଶିମିଳିପାଳରେ, ଆଉ କିଛି ଦେଖିନୁ, କିନ୍ତୁ ଯେ ଆକ୍ଚୁଆଲି ଶିମିଳିପାଳ ଭିତରେ ଦେଖିଛେ ସେ ହିଁ ଜାଣିଛି। ଶିମିଳିପାଳରେ ଡ୍ୟୁଟି କରିବାଟା କଷ୍ଟଦାୟକ ଅଛି, କାହିଁକିନା କହିଲି ପରା, ଯଦି ଜୋକ ଖାଇଯିବ ଠିକ୍ ଅଛି, ରକ୍ତ ଟିକେ ବାହାରିବ ତାକୁ ବନ୍ଦ କରିବ, କିନ୍ତୁ ଟିଙ୍କ ସେ ଗୋଟେ ଏମିତି ଗୋଟେ ମାନେ କୀଟଟା କହିବେନି, କିନ୍ତୁ ସିଏ ଯଦି କେଉଁଠି ଲାଗିଗଲା, ହାତୀ ଟିଙ୍କ ଲାଗିଲେ ତ ପୁରା ଜ୍ୱର ଆସିଯିବ, ପୁରା ଫେବର ରହିବ, ସେଟା ପୁଣି ମେଡ଼ିସିନ୍ ଖାଇଲେ ଯାଇକି ଜ୍ୱର ଛାଡ଼ିବ। ଆଉ
ସେଇଗୁଡ଼ାକ ଯେଉଁ ଦିନ ବିତିଛି ଲାଗେ ସେଟା ଆମ ପାଇଁ କଷ୍ଟ ବି ବରଦାନ ବି। ଏବେ ଏଡିକ୍ଟେଡ୍ ହେଇଗଲେଣି ହଁ ଏବେ ଆମେ ଅଭ୍ୟସ୍ତ ହେଇଗଲୁଣି ଆଉ ସେଟା ଆମକୁ ଆଉ କଷ୍ଟ ଦିଏନି। ଆମେ ଜାଣିପାରୁଛୁ ଟିଙ୍କ ଲାଗିଲେ ବି ଜାଣିପାରୁଛୁ। ଆମେ ଯେତେବେଳେ ଯାଇଥିଲୁ ଟିଙ୍କ ଲାଗିଲେ ବି ଆମେ ଜାଣିପାରୁନୁ ଯେ ଆମର କ'ଣ ହେଇଛି। ତ ସେଇଟା ବରଦାନ କେମିତି କହିଲେ ଆମେ? ବରଦାନ କଲେ ଆମେ ପିଓର ଅକ୍ସିଜେନ ପାଉଛୁ। ଟାଉନରେ ରହିଲେ କୋଉଟା ମିଳିବ? ତେଣୁ ଆମେ ଏଇଟା ଅକ୍ସିଜେନଟା ତ ପିଓର ପାଉଛୁ ନା। ଆଉ ଡେଲି ଆମକୁ 5-6 କିଲୋମିଟର ଚାଲିବାଟା ଏକ୍ସରସାଇଜ ହେଇଯାଉଛି ଆମ ପାଇଁ। ତେଣୁ ସେଇଟା ହିଁ ଆମର ଲାଗେ ଫିଜିକାଲି ଆମେ ଘରେ ଥିଲେ ହୁଏତ ଖାଲି କାମ ଦାମ କରନ୍ତି, କିନ୍ତୁ ଏଇଟା ଆମର ଫିଲ୍ଡ ଡ୍ୟୁଟି ବି ହେଇଯାଉଛି, ଆମ ଦେହ ପାଇଁ ବି ଠିକ୍ ରହୁଛି। ଆଉ ନେଚରରେ ଯଦି ଜୀବଜନ୍ତୁ ଦେଖା ହେଇଗଲା ତାଙ୍କ ସହିତ ଯେଉଁ ଡାଇରେକ୍ଟ ସାଇଟିଂ ହେଇଗଲା ସେଇଟା ବହୁତ ଖୁସି ଦିଏ। ଆଉ ଜନ୍ତୁ ସଂଖ୍ୟା ଏବେ ଆସ୍ତେ ଆସ୍ତେ ବଢ଼ିଲେଣି। ମୋତେ ଯେହେତୁ ଲୋକମାନେ ବି ସଚେତନ ହେଲେଣି, ଯେହେତୁ ଟ୍ରାଇବାଲ ଏରିଆର ଲୋକମାନେ ଆଗରୁ ଯେଉଁ ଅଖଣ୍ଡ ଶିକାର ଚାଲିଥିଲା, ଲୋକମାନେ ବହୁତ ମାତ୍ରାରେ ଯାଉଥିଲେ। ଏବେ କିନ୍ତୁ ସେଇଟା ଆସ୍ତେ ଆସ୍ତେ ସଚେତନ ଆଉ ଇଏରୁ କମି ଆସିଲାଣି ସବୁ। ତ ତଥାପି ଆହୁରି ସଚେତନ ଦରକାର ଅଛି। କାରଣ ଯେଉଁ ଯୁବ ସମାଜ ଅଛି କି ଆମେ ଯେଉଁ ଡିପାର୍ଟମେଣ୍ଟରେ ବି ଯେଉଁ କାମ କରୁଛୁ, ଆମେ ବି ତାଙ୍କ ସହିତ ୟଙ୍ଗ ଛୁଆମାନଙ୍କୁ ନେଇକି ହିଁ କେମିତି ସଚେତନ କରିପାରିବୁ, ତାଙ୍କ ଟ୍ରାଇବାଲ ଲାଙ୍ଗୁଏଜରେ ତାଙ୍କୁ ଆମେ କେମିତି ବୁଝେଇ ପାରିବୁ, ସେଇଟା ବି ନିହାତି ଗୋଟେ ଆବଶ୍ୟକ ରହିଛି। 2022 ଯେଉଁ ଇନ୍ସିଡେଣ୍ଟ ହେଲା, ଯେଉଁ 2022ରେ ଯେଉଁ ଇନ୍ସିଡେଣ୍ଟ ହେଲା ତାପରେ ଫ୍ୟାମିଲି ମାନେ ସେ ପର୍ଯ୍ୟନ୍ତ ଗୋଟେ ନର୍ମାଲ ସିଡ୍ୟୁଲରେ ଚାଲିଥିଲା ଲାଇଫ୍। 2022 ପରେ କଣ୍ଟିନ୍ୟୁଅସ୍ 2ଟା ଆକ୍ସିଡେଣ୍ଟ ହେଇଗଲା। 22 ମାନେ ସେପଟେ ଫରେଷ୍ଟର ଯିଏ ଥିଲେ ମାଥି ହସ୍ତା, ଏପଟେ ଫରେଷ୍ଟ ଗାର୍ଡ ବିମଲ ଜେନା ଶହୀଦ ହେଇଥିଲେ। ତାପରେ ଆକ୍ଚୁଆଲି କେମିତି ଥିଲା ସେଇଟା ଫ୍ୟାମିଲିକୁ ମ୍ୟାନେଜ୍ କରିବା? ସେଇଟା ଯେତେବେଳେ ଆମେ ବି ଶୁଣିଲୁ ସକ୍ ହେଇଗଲୁ ଯେ ଏମିତି ଇନସିଡେଣ୍ଟ ବି ହେଇପାରେ, କି କେବେ ହେଇନଥିଲା ଶିମିଳିପାଳ ଭିତରେ ଫାର୍ଷ୍ଟ ଟାଇମ୍ ହେଲା। ଆମେ ଯେଉଁ ଫ୍ରିକ୍ୱେଣ୍ଟଲି ଆମେ ବୁଲୁଥିଲୁ, ଟିକେ ନିଜକୁ ସଙ୍କୋଚ ଲାଗିଲା। ତାଙ୍କ ପାଖରେ ହତିଆର ଅଛି, ଆମ ପାଖରେ ଲାଠିଟେ ଅଛି। ତେଣୁ ଆମେ ସରକାରଙ୍କୁ ବି ସେତେବେଳେ ଆବାଜ ଉଠେଇଲୁ ଯେ ଆମ ପାଖକୁ ଗନ୍ ଦିଆଯାଉ, କି ଗନ୍ ଚାଳନା ଶିଖେଇକି ଆମକୁ ଗନ୍ଟି ଦିଆଯାଉ। ସେଥିପାଇଁ ବି ସରକାର ଦେଇଛନ୍ତି। ଏବେ ଗନ୍ ଷ୍ଟାଫମାନଙ୍କୁ ଦିଆହେଇଛି। ତ ଏତେ ପର୍ଯ୍ୟନ୍ତ କଥା କାହିଁକି ଯିବ? ଯଦି ଲୋକମାନେ ଆୱାର ହେଇପାରିବେ ତାହେଲେ ସେମାନେ ମଣିଷକୁ କାହିଁ ମାରିବେ? ମଣିଷ ଭିତରେ କାହିଁ ଲଢ଼େଇ ହେବ? ତ ଯେତେବେଳେ ଏଇ ଇନସିଡେଣ୍ଟ ହେଲା, ଘରେ ଲୋକ କହିଲେ ଦେଖିକି କାମ କରିବା ପାଇଁ କହିଲେ। ତଥାପି ରକ୍ତରେ ତ ପୁରା ଗରମ ହେଇକି ଅଛି ଯେ ସେମାନେ ଯଦି କିଛି କରୁଛନ୍ତି, ଆମେ କ'ଣ ଚୁପ୍ ବସିବା କି? ଆମେ କେବେ ଚୁପ୍ ବସିପାରିବାନି। ତେଣୁ ବ୍ଲଡ଼ ଭିତରେ ଥାଏ, ଯଦି ଆମ ଘରୁ କିଏ ଗୋଟେ ଜିନିଷକୁ ମାରିକି ତାକୁ ନେଇକି ଖାଇବ, ଆମେ କ'ଣ ସହିପାରିବା କି? ପ୍ରତିବାଦ କରିବା ହିଁ କରିବା। ତେଣୁ ତା ପାଇଁ ଆମକୁ ସପୋର୍ଟ ଦରକାର ଥାଏ ଆମ ଉପର ଅଫିସରଙ୍କର। ଆମେ ତ ଫ୍ରଣ୍ଟ ଲେବୁଲ ଆମେ ରହିବୁ, ତା ପଛରେ ବ୍ୟାକ୍ ପୋଜିସନରେ ଯେଉଁ ଆମର ରହିଲେ ରେଞ୍ଜ ଅଫିସର କି ଡି ଅଫିସର ରହିଲେ, ଏବେ କିନ୍ତୁ ସେଇ ସପୋର୍ଟଟା ମିଳୁଛି। ଯାହାଫଳକୁ ଆମକୁ ଡେଡିକେଟେଡ୍ ହେଇକି ଆମେ କାମ ବି କରିପାରୁଛୁ ଯେ ଆମ ପଛରେ କିଛି ଅଛନ୍ତି, ସାର୍ ଅଛନ୍ତି, ଆମକୁ ହେଲ୍ପ କରିବେ। କିନ୍ତୁ ଆଗରୁ ସେଇଟା ବହୁତ କମ୍ ଥିଲା ଯେ ମାନେ ଯିଏ ତାର ହଇରାଣ ହେଉଛି ହଉ, ମାନେ ଫ୍ରଣ୍ଟ ବାଲା ଧରୁଛି ତ ସେ ହଇରାଣ କଲେ ଆମେ କେହି ଇଏ କରିବେନି। କିନ୍ତୁ ଏବେ ସେଇ ସପୋର୍ଟଟା ଆମକୁ ଯେହେତୁ ମିଳୁଛି, ତେଣୁ ଆମକୁ ବି ଡେଡିକେଟେଡ୍ ହେଇ କାମ କରିବା ପାଇଁ ଇଚ୍ଛା ହେଉଛି। ଆଚ୍ଛା, ଫାର୍ଷ୍ଟ ଟାଇମ୍ ଯେତେବେଳେ ପଛମାନଙ୍କ ସହିତ ସାମ୍ନାସାମ୍ନି ହେଇଥିଲେ, ସେତେବେଳେ ଆପଣ କହିଥିଲେ ଯେ ମାରିବୁ ଯଦି ମାରିଦେ, ଦିନେ ନା ଦିନେ ତ ମରିବାର ଅଛି। ତ ଏବେ ଡର ମାଡ଼ୁଛି କି? ମାନେ ସେତେବେଳେ ଡର ନଥିଲା ଯେହେତୁ ନୂଆ ନୂଆ ଥିଲା, ବଟ୍ 2022 ପରେ ଆସିଛି କି ମନ ଭିତରେ ଯେ ନାଇଁ ସେଇ ଡରଟା ସେ ଡରଟା କେବେ ଆସିନି। କାହିଁକି ଆସିନି? ଯେତେବେଳେ ଆମେ ଶୁଣିଲୁ ମିଟୁ ଭାଇଙ୍କ ଯେଉଁ ବିମଲ ଜେନା, ତାକୁ ଆମେ ମିଟୁ ଭାଇ ଡାକେ, ତ ତାଙ୍କ କେସ୍ରେ ଯେତେବେଳେ ହଠାତ୍ରେ ଶୁଣିଲୁ ଯେ ଏମିତି ହେଇଯାଇଛି, ସେତେବେଳେ ତ ଗୋଟେ ସକ୍ ବି ଲାଗିଲା ଆଉ ଦୁଃଖ ବି ଲାଗିଲା ଯେ ମାନେ ଯିଏ ମାରିଲା ସେ କ'ଣ ଏତେ ମାନେ ହୃଦୟହୀନ, ମାନେ ଟିକେ ବି ଚିନ୍ତା କଲାନି ତା କଥା। ଯେତେବେଳେ ଶୁଣିକି ଯେ 50 ମାନେ ଆମ ଏରିଆର, ମାନେ ମୁଁ ଯେଉଁ ପିଠାଗୋଟା ନର୍ଥ ରେଞ୍ଜରେ ଅଛି ସେଇ ଏରିଆର ଲୋକମାନେ ହେଇଥିଲେ। ତ ମୁଁ ତାଙ୍କ ଯେ ଶୁଣିଲି 5ଟା-6ଟା ବେଳେ ତାଙ୍କର ଏମିତି କେସ୍ ହେଇଛି, ତାପରେ ସବୁ ପିଲାମାନଙ୍କୁ ଧରିକି ମୁଁ ପୁରା ସେମାନେ ରୁଟ୍ ଓହ୍ଲେଇବେ, ସେଇ ରୁଟ୍ରେ ଓହ୍ଲେଇବେ, ଚାଲ ଆଜି ଯାହାକୁ ପାଇବି ମାନେ ତାକୁ ହିଁ ମୁଁ ମାରିଦେବି, ମୋର ଯାହା ହଉ। ମୁଁ ସେଇଟା ମାନେ ସେଦିନ ମାଇଣ୍ଡରେ ପଶିଥିଲା। କିନ୍ତୁ ସେମିତି ସେମାନେ ଓହ୍ଲେଇ ସାରିଥିଲେ ସେତେବେଳକୁ, କିନ୍ତୁ ମାଇଣ୍ଡରେ ସେଦିନ ଚାଲିଥିଲା ଯେ ଆଉ ସେ ମାରିଲେ ମାରିବେ,
ଯଦି ମରିବାର ଥିବ ତାହେଲେ ମୁଁ ମରିବି, କିନ୍ତୁ ମୁଁ ତାଙ୍କୁ ମାରିକି ମରିବି। ଆଚ୍ଛା ସବୁବେଳେ ଏଇ ଜିତା ମାନେ ଯେଦିନ ଘଟଣା ଘଟିଥିଲା ସେଦିନ ରାତି ସାରା ପୁରା ଡ୍ୟୁଟି ହେଲା। ଆଚ୍ଛା ଆମେ ଯାଇକି ଯୋଉ ଫୁଟପାଥରେ କାଳେ ଓହ୍ଲେଇବେ କହିକି ଆମେ ଜଗିଥିଲୁ ସବୁ ଷ୍ଟାଫମାନଙ୍କୁ ନେଇକି। ତ ସେଦିନ ବି ଭୟ ନଥିଲା ଯେ ସେମାନଙ୍କ ଦ୍ୱାରା ମୁଁ ମରିବି, ଯଦି ମରିବି କିନ୍ତୁ ମାରିକି ମରିବି। ଏବେ ବି ଅଛି, ଯଦି ଲୋକ ମୋତେ କେହି ବି ମୋ ଜନ୍ତୁକୁ କିଏ ଯଦି ବି ମାରିବା ପାଇଁ ଆସିବ, ଆଗେ ତାକୁ ମାରିବି ତାପରେ ମୁଁ ମରିବି। ଆଚ୍ଛା ମରିବା ପାଇଁ ଭୟ ନାହିଁ, କିନ୍ତୁ ତାକୁ ଯେ ଖୁଲମ ଖୁଲା ସିଏ ମୋ ସାମ୍ନାରୁ ନେଇଯିବ ସେଟା କରିବା ପାଇଁ ବି କେବେ ଦେବିନି। ଆଜ୍ଞା ସେଥିପାଇଁ ତ ଆଇନ ଅଛି, ଆଜ୍ଞା ଯଦି ସେମିତି ଇନସିଡେଣ୍ଟ କେବେ ହୁଏ ଲାଇଫରେ, ଯଦି ସିଏ ମୋତେ କେବେ ଇଏ କରେ କରନ୍ତି ଆଟାକ୍ କରନ୍ତି, ଆଜ୍ଞା ତ ମୋ ଇଏ ରହିବ କି ମୁଁ ତାକୁ ଆଇଦର ମାରିବି ନହେଲେ ମୁଁ ମରିବି। ଲୋକେ ତ ପ୍ରାୟତଃ ଆୱାରନେସ୍ଟା ଆମର ବି ଆଉ ଟିକେ ହାଇ ଲେଭେଲ୍ ଦରକାର ଅଛି। ୟଙ୍ଗ ଛୁଆମାନେ ପାଠ ପଢ଼ିକି ବି ଦେଖୁଛୁ ଆମେ, ଆମର କିଛି ଟ୍ରାପ୍ କାମରେ ବି ଯେଉଁ ସର୍ଭେ ପାଇଁ ଲାଗିଥିଲା, ତ କିଛି ଲୋକ ସେ ଟ୍ରାପ୍ କାମରେ ଆସିଛନ୍ତି। ୟଙ୍ଗ ଛୁଆମାନେ ବି ଯାଉଛନ୍ତି, ଯେଉଁମାନେ କି ବୋଧେ 10 ପଢ଼ିକି ବୋଧେ ବନ୍ଦ କରିଥିବେ, ସେଇ ଟାଇପ୍ର ପିଲା ବି ସେଠି ଅଛନ୍ତି, ଆଚ୍ଛା ଆମେ ଯେଉଁଟା ଫିଲ୍ କରୁଛୁ। ତେଣୁ ଏବେ ତ ତା ପାଇଁ ଷ୍ଟେପ୍ ନେବା ଆରମ୍ଭ କଲେଣି ଆମର ଯେଉଁ ସାର୍ ଅଛନ୍ତି, କି ଅଲଗା ଯେଉଁ ଏରିଆରେ ବି ହେଉଛି। ଆଜ୍ଞା କାହିଁକିନା ଆମେ ଆଗରୁ ସଚେତନ କରିଥିଲୁ ଲୋକମାନଙ୍କୁ ଯେ ଗନ୍ ରଖିବାଟା ଇଲିଗାଲ୍। ଆଜ୍ଞା ଗାଁ ଗାଁ ଯାଇକି ପୁରା ଆନାଉନ୍ସ କରିକି ତାଙ୍କୁ ଆମେ ଜଣେଇଥିଲି, କିନ୍ତୁ ତଥାପି ସେମାନେ କ୍ୟାମେରାରେ ଯେତେବେଳେ ଆସୁଛନ୍ତି ତାଙ୍କ ପ୍ରତି ଷ୍ଟେପ୍ ନେବା ପାଇଁ ପଡ଼ିବ। ଆଜ୍ଞା ବହୁତ ବଡ଼ ଜିନିଷ ନା, ମାନେ ସେତିକି କରେଜ ରଖିକି ଜଙ୍ଗଲ ଭିତରେ, ମାନେ ଖାଲି ମାନେ ଆମେ କହୁଛେ ଜନ୍ତୁ ଅଛନ୍ତି, ୱାଇଲ୍ଡ ଲାଇଫ୍ ଅଛନ୍ତି, ବଟ୍ ସେଠି ମଣିଷ ଜନ୍ତୁ ବି ଅଛନ୍ତି, ଆଉ ବହୁତ କରେଜ ଦରକାର ସେଠି ଠିଆ ହେଇକି। ଆଉ ସେଇମାନଙ୍କୁ ହିଁ ଡର, ମଣିଷ ଜନ୍ତୁକୁ ହିଁ ଡର। ୱାଇଲ୍ଡ ଲାଇଫ୍ ମାନେ ସେମିତି କାହାର କ୍ଷତି କେବେ ବି କରିବାର କିନ୍ତୁ ଦେଖାଯାଇନାହିଁ। ନାଇଁ ସେମିତି ଇନସିଡେଣ୍ଟ ତ କେବେ ହେଇନି। ହେଇନାହିଁ। ମାନେ ମଣିଷର ଶତ୍ରୁ ଆଜିକାଲି ହେଇଯାଇଛି, କିନ୍ତୁ ୱାଇଲ୍ଡ ଲାଇଫ୍ ମାନେ ବହୁତ ନିରୀହ। ବହୁତ ନିରୀହ। ଆଉ ସେମାନେ ତାଙ୍କର, ମୁଁ ଲୋକମାନଙ୍କୁ ଏତିକି ବୁଝାଏ, ଯଦି ତୁମେ ତା ଘରକୁ ଭାଙ୍ଗିବ, ସିଏ ଯଦି ତମ ଘର ଆସିକି ଭାଙ୍ଗିଲା, ତୁମକୁ ସରକାର ଦେଉଛି ଅନୁକମ୍ପା ରାଶିରେ ପୁରସ୍କାର ପଇସା ଦେଉଛି, ତ ତା ଘରକୁ ଆମେ କାହିଁ ଭାଙ୍ଗି ଯିବା, ଯାହା ଫଳରେ କି ସିଏ ତମ ଘର ଭାଙ୍ଗିବା ପାଇଁ ଆସିବ। ଆଜ୍ଞା ଠିକ୍ ଅଛି, ଜଣେ କମ୍ପ୍ଲେନ୍ କଲା ପଣସ ଖାଇଗଲା କି କଦଳୀ ଖାଇଗଲା, ଆଜ୍ଞା ଠିକ୍ ଅଛି, ତା ଛୁଆ ଥିବ, ତା ପେଟ ପୋଷିବା ପାଇଁ ସିଏ ଆସିବ। ଆଉ ତମ ମାନେ ଜଙ୍ଗଲ କଡ଼େ ଲଗେଇଛ ମାନେ ସେ ଖାଇବ ହିଁ ଖାଇବ, ଯେହେତୁ ତା ଘର ପାଖରେ ତୁମେ ଲଗେଇଛ, ସିଏ ତମ ପଡ଼ିଶା। ଏଇ ଟାଇପ୍ର ଲୋକମାନଙ୍କୁ ମୋଟିଭ୍ କରିକି ଟିକେ ବୁଝେଇତେ ହୁଏ, ଆଚ୍ଛା ଯେହେତୁ ଆମକୁ ଟିକେ ପ୍ରୋବ୍ଲେମ୍ ହେଇଯାଏ ତାଙ୍କ ଲାଙ୍ଗୁଏଜରେ ଯଦି ଆହୁରି ବୁଝେଇ ପାରିବା, ତାହେଲେ ଆହୁରି ଆମକୁ ଭଲ ଫ୍ୟାସିଲିଟି ମାନେ ସହଜ ହେଇଥାନ୍ତା। ଯେହେତୁ ତାଙ୍କ କଥା ଆମେ କହିପାରୁନି, ଆଉ ବୁଝିପାରୁ, ମୁଁ ବୁଝିପାରେ ତାଙ୍କ କଥା କ'ଣ କହୁଛନ୍ତି, କିନ୍ତୁ କହି ହୁଏନି। ଯଦି ସେଇଟା ବି ଆମେ ଶିଖିଯିବୁ, ତାହେଲେ ମୋତେ ଲାଗେ ଆଉ ଟିକେ ଭଲ ତାଙ୍କ ସହିତ ମାନେ ହେଇପାରିବ। ତାହେଲେ ସମସ୍ତେ ଆଦେଶ ଖରାପ ନୁହନ୍ତି, କିଛି କିଛି ଅଛନ୍ତି ଯେଉଁମାନେ ବହୁତ ଭଲ ବୁଝନ୍ତି, ଆମକୁ କୋଅପରେଟ୍ ବି କରନ୍ତି, ଆଉ ସେମାନେ ସମ୍ମାନ ବି ଦିଅନ୍ତି ଯେ ହଁ ଦିଦି ଗୋଟେ ଭଲ କଥା କହୁଛନ୍ତି, ଆଉ ଏଇଟା ନିହାତି ଆମେ କରିବାନି, ସେମିତି ବି ଅଛନ୍ତି। ଇଏ ଥିଲା ଆଜିର ଏପିସୋଡ଼ ଆମର ସ୍ନେହଲତା ମ୍ୟାଡ଼ାମଙ୍କ ସହିତ। ତ ବହୁତ ବହୁତ ଧନ୍ୟବାଦ ଆମେ ଦେବା ଆମ ତରଫରୁ, ତାଙ୍କର ବହୁମୂଲ୍ୟ ସମୟରେ ଆମକୁ ଦେଇଥିବାରୁ। ଆଉ ଆଜିର ଏପିସୋଡ଼ ମୋ ପାଇଁ ବହୁତ ହି ଶିକ୍ଷଣୀୟ ଥିଲା। ଆଉ ମୁଁ ଗୋଟେ ଜିନିଷ ଶିଖିଲି ଯେଉଁଟାକି ମୋ ଦର୍ଶକମାନଙ୍କୁ କହିବା ପାଇଁ ଚାହିଁବି, ଯେ ଥରେ ୱାନ୍ସ ଡିସିସନ୍ ନେଇଯାଇଛି ମାନେ ମୁଁ କେବେ ସେଇଟାରେ ଆଉ ବ୍ୟାକଫୁଟ୍ ହେବିନି। ୱାନ୍ସ ଏଇଟା କରିଛି ବୋଲି ଠାଣିଛି ମାନେ, ଠାଣି ନେଇଛି ମାନେ, ଆଉ ସେଇଟାକୁ ଯେମିତି ହେଲେ ବି କରିକି ରହିବି, ଆଉ ସେଇଟା ହିଁ ଲାଇଫ୍। ଡିସିସନ୍ ନେବା ପାଇଁ ଟାଇମ୍ ନେଇପାରେ, ଆଜ୍ଞା କିନ୍ତୁ ୱାନ୍ସ ନେଇଗଲି ଦେନ୍ ତାକୁ କେମିତିକା ପୁରା କରିବି ସେଇ ଜିଦ୍ରେ ଲାଗିବା ଦରକାର, ଯେଉଁଟାକି ମ୍ୟାମ୍ କରିଥିଲେ ଆଉ କରି ଚାଲିଛନ୍ତି ଏବେ ବି। ଆହୁରି ବହୁତ କିଛି ଶିଖିବା ପାଇଁ ପାଇଥିବେ, ଆପଣ ଜାଣିବା ପାଇଁ ପାଇଥିବେ ତାଙ୍କ ଷ୍ଟ୍ରଗଲ୍। ବାହାରୁ ଠିଆ ହେଇ କହିଦେବାଟା ବହୁତ ଇଜି, କିନ୍ତୁ ସେଠି ରହିକି କରିବାଟା ସବୁବେଳେ ଟଫ୍ ଥାଏ। କହିବାଟା ଇଜି ଥାଏ, କିନ୍ତୁ କରିବାଟା ଟଫ୍ ଥାଏ। ବହୁତ ବହୁତ ଧନ୍ୟବାଦ ଶ୍ରେୟଲତା ମ୍ୟାମ୍। ଆମେ 2 ସପ୍ତାହ ହେଲାଣି ମ୍ୟାମ୍ଙ୍କର ଦେହ ଖରାପ ଥିଲା। ମ୍ୟାମ୍ଙ୍କ ସହିତ ଆମେ ବୋଧେ ସେକେଣ୍ଡ ଏପିସୋଡ଼ ମ୍ୟାମ୍ଙ୍କ ସହିତ କରିଥାନ୍ତୁ, କିନ୍ତୁ ମ୍ୟାମ୍ଙ୍କର ଦେହ ଖରାପ ଥିଲା,
ଥ୍ୟାଙ୍କଫୁଲି ମ୍ୟାମ୍ ଏବେ ଠିକ୍ ଅଛନ୍ତି ଆଉ ଆମକୁ ଟାଇମ୍ ବି ଦେଇଛନ୍ତି ଆଉ ଆପଣମାନେ ବହୁତ କିଛି ଶିଖିବା ପାଇଁ ପାଇଲେ ଜାଣିବା ପାଇଁ ପାଇଲେ। ହଁ ଯାହା ବି ଶିଖିଛନ୍ତି ଦୟାକରି କମେଣ୍ଟରେ ଲିଖନ୍ତୁ ଆପଣ ଏଇ ଭିଡ଼ିଓରୁ କ'ଣ ଶିଖିଲେ। ଆଉ ଯେଉଁଠି ଭୁଲ ରହିଯାଉଛି ସେଇଟା ଜଣେଇବେ କମେଣ୍ଟରେ କି ଜିନିଷଟା ଇମ୍ପ୍ରୁଭ୍ ହେଇପାରିବ। ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।